ସମସ୍ତେ ବିଶେଷ କରି ନାରୀ କ୍ଷେତ୍ରରେ ସମସ୍ତଙ୍କ ଡକ୍ଟର ଆମ୍ବେଦକରଙ୍କର ଅବଦାନ ବିଷୟରେ କିଛି କୁହ। କଥା ହଁ ସମସ୍ତେ ସବୁ କଥା କହିସାରିଲେଣି ବିଶେଷ କିଛି ଆଉ କହିବାର ନାହିଁ। ମତେ ଖାଲି ଛୋଟିଆ କଥା କେତେଟା କହିବାର ଅଛି ଯୋଉଟା କି ଗୋଟେ ଜଣେ କିଏ ବିଟୁ ବିଜି ସେ ଲେଖୁଛନ୍ତି କଣ ତୁମ ଭଳିଆ ପଛୁଆଙ୍କ ପାଇଁ ଅନେକ କିଛି କିନ୍ତୁ ତମ ଭଳିଆଙ୍କ ପାଇଁ ଯିଏ ଯେତେ କରିଲେ ବି ତୁମେ ଜନ୍ମ ପର୍ଯ୍ୟନ୍ତ ପଛୁଆ ହିଁ ରହିବ। କାରଣ ତୁମର ମାଇଣ୍ଡ ସେଟ ଓ ପ୍ରାକୃତିକ ସ୍ୱଭାବ ହିଁ ପଛୁଆ। ଜାତିବାଦ ଆଟ୍ ଇଟ୍ସ ପିକ୍ ଜଣେ କୋଉ ଭଳି ଭାବରେ ଜାତି ପ୍ରଥାକୁ ସପୋର୍ଟ କରିପାରେ ଏଇଟା ହଉଛି ତାର ଗୋଟେ ନଗ୍ନ ଉଦାହରଣ। ଠିକ ଅଛି ଆମେ ପଛୁଆ ପଛୁଆ ଆମକୁ କଲା କିଏ? ପଛୁଆ ଆମେ ହେଲୁ କେମିତି? ଏ ପ୍ରଶ୍ନର ଉତ୍ତର ତମେ ଦେଇପାରିବ? କେବଳ ତଥାକଥିତ ବ୍ରାହ୍ମଣ ବର୍ଗର ପୁରୁଷଙ୍କୁ ଛାଡିଦେଲେ ଅଲଗା କେଉଁ ଜାତିର କେଉଁ ମଣିଷ ଆଗୁଆ ଥିଲା? ଏକ ନମ୍ବର କଥା। ଦୁଇ ନମ୍ବର କଥା ଆମକୁ ପାଠ ପଢିବାର ଅଧିକାର ଦିଆ ହେଇ ନଥିଲା। ଆମକୁ କଥା କହିବାର ଅଧିକାର ଦିଆହେଇ ନଥିଲା। ଆମକୁ ଛେପ ପକେଇବାର ବି ଅଧିକାର ଦିଆହେଇ ନଥିଲା। ଚପଲ ମାଡ଼ିବାର ଅଧିକାର ଆମର ନଥିଲା। ଆମେ ପାଠ ପଢିବା ତ ଦୂରର କଥା ଯଦି କିଏ ଯୋଉ ବେଦ ପଢୁଥିଲ ତାଙ୍କ ଭିତରୁ ଯଦି ଆମେ କିଏ ଶୁଣି ବି ଦଉଥିଲୁ ଆମ କାନରେ ତରଳେଇକି ଢାଳି ଦିଆଯାଉଥିଲା। ଆମ ପାଟିରୁ ଯଦି ବେଦ ମନ୍ତ୍ର ଗୋଟେ ବାହାରି ପଡୁଥିଲା ତାହେଲେ ଆମ ଜିଭକୁ ଚିରି ଦିଆଯାଉଥିଲା। ଏଇଟା ଥିଲା ଆମ ଅତୀତ। ଆମ ଇତିହାସ ହଉଛି ଏଇଟା। ୟାଠାରୁ ଆହୁରି ବୋଲି ବଦତର ୟାଠାରୁ ଖରାପ ଥିଲା। ଶୁଦ୍ର ସ୍ତ୍ରୀ ଲୋକ ମାନଙ୍କର ସ୍ତନ ଢାଙ୍କିବା ପାଇଁ ବ୍ରାହ୍ମଣ ମାନେ ଟିକସ ଆଦାୟ କରୁଥିଲେ। ୟାଠାରୁ ଅଧିକ ମୁଁ ଆଉ କଣ କହିବି ଆମେ ଏମିତିଆ ପଛୁଆ ଥିଲୁ। ସରଳ ଥିଲୁ ନିଷ୍କପଟ ଥିଲୁ ସେଥିପାଇଁ ତ ଆମକୁ ପାଣି ପିଇବାର ବି ଅଧିକାର ନଥିଲା ତମ ମାନଙ୍କ କୂଅରୁ। ଉଚ୍ଚ ଜାତି ତଥା କଥିତ ସୋକଡ ଉଚ୍ଚ ଜାତିର ସବର୍ଣ୍ଣ ଲୋକଙ୍କର ଯୋଉ କୂଅରେ ପାଣି ପିଉଥିଲେ ଆମେ ସେ କୂଅରୁ ପାଣି ପିଇ ପାରୁନଥିଲୁ। ତେଣୁକରି ଆମକୁ ପଛୁଆ କେହି ନିଜେ ହେଇଯାଏନି। କିଛି ନିମ୍ନ ମାନସିକତାର ବ୍ୟକ୍ତିତ୍ବ କିଛି ଲୋଭୀ ମଣିଷ ଯୋଉମାନେ କି ଆକ୍ଚୁଆଲି ପଶୁ କହିବା ପାଇଁ ଯୋଗ୍ୟ କିନ୍ତୁ ସେମାନେ ମଣିଷର ଚମଡା ଯେହେତୁ ତାଙ୍କ ଦେହରେ ଅଛି ସିଂହ ନାହିଁ ମୁଣ୍ଡରେ ପଛରେ ଲାଞ୍ଜ ନାହିଁ ସେମାନଙ୍କୁ ଉଚ୍ଚ ଜାତିର ମଣିଷ କୁହାଯାଉଥିଲା। ଆଉ ସେଇମାନେ ଆମକୁ ପଛୁଆ କରିକି ରଖିଥିଲେ। 90% ରୁ ଅଧିକ ମଣିଷ ବା ମାତ୍ର 3% ବ୍ରାହ୍ମଣ ବ୍ରାହ୍ମୀଣ ଯୋଉମାନେ 97% ଲୋକଙ୍କୁ ନିଜର ଗୁଲାମ ବନେଇ ରଖିଥିଲେ। ପଢନ୍ତୁ ଗଲାମଗିରି ପୁସ୍ତକ ଜାଣିପାରିବେ। ସତ୍ୟଶୋଧକ ସମାଜର ଯିଏ ପ୍ରତିଷ୍ଠାତା ଥିଲେ ଆମର ମହାତ୍ମା ଫୁଲେ ଜ୍ୟୋତିବା ଫୁଲେ ତାଙ୍କ ବହି ପଢନ୍ତୁ ଜାଣିପାରିବେ। ଆମ୍ବେଦକରଙ୍କର ବହି ପଢନ୍ତୁ ଜାଣିପାରିବେ ଭଲ୍ୟୁମ 1 ଭଲ୍ୟୁମ 2 ରୁ ଆରମ୍ଭ କରିକି ଯେତିକି ଭଲ୍ୟୁମ ଅଛି ପଢନ୍ତୁ ଜାଣିପାରିବେ ସେଇଟା ହଉଛି ଆମର ଅସଲି ଇତିହାସ। ତାପରେ ଲେଖିଛନ୍ତି କଣ ତୁମକୁ ସବୁବେଳେ ଆଗୁଆ ବର୍ଗର ସାହାର ଆଉ ଦୟା ଦୃଷ୍ଟିର ଭିକ ଦରକାର ପଡିବ। ଭିକ ତୁମେ ଆମ ପାଖରୁ ନିଅ। କେବେ ସେ ମନ୍ଦିରରେ ଥିବା କାଠ ମୂର୍ତ୍ତି ଆଉ ପଥର ମୂର୍ତ୍ତି ଆଡକୁ ମୁହଁ କରିକି ମାଗିଛ ପଇସା? ପ୍ରଶ୍ନ ଉଠେନି ପଇସା ମାଗ ଆମକୁ। ଆଜି ଯଦି 90% ଲୋକ ମନ୍ଦିର ଯିବା ଛାଡିଦେବେ ତମ ଭଳିଆ ତଥାକଥିତ ଉଚ୍ଚ ଜାତି ଆଉ ବ୍ରାହ୍ମଣ ଜାତିର ଲୋକମାନେ ଆସିକି ଆମ ଦୁଆର ମୁହଁରେ ଭିକ ମାଗିବ। ଫରକ ଏତିକି ତମେ ସେଠି ଗେରୁଆ ବସ୍ତ୍ର ମୁଣ୍ଡରେ ଚିତା ଚୈତନ୍ୟ ମାରିକି ଆମକୁ ଭିକ ମାଗ ଆମ ଠାରୁ। ନିଜର ତିକ୍ତ ଅନୁଭୂତି ପୁରୀ ମନ୍ଦିରକୁ ଥରେ ମୁଁ ଯାଇଥିଲି ସେଠି ତୁଳସୀ ଟିକେ ମୁଁ ନେଇ ଆସିଲି ବୋଲି ସେ ପିତ୍ତଳ ଥାଳିରୁ ପଇସା ନ ଦେଇକି ଗୋଟେ ବ୍ରାହ୍ମଣ ହାତକୁ ଜୋରରେ ସେ ବେତରେ ବାଡେଇଥିଲା ତାପରେ 2 ଟଙ୍କା ପକେଇଲାରୁ ମତେ ତୁଳସୀ ଟିକେ ଦେଲା। ଏଇ ହଉଛି ତମ ଭିକ ମାଗିବାର
अभिनय पढ़ी पारुच बिल्कुल पढ़ी पारुची कहीं बाबा साहेब मते पाठ पढ़िबार अधिकार दैछन्ति तांकरी जोगुरु आज महिला माने पाठ पढ़िबा पई सुजोग पाइछन्ति कौन सी राम सीता मते पाठ पढ़िबार अधिकार देना कौन सी कृष्ण मते पाठ पढ़िबार अधिकार देना। तो अगर आप अपना बिजनेस ग्रो करना चाहते हैं तो बहुत जरूरी है कि आपके बिजनेस के आसपास 2, 4, 5 किलोमीटर में अगर कोई आपके बिजनेस के प्रोडक्ट या सर्विस को ढूंढे तो सबसे पहले आपका नाम कौन सी कृष्ण मते पाठ पढ़िबार अधिकार देना। 3 नंबर कथा संविधान आगु किसी नथिला भारत में आयुर्वेद योग शिक्षा ज्योतिष विद्या जादू विद्या सब संविधान आसिला परे हेची। अच्छा हो संविधान नथिला सेति पई तो मनुस्मृति लागिथिला ना पाइखाना करि नथिले मंदिर अट्टालिका ब्राह्मण माने मोगल मानक सहित मिसिकी कौन करुथिले मंदिर तैयारी करुथिले मंदिर तो आमर किसी नथिला बुद्धिस्ट मंदिर सेटा मु छोड़ा जाउनी से साइड को मु जाउनी मंदिर तैयारी करुथिले झाड़ा माने पाइखाना तैयारी करुनथिले गोटे जाति तैयारी करदेले तमे झाड़ा फेरुथले से जाति सकाळ को नै से झाड़ा पकोउथला आम देशर परिस्थिति वर्तमान एया महिला करुथिबा ठारू महिला सफा करुथिबा लोकर इज्जत नाही तापरे कोन कोहा हेची आ को ज्योतिष विद्या कथा कहूच हां जति की स्त्री लोक माने विधवा होउचंती जति की गाड़ी धक्का होउची कहीं कौन बिना ज्योतिष शास्त्र देखी कि बाहा बाहा हेथिबो ना कहीं बिना निजर जातक सहित रंग न मिले कि गाड़ी किनी थाए एक्सीडेंट केमती हुए स्त्री लोक माने विधवा केमती होती छोट छोट पिला माने निज बापा मां को केमती हरांती सेकेंड गला कौन कहला तापर से कौन लिखी से पिलाटी आहरी कौन एमती गुड़ाई जिनस लिखी अंबेडकर नहीं नहीं मो पाउनी। अच्छा ये होची किछि कमिटी काहे गठन करा जायथिला केते पढ़िଛ बाबू केते पाठ पढ़िଛ एते सब गप लिखिया पैका संविधान सभा बा जो ड्राफ्टिंग कमिटी 7 जन मेंबर थिले अंबेडकर को मिसिक से डॉक्टर बी आर अंबेडकर ना धरिबा पई भी योग्यता थिबा दरकार राइट टू इक्वालिटी इक्वालिटी बिफोर लॉ कोर्ट को गले गोटे साधारण निम्न गोटे परिवार गोटे साधारण मनीष सहित जज जेमिति व्यवहार करती गोटे आईएएस ऑफिसर सहित सेमिति व्यवहार करती कहीं आईन आगे समस्ते समान ए अधिकार मत गीता देनी भागवत देनी पद्म पुराण देनी कौन सी 18 महापुराण देनी ए अधिकार मत देची संविधान यही संविधान को बापा होउचंती बी आर अंबेडकर लिखिछंती सीए आ जो कुहा जे आइडिया ऑफ कॉन्स्टिट्यूशन एम एन रॉय देथिले बा मानवेंद्र नाथ रॉय देथिले बा बी एन राव तारो एडवाइजरी थिले बी एन राव सेते बेले नथिले ही अमेरिका रे थिले द्रौपदी मैडम मुझे रोकिया पई चाहूची से जो बिट्टू बिजी स्टूडियो रे असंती ताको म ऐड करूसी बुझ पाइले से बहुत कुछ अनाप गपुतले आशा बता डिबेट करियो ओके हाँ ताको ऐड करंतु से कोन कहया को चाहउचंती से कहि दियंतु तो कमेंट गुडा को रिलेट हेगला ना कोन के ना कोन से रिमूव हो जाउचंती कि एबे कमेंट अछंती हाँ बिट्टू बिट्टू बिजी ठाରୁ ମୁଁ ଏଇଟା ଆଶା ରଖିବି କି ତାଙ୍କ ଭାଷାର ସେ ଶାଳୀନତା ରଖିବେ ଆଉ ନିଜ ମନ୍ତବ୍ୟ ରଖିବେ। ବିଟ୍ଟୁ ବିଜି ଆପଣଙ୍କୁ ସ୍ୱାଗତ। धन्यवाद आज्ञा गोटे प्रश्न थिला आज्ञा पचारिबी कि आज्ञा ନିଶ୍ଚୟ ପ୍ରଶ୍ନ ପଚାରନ୍ତୁ ଆପଣଙ୍କର। आज्ञा आज्ञा सर बाबा साहेब अम्बेडकर को आम बहुत रेस्पेक्ट करू से माने आम समस्त केवल आदिवासी मान नहीं तेबे ड्राफ्टिंग कमिटी रो माने कौन सर ड्राफ्टिंग कमिटी कहीं तैयारी होइतिला ड्राफ्टिंग कमिटी रो काम कौन थिला ड्राफ्ट माने कौन बुझुଛନ୍ତି ଆପଣ मु भाबुची सर जे कॉन्स्टिट्यूशन लिखिबा कामडा जनकर काम नहीं सेठी गोटे टीम वर्क थिला
ହଁ ତାପରେ କୁହନ୍ତୁ ଭୁଲ କହୁଛି କି ମୁଁ? କୁହନ୍ତୁ କୁହନ୍ତୁ ମୁଁ ଭୁଲ କହୁଛି କି ସାର୍, ଯେ ସେଟା ଗୋଟେ ଟିମ୍ ୱାର୍କ ଥିଲା, ଆପଣ ଜଣଙ୍କ କୁହନ୍ତୁ specific ଭାବେ ସେଇଟା ଆପଣଙ୍କର ଆପଣ ଶୁଣନ୍ତୁ ଆପଣ ବ୍ୟକ୍ତିଗତ ବିଟୁ ରଖନ୍ତୁ ବିଟୁ ତାପରେ ଆମେ ବାବୁ, ଉତ୍ତର ଦେବୁ ଆପଣ ଆଜ୍ଞା ହଁ କ୍ୱେଶ୍ଚିନ୍ ବିଟୁ ଆଡ୍ ବାବୁ କରନ୍ତୁ ଆପଣଙ୍କର କଥା ପୁରା ସମ୍ପୂର୍ଣ୍ଣ କହିଦିଅନ୍ତୁ, ତାପରେ ଆମେ ଆପଣଙ୍କର କଥାକୁ ଇଏ କରିକି ଆମେ ଇଏ କରିବୁ। କୁହନ୍ତୁ ଆପଣ। ଆଜ୍ଞା ମୋର କହିବା ହିସାବ ସାର୍, କନଷ୍ଟିଟ୍ୟୁସନ ଟା ଯୋଉ ହେଇଛି ସେଇଟାରେ ସବୁ ଡ୍ରାଫଟିଂ କମିଟିର ପୁରା ଯୋଗଦାନ ଅଛି। ସେଠି ଲେଖିବା ବାଲା ବି ବହୁତ ଆମ୍ବେଦକର ବାବା ତ ଆମର ଚେୟାରମ୍ୟାନ ଥିଲେ। ସେମାନେ ଯେମିତି ସୁପରଭାଇଜର କୌଣସି କାମରେ ଥାନ୍ତି, ସେଇଭଳିଆ ସେମାନେ କାମ ଦେଖରେଖ ପାଇଁ ଥିଲେ। ସେଠି ଲେଖିବା ବାଲା ଅଲଗା, ଯେମିତି ଘର ତିଆରି କଲା ବେଳେ ମିସ୍ତ୍ରୀ ଥାନ୍ତି, ଅଲଗା ଅଲଗା ମିସ୍ତ୍ରୀ କାମ କରନ୍ତି, ତାଙ୍କର ସୁପରଭିଜନ ବା ବଡ ଇଞ୍ଜିନିୟର ଜଣେ ଥାନ୍ତି ତାଙ୍କ କାମ ଦେଖିବା ପାଇଁ। ସେଇଭଳିଆ ବାବା ସାହେବ ଅମ୍ବେଦକର ଜଣେ ବଡ ଜ୍ଞାନୀ ଲୋକ ଥିଲେ, ବାହାରୁ ପଢିକି ଆସିଥିଲେ, ତାଙ୍କ ଜ୍ଞାନ ଲେଭେଲ ଉପରେ ଥିଲା, ସେଇ ବି ସେମାନେ ଦେଖରେଖ ପାଇଁ ଥିଲେ। ନହେଲେ ସେଠି ସଜେସନ ଦେବା ପାଇଁ କଣ କଣ ସବୁ ରୁଲ ହବ, କଣ କଣ ସବୁ ନିୟମ ହବ, ସେଟା ପାଇଁ ତ ଟିମ୍ ଗଠନ ହେଇଥିଲା, ଡ୍ରାଫଟିଂ କମିଟି ଥିଲା। ଡ୍ରାଫଟିଂ କମିଟିରେ କେତେ ଜଣ ମେମ୍ବର ଥିଲେ? ହଁ ଟିକେ ଶୁଣନ୍ତୁ ମୁଁ ଉତ୍ତର ଆଜ୍ଞା ଦେଇଦଉଛି ଆପଣଙ୍କୁ। ବାବା ସାହେବ ଆମ୍ବେଦକର ଆଜ୍ଞା 7 ଜଣ ଡ୍ରାଫଟିଂ କମିଟିର ମେମ୍ବର ଥିଲେ। ତା ଦେହରୁ ଜଣେ ଆଜ୍ଞା ଦି ଜଣଙ୍କର ଦେହ ଖରାପ ହେଲା, ଆଉ ଜଣେ ଦି ଜଣ ଆଜ୍ଞା ମରିଗଲେ ନା କଣ, ଆଉ ଜଣେ ଆସିପାରିଲେନି, ଦିଲ୍ଲୀରେ ରହିପାରିଲେନି। ଆଉ ପ୍ରାୟ ଜଣେ ଆଜ୍ଞା କି ଦି ଜଣ ଏମଏଲ ରହି ତାଙ୍କୁ ସପୋର୍ଟ କରିବା ପାଇଁ ରହିଥିଲେ, ଆଉ କେହି ନଥିଲେ ପ୍ରାୟ ଅଲମୋଷ୍ଟ। ତେଣୁ ବାବା ସାହେବ ଆମ୍ବେଦକର ହଉଛନ୍ତି ଯୋଉ ଘର ତିଆରି କଥା ଆପଣ ଏକ୍ଜାମ୍ପଲ ଦେଲେ, ବାବା ସାହେବଙ୍କୁ ତିଆରି କରାହେଇଥିଲା ସେ ଇଞ୍ଜିନିୟର ହେଇକି ଘର ସୁପରଭାଇଜ କରିବେ। କିନ୍ତୁ ସମୟ ଆଜ୍ଞା ଏମିତି ହେଲା, ସେଇ ନିଜେ ଆଜ୍ଞା ରାଜମିସ୍ତ୍ରୀ ହେଲେ, ପାଇପ ମିସ୍ତ୍ରୀ ହେଲେ, ଇଲେକ୍ଟ୍ରିସିଆନ ହେଲେ, ସବୁ ହେଇଗଲେ ସେ। ଆଜ୍ଞା ସେଥିପାଇଁ ଆଜ୍ଞା ବାବା ସାହେବ ଆମ୍ବେଦକର ଗୁରୁତ୍ୱଟା ଆର୍କିଟେକ୍ଟ ଅଫ ଇଣ୍ଡିଆନ କନଷ୍ଟିଟ୍ୟୁସନ ତାଙ୍କୁ କହନ୍ତି, ଫାଦର ଅଫ ତା କନଷ୍ଟିଟ୍ୟୁସନ କହନ୍ତି ବୋଲି ଏଇଥିପାଇଁ। ଆମେ କ୍ରେଡିଟ ଟା ତା ବୋଲି ଆମେ ସମସ୍ତ କ୍ରେଡିଟ ଟା ବାବା ସାହେବ ଆମ୍ବେଦକରକୁ ଦେଇକି ଆଉ ଡ୍ରାଫଟିଂ କମିଟିକୁ କିଛି ବି ଆମେ କ୍ରେଡିଟ ନ ଦେବାଟା ଠିକ କି? କହିଲେ ଡ୍ରାଫଟିଂ କମିଟି ବୋଲି ଫାଇନାଲି କିଛି ଆଉ ରହିଲାନି। ନା ଫାଇନାଲି ରହିଲାନି ଡ୍ରାଫଟିଂ କିନ୍ତୁ କମିଟିର କିଛି ବିଶେଷତ୍ୱ ରହିଲାନି, ସବୁ ଜିନିଷ ବାବା ସାହେବ ଆମ୍ବେଦକର ହିଁ କରିବାକୁ ପଡିଲା। ବୁଝିପାରିଲେ ମାନେ କଥାଟା? ସାର୍ ଟିକେ ଗୋଟେ ମିନିଟ୍ ଖାଲି। ସିଙ୍ଗଲ ହଁ ବାବା କୁହନ୍ତୁ। ସାହେବ ଆମ୍ବେଦକର କହିଲେ ହଁ ଆପଣ ନାଇଁ ନାଇଁ, ଆଚ୍ଛା ଏଇ ଯୋଉ କ୍ରେଡିଟ ଟା କଣ ଆମେ ଦଉଛୁ କି? ଆଚ୍ଛା ସେଥିପାଇଁ ଗୋଟେ ପ୍ରଶ୍ନ ଆଗେ ରହିବ ପ୍ରଥମେ, ଆପଣଙ୍କର କଣ କ୍ୱାଲିଫିକେସନ, କେତେ ପାଠ ପଢିଛନ୍ତି ଆପଣ ବିଟୁ ବାବୁ? ମୁଁ ତ ମୂର୍ଖ ଲୋକ, ସେଇ ପାଇଁ ଆପଣଙ୍କଠୁ ମୁଁ ବୁଝିବା ପାଇଁ ଆସିଛି। ମୁଁ ତ ଟୋଟାଲ ମୂର୍ଖ ମ୍ୟାଡାମ, ଆପଣ ମାନେ ଜ୍ଞାନୀ। ହଁ ସେଇ ପାଇଁ ନା ଆପଣଙ୍କଠୁ ଏକ୍ଜାକ୍ଟଲି ବୁଝିତେ ସେଟା ତ ଆସିଛି ଯେ ଆପଣଙ୍କ ଆପଣ କଥା, ମାନେ ଯଦି ସେଟା ମତେ ଆପଣଙ୍କ ବୁଝେଇ ପାରିବେ କମେଣ୍ଟ ତାହେଲେ ରୁ ଜଣା ଆପଣଙ୍କ ଜ୍ଞାନର ପଡୁଥିଲା। ମୂଲ୍ୟ ଅଛି। ହଁ ଆଜ୍ଞା ହଁ ମାନେ ସେଟା ଆପଣଙ୍କ କମେଣ୍ଟ ରୁ ଜଣା ପଡୁଥିଲା ଯେ ଆପଣ ମୂର୍ଖ ବୋଲିକା। ଏନିୱେ ଶୁଣନ୍ତୁ, ନିହାତି ଯେହେତୁ ମ୍ୟାଡାମ ନିହାତି ହଁ ହଁ ସେଟା ଆପଣଙ୍କ ମୂର୍ଖ କମେଣ୍ଟ ରୁ ଲୋକର ଜଣା ପଡୁଥିଲା। ପରିଚୟ ହିଁ ସେଇଆ, ମୂର୍ଖ ଲୋକର ପରିଚୟ ହିଁ ସେଇଆ, ସେ ନିଜକୁ ଜ୍ଞାନୀ ଭାବେ। ହଁ କାରଣ ସେଇଟା ଆଜ୍ଞା ଆପଣଙ୍କ କମେଣ୍ଟ ରୁ ସେଇଟା ଜଣା ପଡୁଥିଲା। ନିହାତି ମ୍ୟାଡାମ ଆପଣ ଜ୍ଞାନୀ, ଦେଖନ୍ତୁ ଆପଣ ଜାଣିପାରିଥିବେ। କେବଳ ଡ୍ରାଫଟିଂ କମିଟି ନଥିଲା, ବୁଝିପାରିଲେ କି? ଆଜ୍ଞା ଆଜ୍ଞା କେବଳ ଡ୍ରାଫଟିଂ କମିଟି ନଥିଲା, ଆଉ କଣ 8ଟା କଣ ଥିଲା? ମେଜର କମିଟି ଥିଲା, 14ଟା ହୁଁ ମାଇନର କମିଟି ଥିଲା, 15ଟା ମାଇନର ଆଚ୍ଛା କମିଟି ଥିଲା। ଆଜ୍ଞା ବୁଝିପାରିଲେ କି? କେବଳ ଡ୍ରାଫଟିଂ ଆଜ୍ଞା କମିଟି ନଥିଲା। ଆଜ୍ଞା ଡ୍ରାଫଟିଂ କମିଟି ଟା ଇମ୍ପୋର୍ଟାଣ୍ଟ ଏଥିପାଇଁ ଥିଲା କାହିଁକି ନା ସମ୍ବିଧାନ ଯୋଉ ଆଜ୍ଞା ଡ୍ରାଫ୍ଟ ଟା ସେଇଟା ସେଇଠୁ ତିଆରି ହେଇଥିଲା, ବୁଝିପାରିଲେ? ଆଜ୍ଞା ସେ ଡ୍ରାଫ୍ଟ ଯୋଉ ହେଲା ୟା ମ୍ୟାଡାମ, ହଁ ତାକୁ ଆଜ୍ଞା କୁହନ୍ତୁ କୁହନ୍ତୁ ମ୍ୟାଡାମ। ତାକୁ କେହି ଶୁଣନ୍ତୁ, କେହି ତାଙ୍କୁ ଆମେ କ୍ରେଡିଟ ଦଉନୁ। ଏଇ କ୍ୱେଶ୍ଚିନ୍ ଟା ଆପଣ ୟୁପିଏସସି, ଆଇଏଏସ୍, ଓପିଏସସି ସବୁ ଏକ୍ସାମ ରେ ହିଁ ପଡେ। ହୁ ଇଜ ଦ ଫାଦର ଅଫ କନଷ୍ଟିଚ୍ୟୁସନ? ମନୁ ଅଫ ଇଣ୍ଡିଆନ କନଷ୍ଟିଚ୍ୟୁସନ, ଏଟା ମୁଁ କହୁନି। ଆମ ଇତିହାସ, ଆମର ପଲିଟିକାଲ ସାଇନ୍ସ ର ଏଇଟା ଫାର୍ଷ୍ଟ ଆଣ୍ଡ ଫରମୋଷ୍ଟ କ୍ୱେଶ୍ଚିନ୍। ଯେ ହୁ ଇଜ ଦ ଫାଦର ଅଫ କନଷ୍ଟିଚ୍ୟୁସନ? ବୁଝିପାରିଲେ କି? ମୁଁ କହୁନି ଏଇ କଥାଟା, କି ଆମେ ତାଙ୍କୁ କ୍ରେଡିଟ ଦେଇ ଦଉନୁ। ଏ କ୍ରେଡିଟ ଟା ତାଙ୍କୁ ଅଲରେଡି ଦିଆ ହେଇଯାଇଛି 1950 ମସିହା ପରଠାରୁ। ଯେବେ ଲାଗୁ ହେଇଥିଲା ସମ୍ବିଧାନ, କେବେ ଲାଗୁ ହେଇଥିଲା ତ ଜାଣିଥିବେ ଆପଣ ଡେଫିନେଟଲି। ଜାଣିଥିବେ ନା, ଏତେ କଥା ଯଦି କହୁଛନ୍ତି ପଛୁଆ ବର୍ଗ ଆମକୁ କହି ଦଉଛନ୍ତି ନା। ମ୍ୟାଡ଼ାମ ତାପରେ ଗୋଟେ ଲାଇନ ଶୁଣିବେ କି? ହଁ ହି ଇଜ ଦ ଶୁଣନ୍ତୁ, ଦିଟା ଫାଦର, ଲାଇନ ଶୁଣନ୍ତୁ। ହି ଇଜ ଦ ଫାଦର ଅଫ କନଷ୍ଟିଟ୍ୟୁସନ, କିନ୍ତୁ ଫାଦର ସହିତ ମଦର ର ବି ସେଇଠି ରୋଲ ଥାଏ। ସେ ମଦର ଯୋଉ ଅଛନ୍ତି, ସେଇ ମଦର ହଉଛନ୍ତି ସେଇ ବାକି ଯୋଉ ଲୋକ ଥିଲେ, ଏକା ସେମାନେ କିଛି କରିନା। ଆମେ ତ ସମସ୍ତଙ୍କୁ କ୍ରେଡିଟ ଦଉ, ଆମେ ବାବା ସାହେବଙ୍କ ସହିତ ବାକି ସମସ୍ତଙ୍କୁ କ୍ରେଡିଟ ଦଉ। ବାକି ଦଉନାହାନ୍ତି କିନ୍ତୁ କିଏ ସେମିତି ଆପଣଙ୍କୁ ଆପଣ କ୍ରେଡିଟ ମନା ଦବାକୁ ଯେତେବେଳେ କଲା? ଚାହିଁଲେ ଆପଣ ଆପଣଙ୍କର ସାରା ଶୁଣନ୍ତୁ, ସେମିତି କ୍ରେଡିଟ ଦବାକୁ ଚାହିଁଲେ ଆଜ୍ଞା ଆପଣ ସାରା ପ୍ରଥମେ ଇଂରେଜ ଭାରତବାସୀଙ୍କୁ ମାନଙ୍କୁ ଦେବେ ଦବାକୁ କ୍ରେଡିଟ। ପଡିବ କ୍ରେଡିଟ। ଏକ୍ଜାକ୍ଟଲି ଏଭରିବଡି ଇଜ ହଁ ଲାଏବଲ୍ ଟୁ ବି ସେମିତି କ୍ରେଡିଟେଡ୍। କ୍ରେଡିଟ ଦିଆଯାଇପାରିବନି, ସେମିତି କ୍ରେଡିଟ ଆଜ୍ଞା ଦିଆଯାଏନି କି ଦିଆହେଇପାରିବନି, ସେଇଟା ଗୋଟେ ଅବାସ୍ତବ, ଅବାନ୍ତର କଥା ଆପଣ କହୁଛନ୍ତି। ବୁଝିପାରିଲେ? ଠିକ ଠିକ ମାନେ ଆଜ୍ଞା ବିଟୁ ଭାଇଙ୍କୁ ମୁଁ ବି ତାଙ୍କ ଉପରେ ମୋର ହୋପ ଅଛି, ସେ ନିଜର ଆଚାର ଯାଇକି ବ୍ୟବହାର, ନିଜର ପଢନ୍ତୁ, ଇଏରେ ଚିନ୍ତାଧାରାରେ ବୁଝନ୍ତୁ ପରିବର୍ତ୍ତନ ଆମ୍ବେଦକର ଆଣିବେ। କନଷ୍ଟିଟ୍ୟୁସନ କଣ ଆପଣ କରିଛି। ହଁ ମୁଁ କିଛି ଆପଣ ଭୁଲ କହିଥିଲି କନଷ୍ଟିଚ୍ୟୁସନ ର ଚାହିଁଲେ ଡ୍ରାଫଟିଂ ବର୍ତ୍ତମାନ କମିଟି ଟିକେ ବିଷୟରେ ରିସର୍ଚ୍ଚ କହିଲେ। କରିପାରିବା।
କନଷ୍ଟିଚ୍ୟୁଏଣ୍ଟ ନାଇଁ ଆସେମ୍ବଲି ନାଇଁ ଡ୍ରାଫଟିଂ କମିଟି ବିଷୟରେ ପଢନ୍ତୁ, କନଷ୍ଟିଚ୍ୟୁଏଣ୍ଟ ଆସେମ୍ବଲିର ଲେକ୍ଚର ସ୍ପିଚ୍ ସବୁ ଦେଖନ୍ତୁ, ଶୁଣନ୍ତୁ, ଜାଣିପାରିବେ ଆକ୍ଚୁଆଲି କାହାର କେତେ କଣ୍ଟ୍ରିବ୍ୟୁସନ ଥିଲା, କଣ କିଏ କରିଥିଲା। ନାଇଁ ନାଇଁ ଆପଣ ତାକୁ କଣ୍ଟ୍ରିବ୍ୟୁସନ ନେଗେଟ କରିବା, ଅବଭିୟସଲି କାହାରି କାହାର କଣ କଣ୍ଟ୍ରିବ୍ୟୁସନ କଣ୍ଟ୍ରୋଲ ମାନେ ଜାଣିପାରିବେ। ତେଣୁ କଣ? ଆମ ସାଙ୍ଗେ ଯୁକ୍ତି କରି ଆପଣ ସମୟ ନାଇଁ ନଷ୍ଟ ନାଇଁ କରନ୍ତୁନି କି ଆମ ସମୟକୁ ଅପଚୟ ନାଇଁ ନାଇଁ କରନ୍ତୁନି ହେଲା। ସାର୍ ସାର୍ ଶୁଣନ୍ତୁ, କଣ୍ଟ୍ରିବ୍ୟୁସନ ମାନେ କଣ? କଣ୍ଟ୍ରିବ୍ୟୁସନ ମାନେ ସେଠି ଗ୍ରୁପ ଅଫ ପିପଲ ଅଛନ୍ତି ଯୋଉମାନେ କିଛି କିଛି କଣ୍ଟ୍ରିବ୍ୟୁଟ କରୁଛନ୍ତି, ନଟ୍ ଏ ସିଙ୍ଗଲ ପର୍ସନ ଇଜ ଡେଡିକେଟେଡ ଫର ଦ ହୋଲ ମୁଁ ବା ସେଇ ୱାର୍ଲଡ। କଥା ଆପଣଙ୍କୁ କହିଲି, ହଁ ଗ୍ରୁପ ଠିକ ଅଫ ଠିକ ପିପୁଲ ଅଛି ଥିଲେ, ସବୁ ଆପଣ ଯିଏ ଯୁଆଡେ ପଳେଇଲେ। ନାଇଁ ଆଜ୍ଞା ଆପଣ ଆପଣ ସେଇଟା ଦି ତିନି ବୁଝନ୍ତୁ ମୁଁ ଜଣଙ୍କ ଯାହା ନାଁ କହୁଛି କହିଲେ ବୁଝନ୍ତୁ। ଆଉ ଡ୍ରାଫଟିଂ କମିଟିର ସାର୍ ଟିକେ ପ୍ଲିଜ ଆଜ୍ଞା ଆପଣ ବିଟୁ ବାବୁ ଆପଣ ଦି ତିନି ଆଉ 4-5 ଜଣଙ୍କ ନାଁ କହିଲେ ଟିକେ ବାବା ସାହେବଙ୍କ ସହିତ ଆଉ 4-5 ଜଣଙ୍କ ନାଁ କୁହନ୍ତୁ ଯୋଉମାନେ କି ଆମ୍ବେ ସାର୍ ମାନେ କନଷ୍ଟିଟ୍ୟୁସନ ର ଇଏ ଉପରେ କିଛି କହିଥିଲେ କରିଥିଲେ ସାର୍ 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 କୁହନ୍ତୁ ସାର୍ ସାର୍ ଡ୍ରାଫଟିଂ କମିଟି ଶୁଣନ୍ତୁ ମେମ୍ବର। ସାର୍ ଶୁଣନ୍ତୁ, ମୁଁ ତ ମୂର୍ଖ ଲୋକ, କିନ୍ତୁ ଗୋଟେ ଜିନିଷ ଆଉ ଜାଣିଛି ଜାଣିନାହାନ୍ତି ସାର୍। କାହିଁ ଯୁକ୍ତି କରି ପଳେଇ ଆସୁଛନ୍ତି। ମୂର୍ଖ ଲୋକ ଶୁଣନ୍ତୁ ଶୁଣନ୍ତୁ ଜାଣିନାହାନ୍ତି, ଜାଣନ୍ତୁ ପଢିକି ଆଗେ ଆସନ୍ତୁ, ପଛରେ କାହିଁ କଥା ଜାଣନ୍ତୁ ପଢିକି ଜାଣିକି କହୁଛନ୍ତି। ଆସନ୍ତୁ। ଆସନ୍ତୁ, କହୁଛି ସାର୍ ପଢିକି ଉତ୍ତର ଆସନ୍ତୁ, ଜାଣିଲା ଦଉଛି ପରେ କହିବା। ଏମିତି ଛୋଟ ଆସିକି ପିଲା ଅବାଧ ସମୟ ଜାଣିକି ନଷ୍ଟ ଆସିକି କରୁଛନ୍ତି ସାର୍। ଡିବେଟ କରିବାକୁ ଉତ୍ତର ଆସନ୍ତି, ଦଉଛି, ମନ ଇଚ୍ଛା ଆସିକି ଗପ କହିବା ପାଇଁ, ଯୋଉ ଉତ୍ତର ନେବେ କି ସାର୍? ଅସଭ୍ୟ ଭାଷାରେ କଥାବାର୍ତ୍ତା ଉତ୍ତର କରିବା ନେବେ ପାଇଁ କି ନାଇଁ ସାର୍? ଉତ୍ତର ଆସନ୍ତିନି। ଦରକାର ନାହିଁ, ବହୁତ ବୁଝିପାରିଲେ ହେଇଗଲା ନା? ଉତ୍ତର। ଆପଣ ଏଠି ମିସବିହେଭ ଉତ୍ତର କରିବାକୁ ଆସିଛନ୍ତି। ମିସବିହେଭ ମୁଁ ଏକ୍ଜାକ୍ଟଲି। ପଛୁଆ ବର୍ଗ ଆପଣ କାହାକୁ କହୁଥିଲେ କମେଣ୍ଟରେ? କମେଣ୍ଟରେ ଆପଣ ପଛୁଆ ବର୍ଗ କାହାକୁ କହୁଥିଲେ? ମନେ ରଖନ୍ତୁ, ଆପଣଙ୍କ ଘରେ ଥିବା ପ୍ରତ୍ୟେକଟି ସ୍ତ୍ରୀ ଲୋକ ବି ସେଇ ପଛୁଆ ବର୍ଗ ଅନ୍ତର୍ଗତ। ବାବା ସାହେବ ନଥିଲେ, ବାହାରକୁ ବାହାରିବା ତ ଦୂରର କଥା, ଘର ଭିତରେ ବି ତାଙ୍କ ସହିତ ଅତ୍ୟାଚାର ହଉଥିଲା। ମ୍ୟାଡାମ ରିମେମ୍ବର ଭଲ ଦ୍ୟାଟ୍। କ୍ୱେଶ୍ଚନ ଟା ତାଙ୍କୁ ବାହାର ପଚାରିଛନ୍ତି। କରିଦେବେ। ପଛୁଆ ବର୍ଗ କିଏ ମୁଁ କହୁଛି, ପଛୁଆ ବର୍ଗ କିଏ ମୁଁ କହିଦଉଛି ମ୍ୟାଡାମ। ପଛୁଆ ବର୍ଗ କିଏ? ଯାହାର ମେଣ୍ଟାଲିଟି ଥିଙ୍କିଂ ପଛୁଆ, ବ୍ୟାକୱାର୍ଡ ଥିଙ୍କିଂ, ଯାହାର ଆଡଭାନ୍ସ ଥିଙ୍କିଂ ନାହିଁ, ଲୋକ ସହିତ ମିଶିକି କେମିତି ଆଡଭାନ୍ସ କରାହବ ସେଇଟା ସେମାନେ ଜାଣିନାହାନ୍ତି। ସେମାନେ ସୋସାଇଟିକୁ କେମିତି ଭାଙ୍ଗିକି ସେଟାକୁ ମାନେ ନ୍ୟୁକ୍ଲିୟର ସୋସାଇଟି କେମିତି କରିବେ, ସେଇମାନେ ହଉଛନ୍ତି ଛୋଟ ଲୋକ ବା ସେଇମାନେ ହଉଛନ୍ତି ବ୍ୟାକୱାର୍ଡ। ତାଙ୍କର ଥିଙ୍କିଂ ବ୍ୟାକୱାର୍ଡ। କୋଉମାନଙ୍କୁ ଯୋଉମାନେ ଫରୱାର୍ଡ ଥିଙ୍କିଂ କୋଉମାନଙ୍କୁ ଆପଣ ରଖିଥାନ୍ତି ତ ସେମାନେ କହୁଛନ୍ତି? ଆପଣ ଏକ୍ଜାମ୍ପଲ ତାହେଲେ ଦେଲେ। କହୁଛନ୍ତି ନିଶ୍ଚିନ୍ତ ଆମେ ଏକ୍ସାମ୍ପଲ ଯୋଉମାନେ ଦିଅନ୍ତୁ, ଏଠି କିଏ କଥା ହେଉଛୁ ସୋସାଇଟି ଆମର ବ୍ୟାକୱାର୍ଡ କି? ଥିଙ୍କିଂ ବ୍ୟାକୱାର୍ଡ, ଆମେ ନା, ବ୍ୟାକୱାର୍ଡ ସିଏ ଲୋକ ନିଜକୁ ଆମକୁ କହୁଛନ୍ତି ଏ ନା କଥା। କଣ କହୁଛନ୍ତି? ସିଏ ନିଜକୁ ଏ ନିଶ୍ଚିନ୍ତ କଥା ନିଶ୍ଚିନ୍ତ କହୁଛନ୍ତି। ବିଟୁ ନାଇଁ ବାବୁ ନାଇଁ 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 ହଁ ହଁ ଠିକ ଠିକ ଆପଣଙ୍କ ହିସାବରେ ଦ୍ରୌପଦୀ ମ୍ୟାଡାମ ଯିଏ ହଁ ବିଟୁ ବାବୁ ଯୋଉ କଥା କହିଲେ ଆମେ ତାଙ୍କ ଠାରୁ କିଛି ଶୁଣିବାକୁ ଚାହିଁବା କି ଆମେ ଯଦି ଆମ ମାନେ ଆମ୍ବେଦକର ରାଇଟ ମୁଭମେଣ୍ଟ କୁ ଆଗକୁ ବଢିବାକୁ ଚାହିଁବା ତାହେଲେ ଲୋକମାନଙ୍କୁ କେମିତି ଆକ୍ସେପ୍ଟ କରିବା, କୋଉ ଲୋକକୁ ଆମେ ଆପଣେଇ ମାନେ ନ ଆପଣେଇକିରି ଆମେ ତାଙ୍କ ଇଏରେ ନ ଯାଇକିରି ଆମେ ପଛୁଆ ହେଇ ପଡୁଛୁ ତାଙ୍କ ନଜରରେ, ସେ ବିଷୟରେ ଆମେ ତାଙ୍କ ଠାରୁ ଟିକେ ଶୁଣିବା। ବିଟୁ ବାବୁ ଆପଣ କୁହନ୍ତୁ, ଆମେ କୋଉ ହିସାବରେ ପଛୁଆ, କୋଉ ହିସାବରେ ଆମେ ଲୋକମାନଙ୍କୁ ଅଲଗା କରିଦେଲୁ ଆପଣ ଆପଣ ଯାହା ପଛୁଆ ଫଳରେ କି ଆମେ ନୁହନ୍ତି ସାର୍। ଆପଣ ଆପଣ ପଛୁଆ ନୁହନ୍ତି। ଯୋଉମାନେ ମାନେ ଭୁଲ ନିଜର ଯୋଉ ଚିନ୍ତାଧାରାଟା ସେମାନେ ଠିକ ଭାବିକି ସେଇଟା ଲୋକଙ୍କ ଉପରେ ଲଦି ଚାଲନ୍ତି, ସେଇଟା ହଉଛି ପଛୁଆ। ମାନେ ନିଜେ ଯୋଉଟା ବୁଝିଥିବେ ସେଇଟା ହିଁ ଠିକ ଭାବନ୍ତି। ଏଇଟା ମୁଁ ବି ହେଇପାରେ, ମୁଁ ବି ଏଠି ହେଇପାରେ ପଛୁଆ। ଯୋଉମାନେ ଅଛନ୍ତି ସେମାନଙ୍କ ଭିତରୁ କିଏ କୁହନ୍ତୁ? ସେମାନଙ୍କ ଭିତରୁ କିଏ ଯିଏ ଲେଖିଥିଲେ ଯେ ଆମ ପାଇଁ ସବୁ କରିଛନ୍ତି, ତ ସେଇଟା କମେଣ୍ଟ ଆକାରରେ ଦିଆହେଲା। ଯେ କମେଣ୍ଟ ଆକାରରେ ଏଇ ପାଇଁ ଯେ ଯୋଉ ଜିନିଷଟା ଛାତିରେ ଆଘାତ କରିବ ବା ପେନ୍ ହେବ ସେଇଟା ପାଇଁ ସିଏ ରେସ୍ପନ୍ସ କରିବ। ଯଦି ଆପଣଙ୍କୁ ସେମିତି କଥାଟା ଆମେ କୋଉ କାହାକୁ ଜିନିଷ ଯିବା ଟା ସେଇଟା ଆପଣଙ୍କୁ କେହି ପେନ୍ ରେସ୍ପନ୍ସ ଦେଲା? କରିବେନି। ପେନ୍ ଦେଲା ମ୍ୟାଡାମ, ସେଇଟା ପାଇଁ ଆଇ ଏମ୍ ସରି, ଆଇ ଏମ୍ ଭେରି ସରି। କିନ୍ତୁ ସେଇଟା ଇଞ୍ଜେକ୍ସନ ଦେଲେ ବି ପେନ୍ ହୁଏ ମ୍ୟାଡାମ। ଯେତେବେଳେ ଇଞ୍ଜେକ୍ସନ ଆପଣ ଲଗାଯାଏ କି ଭାବି କଟା ପାରୁଛନ୍ତି ତ? ଘାରେ ଔଷଧ ଆପଣ ଲଗାଯାଏ 90-95% ଲୋକମାନଙ୍କୁ ପଛୁଆ ବର୍ଗର କହୁଛନ୍ତି। ଆପଣଙ୍କ ମାନସିକତା ପଛୁଆ ଆମେ ତ ଠିକ ମୁଁ ବି ମ୍ୟାଡାମ। ବୁଝିପାରୁଛୁ ଆଜ୍ଞା। ମ୍ୟାଡାମ ମୁଁ ବି ପଛୁଆ, ମୁଁ ବି ବୁଝିପାରିଲେ? ପଛୁଆ। ମ୍ୟାଡାମ ମୁଁ ବି ପଛୁଆ। ମୁଁ ଆଗକୁ ବଢିବା ପାଇଁ ଚେଷ୍ଟା କରୁଛି ବୋଲି ତ ଆପଣଙ୍କ ସହିତ ଆସିକି କଥାବାର୍ତ୍ତା ହଉଛି ଯେ ଆପଣଙ୍କଠୁ ଜ୍ଞାନ ନେବି। ମୁଁ ବି ପଛୁଆ। ଆପଣ ମାନେ ଆଗୁଆ ବୋଲି କି କେହି ଜଣେ ଦି ଜଣ ତ ଆଗୁଆ ଥିବେ, ସମସ୍ତେ ତ ଆଗୁଆ ନଥିବେ। ଆଗୁଆ ସମସ୍ତେ ପଛୁଆ ଆଗୁଆ କି କୋଉଠି ଆପଣଙ୍କ ରହିଲା ଭିତରେ? ଆଜ୍ଞା? କିଏ କାହାକୁ ପଛୁଆ କରିଦେଲା? ସେଇ ବୁଝିପାରୁଛନ୍ତି କି? ଏଇ ମ୍ୟାଡାମ ଯୋଉ ଏଇ ଆଗୁଆ ଟର୍ମ ପଛୁଆ ଗୁଡାକ ଆପଣ କୋଉଠି ୟୁଜ ପଚାରିଲେ କରୁଛନ୍ତି, ଏ ଟର୍ମ ଗୁଡାକ ନାଇଁ ଯୋଉ ନାଇଁ ୟୁଜ ମ୍ୟାଡାମ କରୁଛନ୍ତି, ଏଥିରୁ ହିଁ ଆପଣଙ୍କର ମାନସିକତା ସ୍ପଷ୍ଟ ବାରି ହଉଛି। ବୁଝିପାରୁଛନ୍ତି ତ? ଏଇ ଯୋଉ ଟର୍ମ ଗୁଡାକ ନାଇଁ ଆଗୁଆ ପଛୁଆ ଟର୍ମ ଯୋଉ ମ୍ୟାଡାମ ସମ୍ବିଧାନର ଏଇ ଆର୍ଟିକିଲ ବାବା ସାହେବ ପଢିବେ ଆମ୍ବେଦକର ଯଦି, ବୁଝିପାରିଲେ କି? ମ୍ୟାଡାମ ଇକ୍ୱାଲିଟି ବିଫୋର ଲ ଅଛି ଆର୍ଟିକିଲ 14-18, ଦେଖନ୍ତୁ ଯୋଉଥିପାଇଁ ଆମ କି ଚ୍ୟାନେଲ ଆଜି ଆରମ୍ଭ ଆପଣ ହେବା ଦିନରୁ ହଁ ମ୍ୟାଡାମ ମୁଁ କହୁଛି କି ଆଜି ପର୍ଯ୍ୟନ୍ତ ଚ୍ୟାନେଲ ଆରମ୍ଭ ହେବା ଦିନରୁ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖାଯାଉଛି, ସମସ୍ତଙ୍କର ଅଧିକାର ସମାନ ଅଧିକାର ପାଇଁ ଚେଷ୍ଟା କରାଯାଉଛି। ଆପଣ ଏଠି ଆଗୁଆ ପଛୁଆ ଆସି କଣ କରୁଛନ୍ତି? କାହାକୁ ଆମେ ଆଗୁଆ କହିଛୁ, କାହାକୁ ଆମେ ପଛୁଆ କହିଛୁ? କିଏ ପଛୁଆ ହେଇଗଲା ବୋଲି କହିଛୁ କୁହନ୍ତୁ? ଆପଣ ସାର୍ ଆସିକି ଅଜବ ଟିକେ କଥାବାର୍ତ୍ତା ଆୱାଜ କରୁଛନ୍ତି। ଆପଣଙ୍କର କଟିକି ଯେମିତି ମଝିରେ ଆସିଲା, ଜଣେ ଜଣେ ଟିକେ ଆସୁଛନ୍ତି ରିପିଟ ଖାଲି ମୁଁ କରିପାରିବେ ଜାଣିନି କି? ଆଜ୍ଞା, ମୁଁ ମହାମୂର୍ଖ ବୋଲି କହିବେ, କହିକିରି ଅଜବ କଥାବାର୍ତ୍ତା କହିକି ଚାଲିଯିବେ। ସାର୍ ଯିଏ ମୋ ଆୱାଜ ଟା ଜାଣିନାହାନ୍ତି କ୍ଲିୟର ଆସୁଛି ନା ତାଙ୍କେ କଟୁଛି ସାର୍? ଆପଣଙ୍କ କ୍ଲିୟର ଅଛି ଆବାଜ ଆପଣଙ୍କର। କ୍ଲିୟର ଆସୁଛି। ସେ ସାରଙ୍କର ଆବାଜ ବି କ୍ଲିୟର ଆସୁଛି, କିନ୍ତୁ ଆପଣଙ୍କର ବୋଧେ କିଛି ନେଟୱାର୍କ ଇସୁ ଅଛି, ଯୋଉଥିପାଇଁ କି ଆପଣଙ୍କୁ କ୍ଲିୟର ଶୁଭୁନି। ବଟ୍ ଆମକୁ ସମସ୍ତଙ୍କୁ ଶୁଭୁଛି ସେ ସାରଙ୍କ ଭଏସ। ବର୍ତ୍ତମାନ କ୍ଲିୟର ହେଇଗଲା ମ୍ୟାଡାମ। ଆଉ ଗୋଟେ ଜିନିଷ ମ୍ୟାଡାମ, ଆଉ ଗୋଟେ ଜିନିଷ ମୁଁ ପଚାରିବି
ଯେ ବାବା ସାହେବ ଅମ୍ବେଦକର ଯେତେବେଳେ ବିଦ୍ୟା ଆରୋହଣ କରୁଥିଲେ ଛୋଟ ବେଳେ ତାଙ୍କ ଗୁରୁଙ୍କ ନାଁ ପ୍ରାୟ ଆମ୍ବେଦକର କେହି ଜଣେ ତାଙ୍କ ଗୁରୁ ଥିଲେ କି ତାଙ୍କ ଗୁରୁ ଜାଣିଛନ୍ତି? ନର୍ମାଲ ହଁ ସେ ସ୍କୁଲରେ ଯୋଉ ପାଠ ତାଙ୍କର ପଢିବାକୁ ତାଙ୍କର ଯାଉଥିଲେ ଯିଏ କ୍ଲାସ ତାଙ୍କୁ ଟିଚର ବାହାରେ ଥିଲେ ବସା ହଉଥିଲା। ତାଙ୍କର ଯେ କ୍ଲାସ ତାଙ୍କୁ ଟିଚର ବାହାରେ ଥିଲେ ସେ ବସା ଗୁରୁ ହବାକୁ ହଉଥିଲା। ଯୋଗ୍ୟ ନୁହନ୍ତି ହେଲା। ସେ ତାଙ୍କୁ ବାହାରେ ବସଉଥିଲେ ସମାନରେ ଦେଖୁନଥିଲେ ପିଲାଙ୍କୁ ସେ ବସିକି ପାଣି ପିଉଥିଲେ ପିଇ ପାରୁନଥିଲେ ପାଣି ତାଙ୍କ ସେଇ ଜୀବନ ଆମ୍ବେଦ ୱେଟିଂ ଫର ଭିସା ଲେଖିଥିଲେ। ସେଇ ହେଲା ଆମ୍ବେଦକର ତ ସାଇକେଲ ସେମାନେ ନେଇଛନ୍ତି ସେଇ ଆମ୍ବେଦକର ଯିଏ ସେଇ ସେମାନଙ୍କୁ ଆମ୍ବେଦକର ହେଲ୍ପ ସେଇ କରୁଥିଲେ ଆମ୍ବେଦକର। ପାଠ ପଢାରେ ଯିଏ ସେମାନଙ୍କୁ ଫରେନ ପଠଉଥିଲେ ମାନେ ଅଲଗା ରାଜାଠୁ ପ୍ରାୟ ହେଲ୍ପ ମାଗିଥିଲେ ଯାଇକି ଯେ କେମିତି ଆମ୍ବେଦକର ବାବାଙ୍କୁ ପଠେଇବେ ବାହାରକୁ ସେଇ ଆମ୍ବେଦକର ଗୁରୁ ତ ଆମ୍ବେଦକର ଗୁରୁ ମାନେ ସାର୍ କି ଟିକେ ଆମ୍ବେଦକର କ୍ଲିୟର ଗୁରୁ? କରିଦିଅନ୍ତୁ। ଆମ୍ବେଦକର ଯୋଉ ଶୁଣନ୍ତୁ ଥିଲେ ତାଙ୍କର ଯୋଉ ଆମ୍ବେଦକର ନାଁ ଯୋଉ ଥିଲା ଶୁଣନ୍ତୁ ସେଟା ତାଙ୍କର ମୁଁ ଯେତିକି ଜାଣିଛି ତାଙ୍କର ଅଞ୍ଚଳ ଅଞ୍ଚଳ ଅନୁସାରେ ତାଙ୍କର ବାପା ସେଇ ନାଁ ଟାକୁ ଦେଇଥିଲେ ବୁଝିପାରିଲେ ନା ଅମ୍ବଦେବକର ଏମିତି ଗୋଟେ ନାଁ ଦେଇଥିଲେ ସେଟା ପଛରେ ତାଙ୍କର ଆମ୍ବେଦକର କରିଦିଆଗଲା ବୁଝିପାରୁଛ କି ନାଇଁ? ନାଇଁ ଏଇ ରୁହନ୍ତୁ ମୁଁ ଜିନିଷଟା କହୁଛି ଯୁଗ ନଥିଲେ କି ତାଙ୍କ ଗୋଟେ ମିନିଟ ବାପା ହୋଲ୍ଡ ଦାଦା କରନ୍ତୁ। କେହି ହ୍ୟାଲୋ ବି ସେଇ ଅଞ୍ଚଳର ନାମ ହିସାବରେ ନାଁ ନାଇଁ 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 ରଖିନଥିଲେ ତ ନିଜର ସେ 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 ଯାହା କହୁଛନ୍ତି ସେଥିରେ ଠିକ କଣ ଅଛି କରୁଛନ୍ତି। ସେ ଆମ୍ବ ଶୁଣନ୍ତୁ ନ ରଖିଲେ ଶୁଣନ୍ତୁ କଣ ଶୁଣନ୍ତୁ ସେଠି ହେଲା ସେଠୁ? ନାଇଁ ନାଇଁ ତାଙ୍କ ଟିଚରଙ୍କ ନାଁ ଆମ୍ବେଦକର ଥିଲା ରାଇଟ ଆଉ ଆମ୍ବେଦକରଙ୍କ ନାଁ ଥିଲା ସତପାଳ ସତପାଳ ବୁଝିପାରିଲେ ସେ ଠିକ କହିଛନ୍ତି କିନ୍ତୁ ସେ ଯେତେବେଳେ ଦେଖିଲେ ଆମ୍ବେଦକର ଜଣେ ଯୋଗ୍ୟ ବ୍ୟକ୍ତି ତେଣୁ ମୁଁ ତାଙ୍କ ନାଁ ଦିଆଲି ଆମ୍ବେଦକର ବୁଝିପାରିଲେ ଏବେ ଯେମିତି ଗାନ୍ଧୀ ମାନେ ଗାନ୍ଧୀ ନାଁ ଦିଆଗଲା ଇନ୍ଦିରା ଗାନ୍ଧୀକୁ ସେ ତାଙ୍କୁ ନାଁ ଡୋନେଟ କଲେ ଠିକ କହୁଛନ୍ତି ଆପଣ କିଛି ଭୁଲ କହୁନାହାନ୍ତି ତ ଅସୁବିଧା କଣ ହେଲା ଯଦି ସେ ଜଣେ ଦେଖିଲେ ଯୋଗ୍ୟ ପାତ୍ର ତାଙ୍କୁ ନାଁ ଦିଆଗଲା ସେଥିରେ କଣ ଅସୁବିଧା ହେଲା କୁହନ୍ତୁ? ଆମ୍ବେଦକରଙ୍କ ସରନେମ ଥିଲା ସତପାଲ ଆମ୍ବେଦକର ସରନେମ କୁହନ୍ତୁ ସତପାଲ ବିଟୁ ଥିଲା ବାବୁ ଆଜ୍ଞା। ଆଜ୍ଞା ସତପାଲ ବହୁତ କିଛି ଜାଣିବାକୁ ମିଳୁଛି ଥ୍ୟାଙ୍କ ୟୁ ସାର୍। ନାଇଁ ଆମେ ପଢିଛୁ ନା ଆମେ ପଢିଛୁ ତାଙ୍କ ପରିବେଶରେ ନା ସେଇ ତ ବୁଝିଲେ ପଢିବା ସେ ଦରକାର ସତପାଲ ନିହାତି ଥିଲେ ତେଣୁ ତାଙ୍କର ଟିଚର ଠିକ ସେ ଅଛି କହିଲେ ଯାହା ଇଏ ହଉ ଜଣେ ଯୋଗ୍ୟ ଆମ୍ବେଦକର ବ୍ୟକ୍ତି ନାଁ ନାଇଁ ତ ନାଇଁ ସେଥିରେ ହେଲା ସାର୍ ସେଥିରେ କଣ ଅର୍ଥ କଣ ଅଛି ଆମ୍ବେଦକର ସତପାଲ ଥିଲା କି ଯାହା ବି ଥିଲା ଆମ୍ବେଦକର ନାଁରେ ସେ ନାଇଁ ପ୍ରସିଦ୍ଧ ଠିକ ତା କର୍ମ ତ ଅନୁସାରେ ପ୍ରସିଦ୍ଧ। ଆମ୍ବେଦକର ନାଁ ତାଙ୍କର ଗୁରୁ ଦେଲେ ତ କଣ ଅସୁବିଧା କଣ ହେଲା ଏଥିରେ କଣ ଅସୁବିଧା ହେଲା ସିଏ ଦେଖିଲେ ସେ ଗୋଟେ ଭଲ ଷ୍ଟୁଡେଣ୍ଟ ତାଙ୍କର ସାହୁ ମହାରାଜ ଆଉ ଗାଇକୱାଡ ରାଜା ଗାଇକୱାଡ ତାଙ୍କୁ ପଇସା ଦେଲେ ତମେ ଯାଇ ବିଦେଶରେ ପଢିକି ଆସ ଆଉ ପଢିବା ପଇସା ଦେବା ପୂର୍ବରୁ ସେ ତାଙ୍କର ଏଗ୍ରିମେଣ୍ଟ ହେଲା ତମେ ଆସିବା ପରେ ଯେ ଆମ ଆସିଲେ ପାଖରେ କାମ କରିବେ କରିବ କାମ କରିବେ ସେ ମାହାଳିଆ ଚାହୁଁଥିଲେ ପଇସା ଭଲ ଦେଇଥିଲେ ଆଡିଷ୍ଟେଟର ଚାହୁଁଥିଲେ ସେଥିପାଇଁ ମୋର ପଠେଇଲେ। ହଁ ବୁଝିପାରିଲେ ସାର୍ ମୋର କିନ୍ତୁ ବିଟୁ ବିଜିଙ୍କ ଉପରେ ମୋର ଆଶା ଅଛି ସେ ନିଜକୁ ପରିବର୍ତ୍ତନ କରିବେ ଆଉ ଜାଣିଲା ପରେ ସବୁ ନାଇଁ କିଛି ନାଇଁ ନାଇଁ ବୁଝିପାରିବେ ନାଇଁ ଠିକ ଅଛି ଆଉ ସେ ଯୋଉ କୋଶ୍ଚିନ୍ କଲେ ଠିକ କୋଶ୍ଚିନ୍ କରିଛନ୍ତି ତାଙ୍କ ନାଁ ଆମ୍ବେଦକର ତାଙ୍କ ଟିଚର ଦେଇଛନ୍ତି ଅସୁବିଧା କଣ ସେଠି ଭଲ ଷ୍ଟୁଡେଣ୍ଟକୁ ନାଁ ଦିଆଗଲା ଏବେ ମାନେ ଇନ୍ଦିରା ନେହେରୁକୁ ଇନ୍ଦିରା ଗାନ୍ଧୀ କରାଗଲା ଅସୁବିଧା କଣ ହେଲା ତାଙ୍କୁ ଡୋନେଟ କଲେ ସେ ନାଁ ଦିଆଗଲା ତାଙ୍କୁ କାରଣ ସେ ଜଣେ ଭଲ ଷ୍ଟୁଡେଣ୍ଟ ଥିଲେ ଆଉ ସିମ୍ବଲ ଅଫ ନଲେଜ ଆଜି ପୁରା ବିଶ୍ୱ ଜାଣୁଛନ୍ତି କୁହନ୍ତୁ ବିଟୁ ଅସୁବିଧା କଣ? ହଁ ଏମିତି ତ ଆମ ଟିଚର ମାନେ ବି ଆମ ନାଁ ଦେଇଛନ୍ତି ଆମେ ଯେତେବେଳେ ଆଡମିସନ କରୁ ସ୍କୁଲରେ। ସାର୍ 30 ସେକେଣ୍ଡ ନା ଦେବେ ଯଦି ମୁଁ କହିଦେବି କି 10 ସେକେଣ୍ଡ ଦେଲେ ବି କହିଦେବି 10 କୁହନ୍ତୁ ସେକେଣ୍ଡ ମୁଁ କହିଦେବି ନା ଯୋଉ ତାଙ୍କ ଭିତରେ ଯୋଉ ଗୁରୁ ଶିଷ୍ୟଙ୍କ ଭିତରେ ଏତେ ମାନେ ସୁନ୍ଦର ଭାବ ଥିଲା ଯେ ସେମାନେ ହେଲ୍ପ କରାକୁରି ହଉଥିଲେ କୋପରେଟ କରାକୁରି ହଉଥିଲେ ତାଙ୍କ ନାଁ ବି ସେମାନଙ୍କୁ ଦେଇଥିଲେ ସେମାନେ କାହିଁକି ସେ ନାମ ଦେଲେ ଯେ ତାଙ୍କର ନାମର କିଛି ତ ଗୋଟେ ଡିଫରେନ୍ସ ଥିବ ନା କି କିଛି ଗୋଟେ ମୂଲ୍ୟ ଥିବ ସେଇ ପାଇଁ ସେ ନାମ ଦେଲେ ତ ଯାହା ବି ହଉ ତାଙ୍କ ଗୁରୁ ଶିଷ୍ୟଙ୍କ ଭିତରେ ଏତେ ଭଲ ସମ୍ପର୍କ ଥିଲା ସେ ବ୍ରାହ୍ମଣ ଆଉ ଇଏ ଯୋଉ ଜାତିର ଥିଲେ ମୁଁ ଜାଣିନାହିଁ ଏକ୍ଜାକ୍ଟଲି ତାଙ୍କ ଜାତି କିନ୍ତୁ ଆଜି ଆମ୍ବେଦକର ବାଦୀ ଯୋଉମାନେ ନିଜକୁ ବୋଲାଉଛନ୍ତି ସେମାନେ ବ୍ରାହ୍ମଣଙ୍କ ଏଗେନଷ୍ଟ ରେ ଯାଉଛନ୍ତି ଆଉ ବ୍ରାହ୍ମଣ ମାନଙ୍କୁ ହିଁ ସେମାନେ ଟାର୍ଗେଟ କରୁଛନ୍ତି ତ ନାଇଁ ନାଇଁ ଆପଣଙ୍କର କେହି ବ୍ରାହ୍ମଣ ବିରୁଦ୍ଧରେ ଯାଉନାହାନ୍ତି ସମସ୍ତେ ବ୍ରାହ୍ମଣ ବାଦ ବ୍ରାହ୍ମଣଙ୍କ ବିରୁଦ୍ଧରେ ଯାଉଛନ୍ତି କେହି ବ୍ରାହ୍ମଣ ବିରୁଦ୍ଧରେ ସାର୍ ନୁହଁ ସାର୍ ବ୍ରାହ୍ମଣ ଶୁଣନ୍ତୁ କେହି ବାଦ ବ୍ରାହ୍ମଣ ବିରୁଦ୍ଧରେ ବିରୁଦ୍ଧରେ ନୁହଁ ସମସ୍ତେ ବ୍ରାହ୍ମଣ ବାଦର ବିରୁଦ୍ଧରେ। ଶୁଣନ୍ତୁ ସାର୍ ଆଜ୍ଞା ଶୁଣନ୍ତୁ ବ୍ରାହ୍ମଣ ବାଦ ମୋର ବିରୁଦ୍ଧରେ ଯେତିକି ଏଇଟା ବ୍ରାହ୍ମଣ ବିରୁଦ୍ଧରେ ବ୍ରାହ୍ମଣ ନୁହଁ ସାଙ୍ଗ ଏଇଟା ଅଛନ୍ତି ଗୋଟେ ବୋଧେ କେହି ନଥିବେ ଏମିତି କି ମୋର ଏଇଟା ସାର୍ ଅତି ପ୍ରିୟ ସାଙ୍ଗ ଯାହା ସହିତ ମୁଁ ମୋ ଫ୍ୟୁଚର ନା କଟେଇବାକୁ ଯାଉଛି ସେ ମଧ୍ୟ ବ୍ରାହ୍ମଣ ମୁଁ ଜଣେ ଆଜ୍ଞା ଏସସି ମୋର କ୍ୟାଟାଗୋରୀ ହେଲେ ମଧ୍ୟ ସେ ବି ବ୍ରାହ୍ମଣ ତେଣୁ ଆପଣ ସେ ବ୍ରାହ୍ମଣ ବାଦ ନା ନା ବ୍ରାହ୍ମଣ ବାଦ କଥା ଆପଣ ସେ ସାର୍ ସାର୍ ମୁଁ ବ୍ରାହ୍ମଣକୁ ଗୋଟେ ନିହାତି କଥା କହିବି ଆପଣ ସାର୍ ସାଇଣ୍ଟିଫିକ ଭୁଲ ଧାରଣା ସାଇଣ୍ଟିଫିକ ମୁଁ ଗୋଟେ କଥା ଓଡିଆ କହିବି ଭାଇ ସାର୍ ଆମେ ବିଟୁ ହଁ ହଁ ସାଇଣ୍ଟିଫିକ ଓଡିଆ ଭାଇ ମୁଁ କହୁଛି ଆମେ ସାର୍ ବିଟୁ ବିଜିଙ୍କ ଠାରୁ ଯଦି ମୁଁ ତାଙ୍କ ମୁହଁରୁ କହିବି କିଛି ଜାଣିବା ବ୍ରାହ୍ମଣବାଦ ବିଷୟରେ ଜାଣିବା ବ୍ରାହ୍ମଣଙ୍କ ଇଏ ବିଷୟରେ ଆଜ୍ଞା ଜାଣିବା ସେ ଯଦି କିଛି ଆଜ୍ଞା ଏକ୍ସଟ୍ରା ଆଜ୍ଞା ଜାଣିଥିବେ ଆମକୁ ଶିଖେଇଲେ ତ ଆମେ ତାଙ୍କୁ ଫଲୋ କରିବାକୁ ଚାହିଁବା ହେଲା
ତ ଆପଣ ଆପଣ ବିଟୁ ବିଜୁ ବାବୁ ଆପଣ ଆପଣଙ୍କର ଯଦି ମୁଁ ମତ ବର୍ତ୍ତମାନ ରଖନ୍ତୁ କହିବି ଯେ ଭାରତରେ ଯୋଉ ଯେ କାଷ୍ଟୀଜିମ ଚାଲିଛି ମୁଁ ଭାରତରେ ଖ୍ରୀଷ୍ଟିଆନ ଭାରତ ମାନଙ୍କ ବିରୁଦ୍ଧରେ ନାହିଁ, ମୁଁ ଖ୍ରୀଷ୍ଟିଆନ ମାନଙ୍କୁ ଭଲ ପାଏ କିନ୍ତୁ ମୁଁ ଖ୍ରୀଷ୍ଟିଆନିଟିର ବିରୁଦ୍ଧରେ, ମୁଁ ଖ୍ରୀଷ୍ଟିଆନିଟିର ବିରୁଦ୍ଧରେ କିନ୍ତୁ ମୁଁ ହଁ ଖ୍ରୀଷ୍ଟିଆନ ମାନଙ୍କୁ ଭଲ ପାଏ। ଏଇଟାର ହୁଁ ସେନ୍ସ କିଛି ରହୁଛି କି ସାର୍ କଥାଟାରେ? ହଁ ଅଛି ଅଛି ସେନ୍ସ ଅଛି। ମୁଁ କହୁଛି ବ୍ରାହ୍ମଣକୁ ଭଲ ପାଏ, ବ୍ରାହ୍ମଣବାଦକୁ ବିରୋଧ କରେ। କାହିଁକି ନା ଆଜ ଏ ଆଜ୍ଞା ଇଣ୍ଡିଭିଜୁଆଲ ପର୍ସନ ବ୍ରାହ୍ମଣ ହିସାବରେ ବହୁତ ଭଲ ଲୋକଙ୍କୁ ଦେଖିଛି, ବହୁତ କୋଅପରେଟିଭ, ବହୁତ ସଂସ୍କାରବାଦୀ କୌଣସି, କିନ୍ତୁ ବ୍ରାହ୍ମଣବାଦ ଶିଖୁଛେ ଏଇଆ ଜଣେ ବ୍ରାହ୍ମଣ ହେଲେ ଜଣେ ଶୂଦ୍ର ହବ, ଜଣେ ବଡ ହେଲେ ଜଣେ ଛୋଟ ହବ, ମୁଁ ତୋର ଯଜମାନ ହେବି, ମୁଁ ତୋର ୟମକ ହେବି। ଏଇ ଯୋଉ ବଡ ସାନ ଯୋଉ ତାରତମ୍ୟ ରହୁଛି, ଇନଇକ୍ୱାଲିଟି ଯୋଉଟା କହନ୍ତି, ସେଇଟା ହେଲା ବ୍ରାହ୍ମଣବାଦରେ ଅଛି। ବ୍ରାହ୍ମଣଙ୍କ ପାଖରେ ସେଇଟା ନାହିଁ, ବୁଝିପାରିଲେ କଥାଟା? ସାର୍ ବ୍ରାହ୍ମଣବାଦ ଯୋଉ ସେଥିପାଇଁ ଜିନିଷ କହୁଛନ୍ତି, ଆପଣ ଭାବୁଛନ୍ତି ଓବିସି ଆଉ ଏସସି ଏସଟି ଭିତରେ ବ୍ରାହ୍ମଣବାଦ ନାହିଁ? ଆମେ ଅଛି, ତାଙ୍କୁ ବି ଘୃଣା କରୁ ଆଉ ତାଙ୍କୁ ବି ନିନ୍ଦା କରୁ, ତାଙ୍କୁ ବି ଗୁଣା ବୁଝିପାରିଲେ ନା? କରୁ। ବ୍ରାହ୍ମଣବାଦଟା ସେମିତି ନୁହେଁ ଯେ କେବଳ ବ୍ରାହ୍ମଣ ପାଖରେ ଅଛି ବୋଲି। ବ୍ରାହ୍ମଣବାଦରେ ଆମମାନଙ୍କ ଭିତରେ ଏସସି ଏସଟି ଓବିସି ମାନଙ୍କ ଭିତରେ ବ୍ରାହ୍ମଣବାଦ ଭର୍ତ୍ତି ହେଇଛି। ସାର୍ ଆମେ ବ୍ରାହ୍ମଣବାଦ ବିରୁଦ୍ଧରେ। ଲିକ୍ୱିଡ ଆଉ ଲିକ୍ୱିଡିଟିରେ କି ଫରକ ଅଛି କି? ନା ମାନେ ସେଟା ଟୋଟାଲ ଅଲଗା ଅଲଗା କି? ଲିକ୍ୱିଡ ଆଉ ଲିକ୍ୱିଡିଟି ତାଙ୍କ ଭିତରେ କିଛି ମାନେ ରିଲେସନ ଅଛି ନା ନାଇଁ? ଯେମିତି ଅଫକୋର୍ସ ଲିକ୍ୱିଡ ଆଉ ଫରକ ଅଛି। ଫରକ ଅଛି। Liquidity ହଉଛି ମ୍ୟାଡାମ କହିବେ ସେ ବିଷୟରେ। characteristic of liquid is called liquidity and liquid is a noun, ବିଶେଷ୍ୟ। ଜଳ ଜଳର କ୍ୟାରେକ୍ଟରିଷ୍ଟିକ ହଉଛି ସେଟା ଲିକ୍ୱିଡିଟି ତାର ଅଛି, ବୁଝିପାରିଲେ? କିନ୍ତୁ ବ୍ରାହ୍ମଣର ଜଳ ଗୋଟେ କ୍ୟାରେକ୍ଟର ଲିକ୍ୱିଡ, ବ୍ରାହ୍ମଣବାଦ ନୁହେଁ। ସବୁ ବ୍ରାହ୍ମଣଙ୍କର କ୍ୟାରେକ୍ଟର ବ୍ରାହ୍ମଣବାଦ ନୁହେଁ। ଆଜ୍ଞା ବୁଝିପାରିଲେ କି? ଆପଣ ବିଜ୍ଞାନ ସହିତ କେମିତି ଆରେ ଆକୁ ମୁଁ ତୁଳନା ଉଦାହରଣ ଦେଲି କରୁଛନ୍ତି ପୁରା, ଆଜ୍ଞା? ମୋର ସାଙ୍ଗ ଯେତିକି ଜଣ ଫରେନ୍ ଅଛନ୍ତି ସାଙ୍ଗରେ ଆପଣଙ୍କୁ ସେମାନେ କମ୍ପେୟାର ଅଧିକ କଲା ଭଳିଆ ଜିନିଷ ନାସ୍ତିକ, କି? ସେମାନେ ବ୍ରାହ୍ମଣ ହେଇକି ମଧ୍ୟ ନାସ୍ତିକ। ଆପଣ ଦେଖନ୍ତୁ ସାର୍ ଆମେ ପ୍ରତାପ ଯଦି ରଥ, ସମସ୍ତେ ଦେବେନ୍ଦ୍ର ଆମର ଏ କୁମାର, ପ୍ୟାନେଲରେ ମଧ୍ୟ କଥା ବ୍ରାହ୍ମଣ ହବା ଅଛନ୍ତି। ରାମଚନ୍ଦ୍ର ସାର, କ୍ଲିୟର ମାନେ ଶୁଣାଯିବ। ସମସ୍ତେ ବ୍ରାହ୍ମଣ ନା। ଆମେ କଣ ତାଙ୍କ ବିରୋଧରେ ଅଛୁ? ତାଙ୍କୁ ବି ଆମେ ଇନଭାଇଟ କରୁଛୁ ଆମେ ଏଠିକି। ସେମାନେ ଆମର ସମାନତାକୁ ପ୍ୟାନେଲରେ ଦେଖନ୍ତି, ମଧ୍ୟ ବ୍ରାହ୍ମଣ ଆପଣ ବି ଅଛନ୍ତି। ମଧ୍ୟ ସମାନତାକୁ ଦେଖନ୍ତି। ସେଇଆ ସାର୍, ବ୍ରାହ୍ମଣ ସମସ୍ତେ ଖରାପ ନୁହଁ କି ସମସ୍ତେ ଭଲ ନୁହଁ। ସେ ବ୍ରାହ୍ମଣ ଭିତରେ ନାଇଁ ନାଇଁ ରାବଣ ବି ହେଇଛନ୍ତି, ସେ ବ୍ରାହ୍ମଣ ଭିତରେ ନାଇଁ ନାଇଁ ପରଶୁରାମ ନାଇଁ ବି ଆମେ ହେଇଛନ୍ତି। ଆମର ବିରୋଧ ରହୁଛି ବ୍ରାହ୍ମଣବାଦକୁ। କୌଣସି ବ୍ରାହ୍ମଣ ଇଣ୍ଡିଭିଜୁଆଲ ଲୋକ ଉପରେ ଆମେ ବିରୋଧ କରୁନୁ କୌଣସି ପ୍ରକାର, ନା ମୁସଲିମ ନା ହିନ୍ଦୁ ନା କାହା ବିରୋଧ ନାହିଁ। ଆମର ହଉଛି ଯୋଉ ବ୍ରାହ୍ମଣବାଦ ଚାଲିଛି, ଛୋଟ ବଡ ଇନଜଷ୍ଟିସ ଚାଲିଛି, ଇନଇକ୍ୱାଲିଟି ଚାଲିଛି, ଶୋଷଣ ଚାଲିଛି, ଅସ୍ପୃଶ୍ୟତା ଚାଲିଛି, ଆମେ ତା ବିରୁଦ୍ଧରେ କଥାବାର୍ତ୍ତା କରୁଛୁ। ସେ ଯିଏ କରୁ, ଆଚ୍ଛା ବ୍ରାହ୍ମଣ ଜଣେ କରୁ, ବ୍ରାହ୍ମଣବାଦର ନନ୍ କୋଉ ବ୍ରାହ୍ମଣ କରୁ, ଯିଏ ବି ଜିନିଷଟା କରୁ, ସାର୍ ଆପଣଙ୍କୁ ଖରାପ ଦ୍ୟାଟ ଲାଗିଲା? ଇଜ କଲ୍ଡ ବ୍ରାହ୍ମଣବାଦ। ବ୍ରାହ୍ମଣବାଦର କୋଉ ଜିନିଷଟା ଖରାପ ଲାଗିଲା ସାର୍? ସବୁ ଜିନିଷ ଖରାପ ଆପଣ ତାଙ୍କର। ପଢିଛନ୍ତି କିଛି କିଛି ପଢିଛନ୍ତି ଗ୍ରନ୍ଥ ବ୍ରାହ୍ମଣବାଦ ସବୁ କିଛି? ଜିନିଷ ଖରାପ, କୋଉ ଜିନିଷ ଭଲ ତା ଦେହରେ? ସବୁଠୁ ସବୁଠୁ ବେଶୀ କୋଉଟା ଖରାପ ଲାଗିଲା ବ୍ରାହ୍ମଣବାଦ ବିଷୟରେ? ସବୁ ତ ଖରାପ। ଖଜୁରୀ ଗଛର ଗୁରୁଗୁଣ ଗାଇ ମୂଳରୁ ପାହାଚ ପାହାଚ। ଆଜ୍ଞା ଆଜ୍ଞା ଅଣ୍ଟଚେବୁଲ ଠୁ ଆରମ୍ଭ। ମତେ ହଁ କହିଦିଅନ୍ତୁ, କୁହନ୍ତୁ କୁହନ୍ତୁ ସାର୍, ଆପଣ ଆଜ୍ଞା କୁହନ୍ତୁ। ମତେ କୁହନ୍ତୁ। ଦେଖନ୍ତୁ ଭାଇ, ଯେତେବେଳେ ଶୂଦ୍ର ମାନେ ବାହା ହଉଥିଲେ, ସେମାନଙ୍କର ବିବାହିତା ମହିଳା ମାନଙ୍କୁ ବ୍ରାହ୍ମଣ ମାନେ 3 ଦିନ ନେଇ ତାଙ୍କ ନିଜ ଘରେ ରଖି ଦୈହିକ ଅତ୍ୟାଚାର କରି ସେମାନଙ୍କୁ ଶୁଦ୍ଧିକରଣ କରୁଥିଲେ। ଫେରିଲା ବେଳେ ସେମାନଙ୍କ ମୁଣ୍ଡରେ ସିନ୍ଦୁର, ହାତରେ ଶଙ୍ଖା, ଗଳାରେ ମଙ୍ଗଳସୂତ୍ର, ପାଦରେ ପାଉଁଜି ଦେଇକି ଛାଡୁଥିଲେ। ବର୍ତ୍ତମାନ ଏଇଟା ଆପଣ ଗ୍ରହଣ କରିପାରିବେ କି? କରିପାରିବେ? ଆଚ୍ଛା, ଆଜ୍ଞା ତାପରେ ବ୍ରାହ୍ମଣ ମାନେ ଯେତେବେଳେ ଶୂଦ୍ର ମରି ଯାଉଥିଲା, ତାର ପତ୍ନୀକୁ ଜୋର ଜବରଦସ୍ତ ନିଆଁରେ ପକେଇ ତାକୁ ସତୀଦାହ ପ୍ରଥା କରୁଥିଲେ। ଏଇଟା ଗ୍ରହଣୀୟ? ଶୂଦ୍ର ମାନଙ୍କର ପ୍ରଥମ ପୁଅକୁ ଗଙ୍ଗାଦାନ କରୁଥିଲେ, ଏଇଟା ଗ୍ରହଣୀୟ? ଶୂଦ୍ର ମାନ ବୁଢା ଆପଣ ହେଇଯିବା ବେଳେ ଏଇ ଯୋଉ ତାଙ୍କୁ ନେଇକି, ଶୂଦ୍ର ମୁଁ ମାନଙ୍କ କହୁଛି ଆଗ ବେକରେ ଶୁଣନ୍ତୁ, ଝୁଣା ବନ୍ଧା ହଉଥିଲା। ଟିକେ ଶୁଣନ୍ତୁ, ପ୍ରଥମେ ଶୁଣନ୍ତୁ, ଆଜ୍ଞା ବ୍ରାହ୍ମଣବାଦରେ କଣ କଣ ଥିଲା ଶୁଣନ୍ତୁ। ବ୍ରାହ୍ମଣବାଦରେ ଯିଏ ଯାହାର ମରି ଯାଉଥିଲା ହଜବେଣ୍ଡ, ତାକୁ ଆଉ ଥରେ ବାହା କରିବା ପାଇଁ ତାକୁ ଅନୁମତି ନଥିଲା, ବୁଝିପାରିଲେ? ଏମିତି ବିଭିନ୍ନ ପ୍ରକାର ସେମାନଙ୍କର ଯୋଉ କୁପ୍ରଥା ଥିଲା, ଏଇଟାକୁ ଇଂରେଜ ମାନେ 1819 ମସିହାରେ ବନ୍ଦ କରିଥିଲେ। ଆଜି ମଧ୍ୟ ଯୋଉ ବ୍ରାହ୍ମଣ ମାନଙ୍କର ଯୋଉ କୁପ୍ରଥା ଚାଲିଛି, ଯେ ସେମାନେ ଆଜି ଆପଣ ପ୍ରଧାନମନ୍ତ୍ରୀର ଅଫିସ ଠୁ ନେଇକି ପଞ୍ଚାୟତ ପର୍ଯ୍ୟନ୍ତ ଆପଣ ଯଦି ଦେଖିବେ ବ୍ରାହ୍ମଣବାଦ ଲାଗି ଆଜି ବ୍ରାହ୍ମଣ ସବୁ ଜାଗାରେ ଆଗରେ, ବୁଝିପାରିଲେ? କାହିଁକି? ଯେ ସେ ଅନ୍ୟମାନଙ୍କ ପାଇଁ ସେମାନଙ୍କର ପାଖରେ କୌଣସି ପ୍ରକାର ସୁବିଧା ନାହିଁ। ଆଜି ଭାରତର ଯେତେ ସଂସାଧନ ଅଛି, 90% ତାଙ୍କ ପାଖରେ ଅଛି, କିନ୍ତୁ 97% ଲୋକଙ୍କ ପାଖରେ କେବଳ 10% ଅଛି। ଇତିମଧ୍ୟରେ ESW ସୁଦାମା କୋଟା ପୁଣି 10% ନେଇକି ଗଲେ। ତାହେଲେ ଏଇଟା ବ୍ରାହ୍ମଣବାଦ କଣ ଗ୍ରହଣୀୟ? କୋଉ ବ୍ରାହ୍ମଣବାଦ ଠିକ ଅଛି? କାଳ୍ପନିକ ମୂର୍ତ୍ତି ଛିଡା କରିକି ସେ ଲୋକଙ୍କୁ ଠକିକି ନଉଛନ୍ତି। ଜଗନ୍ନାଥ 1250 ମସିହାରୁ ଓଡିଶାରେ ବସେଇଛ, ଜଗନ୍ନାଥଙ୍କର ପୁରୀର ପ୍ରତ୍ୟେକ ବର୍ଷ ଝଡ ତୋଫାନ ଅଛି, ଜଗନ୍ନାଥ ରଖୁନି କାହିଁକି? 25 ବର୍ଷ ହେଲା ଲୋକ ସରକାର ଦଉଛନ୍ତି 25 କିଲୋ ଚାଉଳ। ଲକ୍ଷ୍ମୀ ବଳରାମ ଦାସ ଲେଖିଛି, ଘରେ ଘରେ ସେୟା ଚଣ୍ଡାଳୁନି ପଶିକି ଧନ ଦଉଥିଲା, ମାଗୁନି କାହିଁ ସେୟା ଚଣ୍ଡାଳୁନୀକୁ? ବ୍ରାହ୍ମଣବାଦ ଠିକ ଅଛି? ତମେ ମନ୍ଦିରକୁ ଯିବ, ତମକୁ କହିବେ ତମେ ମନ୍ଦିରରେ ପ୍ରବେଶ କରିପାରିବନି, ମନ୍ଦିର କରିଛ କାହିଁ? ତମେ ଅର୍ଥୋଡକ୍ସ ହିନ୍ଦୁ ଆଲାଉଡ। ତମେ ନିଜେ ଗାଈ ମାଂସ ଖାଉଛ, 100 କୋଟି ଟଙ୍କା ଦେଇକି ପ୍ଲେଟକୁ
ତାପରେ ମୁଣ୍ଡ ଲଣ୍ଡା ହେଇକି ସେଇ ଗାଈର ଗୋବର ପାଣି ଦେଇକି ଶୁଦ୍ଧ ହଉଛ, ଏଥିରେ କୋ କେମିଷ୍ଟ୍ରି କାମ କରୁଛି? ଇଏ ବ୍ରାହ୍ମଣବାଦ ନୁହଁ। ଯଦି ତମେ ସମାନତା ରଖୁଛ, ସମସ୍ତ ପାଇଁ ସମାନ ରଖ, ସବୁ ମଣିଷ ସମାନ। ଏ ଜାତି ପ୍ରଥା ଆରମ୍ଭ କଲା କିଏ? 4 ବର୍ଣ୍ଣ 6743 ଜାତି କିଏ କରିছে? ଏଇଟା ଆପଣ କରିଛନ୍ତି? କୁହ ଭାଇ, ଉତ୍ତର ଦିଅ। ବ୍ରାହ୍ମଣ ଭାଇ ଯଦି ଭଲ ଲାଗୁଛି, ବ୍ରାହ୍ମଣ ବିଷୟରେ ପଢିଛ କିଛି? କାହାର ବାପ ମରିଗଲେ ବ୍ରାହ୍ମଣ ପାଖରେ ଲାଇସେନ୍ସ ଅଛି ତାକୁ ସ୍ୱର୍ଗକୁ ପଠେଇବା ପାଇଁ? ହଁ, ନର୍କ ଦେଖିଛି କେ ବ୍ରାହ୍ମଣ? ସ୍ୱର୍ଗ ଦେଖିଛି କେ ବ୍ରାହ୍ମଣ? ସାର୍ କଣ ସେ ବ୍ରାହ୍ମଣ ନିଜେ ବିଷୟରେ ବ୍ରାହ୍ମଣ ହେଇକି ବୁଝିଲେ? ଆସିଛନ୍ତି ବ୍ରାହ୍ମଣ। ହଁ ବ୍ରାହ୍ମଣ ବୈଶ୍ୟ ଶୂଦ୍ର ୟାଙ୍କ ବିଷୟରେ ହଁ ମୁଁ କହିବି, କିନ୍ତୁ ତା ଆଗରୁ ମୁଁ କହୁଛି ଏଇ ଯୋଉ ବ୍ରେଷ୍ଟ ଟ୍ୟାକ୍ସ ଆଉ ଏଇ ଯୋଉ ଶୂଦ୍ର ମାନଙ୍କ ବେକରେ ହାଣ୍ଡି ବନ୍ଧା ହଉଥିଲା ଆଉ ପଛାରେ ଯୋଉ ହଁ ଝାଡୁ ବନ୍ଧା ହଉଥିଲା, ଏଇଟା ସେଇ ଯୋଉ ହଁ ଆମର ଗୋଟେ ଫିଲ୍ମ ବାହାରିଥିଲା ପ୍ରାୟ ବହୁଜନ ଶୁଦ୍ର, ସମାଜବାଦୀର, ସେଇ ୟେସ୍ ଫିଲ୍ମର। ଶୁଦ୍ର, ଆଉ ହଁ ଏଇଟା ହେଇଛି ଟ୍ରାଭେନକୋର। ଟ୍ରାଭେନକୋର ବୋଲି ଗୋଟେ ଜାଗା ଅଛି କେରଳ ପାଖରେ, ନାଇଁ ନାଇଁ, ସେଇଠି ଏଇଟା ଏଇ ଜିନିଷ ଟ୍ରାଭେନକୋର ନୁହେଁ। ହଉଥିଲା। ଏଇଟା ନାଇଁ ନାଇଁ, ଏଇଟା ଟ୍ରାଭେଲ ଟ୍ରାଭେନକୋର ନୁହେଁ, ଏଇଟା ମହାରାଷ୍ଟ୍ରର ଟ୍ରାଭେନକୋରରେ ସ୍ତନ ଟ୍ୟାକ୍ସ ପେଶୱା ନଉଥିଲେ, ସ୍ତନ ଟ୍ୟାକ୍ସ। ପେଶୱା ଶାସନ ବେଳେ ହଁ ଚାଲିଥିଲା। ବୁଝିଲେ? ସାର୍ ପେଶୱା ଆପଣଙ୍କର ଶାସନ ସମୟରେ ସୋର୍ସ ମହାରାଷ୍ଟ୍ର ବାଜିରାव ଯୋଉଥିଲେ ସେଇ ସମୟରେ ଚାଲିଥିଲା ଏସବୁ ଜିନିଷ। ସାର୍ ଆପଣଙ୍କର ସୋର୍ସ ଅଫ ଇନଫର୍ମେସନ କୋଉଟା ମୁଁ ଜାଣିନି, କିନ୍ତୁ ମୋର ସୋର୍ସ ଅଫ ଇନଫର୍ମେସନ ହଉଛି ଗୁଗଲ। ଆଉ ସେଇଠି ଆପଣ ବି ଚେକ୍ କରିପାରିବେ ଯେ ନଙ୍ଗେଲି ଷ୍ଟୋରିଟା କୋଉଠିକାର। ନଙ୍ଗେଲିଟା ସେଇ ବ୍ରେଷ୍ଟ ନାଙ୍ଗେଲ ହଉଛି ଟ୍ୟାକ୍ସର ଟ୍ରାଭାନକୋର, କେରଳ, ଟ୍ରାଭେନକୋର। କେରଳ, ଏଇଟା ନାଙ୍ଗେଲ କେରଳ। ହଉଛି ଟ୍ରାଭେନକୋର କେରଳ କଥା। ଆପଣ ଯୋଉ ଚୋପ ପକେଇବା, ମୁହଁରେ ଘଡି ବାନ୍ଧିବା, ପଛରେ ଝାଡୁ ବାନ୍ଧିବା, ସେଟା ହଁ ହଉଛି ହଁ ହଁ ପେଶୱା ଶାସନ। ସେଟା ହଉଛି ଆଜ୍ଞା ପୁନାର ଯୋଉ ଥିଲା ବାଜିରାव ଥିଲେ, ସେଇ ସବୁ ସମୟରେ ଚାଲିଥିଲା। ଆଜ୍ଞା ଆପଣ ଯୋଉଟା କହୁଛନ୍ତି ନାଙ୍ଗେଲି ଆଚ୍ଛା କଥା, ନାଙ୍ଗେଲ ହଉଛି କେରଳ ଟ୍ରାଭେନକୋର ହେଲା। ଆଚ୍ଛା। ଏଇ ସବୁ ଜିନିଷ ତ ସାର୍ ଗୋଟେ ଗୋଟେ ଛୋଟ ଛୋଟ ଅଞ୍ଚଳରେ ହଉଥିଲା। ଯଦି ବି ହଉଥିଲା, ମାନେ ଆପଣଙ୍କ କଥାକୁ ଯଦି ବିଶ୍ୱାସ କରାଯାଏ, ହଉଥିଲା ଯଦି ଛୋଟ ଛୋଟ ଅଞ୍ଚଳରେ ହଉଥିଲା। ସେଇ ଛୋଟ ଛୋଟ ଅଞ୍ଚଳରେ ଯୋଉ ଜିନିଷଟା ହଉଥିଲା, ସେଇଟା ଆଜି ଆପଣ ଲୋକଙ୍କୁ କହିକି ଲୋକଙ୍କୁ ଏଇଟା ମାନେ ଇନଷ୍ଟିଗେଟ କରୁନାହାନ୍ତି ତ, ଆରେ ବାବୁ, ଉତ୍ତେଜିତ କରୁନାହାନ୍ତି ତ, ଆରେ ବାବୁ ତାଙ୍କ ଭିତରେ ଘୃଣା ଶୁଣନ୍ତୁ, ସୃଷ୍ଟି ଆରେ କରୁନାହାନ୍ତି। ବାବୁ, ଛୋଟ ଛୋଟ ଅଞ୍ଚଳରେ ନୁହେଁ, ବର୍ତ୍ତମାନ ହିନ୍ଦୁ ଧର୍ମର ଯଦି ଆମେ ଦେଖିବା କଣ ସମାନତା ଅଛି, ଗୋଟିଏ ସମାନତା ହେଲା ଜାତିବାଦ ଆଉ ଅସ୍ପୃଶ୍ୟବାଦ। ଆଉ କୌଣସି କମନ ଜିନିଷ ପାଇବନି ଆ ଦେହରେ ହିନ୍ଦୁ ଧର୍ମରେ। କୋଉଠି ଦଶହରା ବଙ୍ଗାଳୀ କଲେଣି ତ, କୋଉଠି ଗଣେଶ ପୂଜା ଇଏ କଲେଣି, କୋଉଠି ଉଗାଡି ସିଏ କଲେଣି, କୋଉଠି ପୋଙ୍ଗଲ କଲେଣି, କୋଉଠି ବିହୁ କଲେଣି। ଏମିତି ସବୁ ବିଭିନ୍ନ କୋଉଠି ହୋଲି ନର୍ଥ ଇଣ୍ଡିଆ କରନ୍ତି ତ ସାଉଥ ଇଣ୍ଡିଆ କରନ୍ତି। ଗୋଟିଏ ଜିନିଷ ପାଇବ କମନ ନର୍ଥ ରୁ ସାଉଥ, ସେ ହେଲା ଜାତିବାଦ ଆଉ ଅସ୍ପୃଶ୍ୟତା ଆଉ ଶୋଷଣ। ଦଳିତ ଶୋଷଣଟା ହେଲା ନାରୀ ଶୋଷଣ, ଦଳିତ ଶୋଷଣ ଯୋଉଟା କହୁ, ସେଟା ହେଲା କମନ। ହିନ୍ଦୁ ଧର୍ମ ଆକୁ ଧରିକି ବୁଝାଏ। ବିନା ଜାତିରେ ହିନ୍ଦୁ ଧର୍ମର ଅର୍ଥ ହିଁ ନାହିଁ। ଆପଣ କି କଥା କହୁଛନ୍ତି? ଏଇ ଭୁବନେଶ୍ୱର କଟକ ସହରରେ ବା ଜାତିବାଦ କୁଟି କୁଟି ଭର୍ତ୍ତି ଅଛି। ଲୋକଙ୍କୁ ଘର ଭଡା ଦଉନାହାନ୍ତି ଜାତିକି ଦେଖିକି। ଭୁବନେଶ୍ୱର ସହର ଭିତରେ ମନ୍ଦିରରେ ମଧ୍ୟ ପୁରେଇ ଦଉନାହାନ୍ତି ଲୋକଙ୍କୁ। କି କଥା ଆପଣ କହୁଛନ୍ତି? ଆପଣ ଦେଖିନାହାନ୍ତି, କାରଣ ଆପଣ ନିଜେ ଦଳିତ ନୁହନ୍ତି ନା, ତେଣୁ ଆପଣ ଜାଣିପାରିବେନି। ସେଟା ହେଲା ସମସ୍ୟା। ଛୋଟ ଆପଣ ଛୋଟ କୁଆଡେ ଜାଗା ବୁଡିକି ପଳେଇ ନୁହେଁ, ଯାଉଛନ୍ତି, ଆପଣ ପଳେଇ ଆସୁଛନ୍ତି ଏଇଟା କିଛି ନାହିଁ କୁଆଡେ ବୋଲି। ଛୋଟ ଛୋଟ ଜାଗାରେ ଶୁଣ, ହଉଥିଲା ବୋଲି କହୁଛନ୍ତି। ମହାରାଷ୍ଟ୍ରରେ ଭୀମା କୋରେଗାଁও ଅଛି, ଯୋଉଠି ପ୍ରଥମ ଜାନୁଆରୀ 1800 ମସିହାରେ 1818 ସେଠି ମାନେ କେବଳ 500 ଯୋଉମାନେ, ଯାହାକୁ ଆମେ ଆଜି ଶୂଦ୍ର କହୁଛେ, ସେମାନେ କେତେ 28,000 ବ୍ରାହ୍ମଣଙ୍କୁ କାଟିଥିଲେ। କୋଉଥିପାଇଁ? କେବଳ ସେମାନଙ୍କର ଏଇ ଦୁର୍ବୃତ୍ତ ଲାଗି। ଆଉ ଯୋଉ ଆମର ସମାଜରେ ଆଜି ଯେତିକି ଘୃଣୀତ କାମ ବ୍ରାହ୍ମଣ ମାନେ ହିଁ କରିଛନ୍ତି ଆଉ କରୁଛନ୍ତି ମଧ୍ୟ। ବୁଝିପାରିଲେ? ତେଣୁ ବ୍ରାହ୍ମଣବାଦ ହିଁ ଖରାପ। ତେଣୁ ଯଦି ଆପଣ ବ୍ରାହ୍ମଣବାଦ ବିଷୟରେ ପଢିବାକୁ ଚାହୁଁଛନ୍ତି, ଜ୍ୟୋତିବା ରାଓ ଫୁଲେଙ୍କର ଗୋଲାମଗିରି ପଢନ୍ତୁ, ଆପଣଙ୍କୁ ପ୍ରପର ସୋର୍ସ ମିଳିବ। ଏଇ ହ୍ୱାଟ୍ସଆପ୍ ୟୁନିଭରସିଟିରେ ପଢିକି ଆସନ୍ତୁନି। ଆପଣ କାଲି ଗୋଟେ କାମ କରିବେ, ଡାଉନଲୋଡ କରିବେ ଗୋଲାମଗିରି, ଜ୍ୟୋତିବା ରାଓ ଫୁଲେଙ୍କର ପଢିବେ, ତାପରେ ବୁଝିବେ କଣ ଲେଖିଛନ୍ତି ସିଏ। ଯେ ଆପଣଙ୍କ ଯୋଉ ସୋର୍ସ ଅଫ ନଲେଜ ଏଟା ପ୍ରପର ହବା ଦରକାର। ହ୍ୱାଟ୍ସଆପ୍ ୟୁନିଭରସିଟି ବହୁତ ନଲେଜ ମିଳୁଛି। ବୁଝିପାରିଲେ? ତେଣୁ ନଲେଜ ପ୍ରପର ଆପଣ ଡିବେଟ୍ କରିବାକୁ ଆସନ୍ତୁ। ୟୁ ଆର୍ ୱେଲକମ୍ ଅଲୱେଜ। ସାର୍ ଗୋଟେ ମିନିଟ୍, ସେ ଯୋଉ କହିଲେ ଏଟା ଗୋଟେ ଛୋଟ ଏରିଆରେ ହେଇଥିଲା, ଗୋଟେ ଆଜ୍ଞା ଛୋଟ ଏରିଆ ହଉ କି ଜଣଙ୍କ ସହିତ ବି ହଉ, ଆପଣ ଏଇ ଜିନିଷଟାକୁ ଆଜ୍ଞା ଜଷ୍ଟିଫାଏ କରିପାରୁଛନ୍ତି କି? ନା, ମୁଁ ଜଷ୍ଟିଫାଇ କରୁନି, କିନ୍ତୁ ଏଇଟାକୁ ମୁଁ ଜଷ୍ଟିଫାଇ କରୁନି ଯେ ସେଇ ଛୋଟ ଏରିଆରେ କି ଯୋଉଠି ବି ହଉଥିଲା ସେଇଟା ବର୍ତ୍ତମାନ ହଉନି, କିନ୍ତୁ ସେଇ ଜିନିଷ ଆଜି ଆପଣ ଦହରେଇକି ଲୋକଙ୍କ ମନରେ ଘୃଣା ଭାବ ସୃଷ୍ଟି କରୁଛନ୍ତି, ଜାଗୃତ କରୁଛନ୍ତି ସେଇ ଫିଲିଂଟା ଆଉଥରେ। ଓଡିଶା ନାଇଁ ଭିତରେ ନାଇଁ କୌଣସି ନାଇଁ ଜାଗାରେ ହଉଥିଲା କି ଆପଣ ନାଇଁ ନାଇଁ କହିପାରିବେ? ନାଇଁ, ଗୋଟେ ତାହେଲେ ଯୋଉ ମିନିଟ୍, ଗୋଟେ ମୁସଲିମ ମିନିଟ୍। ଲୋକମାନେ ଆସି ଅପ୍ରେସ ହଉଛନ୍ତି, ସେ କଥା କାଇଁ ପଢା ହଉଛି? କଣ ଆଜ୍ଞା? ମୁସଲିମ ମାନେ ମୁସଲିମ ମାନେ ଆମକୁ ଶାସନ କଲେ, ମାରି ପକେଇଲେ, ପିଟି ପକେଇଲେ, ଯୋଉ ପଢା ଚାଲିଛି ବର୍ତ୍ତମାନ ଦୁନିଆରେ, ସେ କାଇଁ ଚାଲିଛି? ସେଟା ବନ୍ଦ ସେଇଟା କରିବା। ଆମ ବୋକାମି ପାଇଁ ନା। ଏଇ ଯେମିତି ଆଜି ଯେମିତି ଆମେ ତେଣୁ ମତଭେଦରେ ଆମେ ହିଷ୍ଟ୍ରି ଇଜ ଲଢେଇ ହିଷ୍ଟ୍ରି। କରୁଛେ କି ଆମେ କଳି ଝଗଡା ଲାଗୁଛେ, ସେଇଭଳିଆ ମୁସଲିମ ମାନେ ଆସିଲେ ବେଳେ ବି ଆମେ ଏଇଭଳିଆ ନିଜ ନିଜ ନାଇଁ ନିଜ ନାଇଁ, ନିଜ ଭିତର ମତ ଶୁଣନ୍ତୁ ଶୁଣନ୍ତୁ, ଅନ୍ତରର ଏଇଭଳିଆ ବିଟୁ ବାବୁ, କରୁଥିଲେ। ବିଟୁ ବାବୁ, ମୁଁ ଗୋଟେ କଥା ଆଜ୍ଞା କହୁଛି, ଆମେ ଏ କଥା କହିନଥାନ୍ତୁ କି କହିବୁନି କେବେ ବି।
ଯଦି ଆଜି ସେଇ ହିନ୍ଦୁ ସମାଜ ମାନେ ହିନ୍ଦୁ ସମାଜ ରକ୍ଷକ ଯୋଉ ଶଙ୍କରାଚାର୍ଯ୍ୟ ଅଛନ୍ତି ସେମାନେ ଯଦି କହିଦିଅନ୍ତେ ଜାତି ଫାତି କିଛି ନାହିଁ ଏସବୁ ଉଠିଗଲା ଛୁଆ ଛୁଆ ଉଠିଗଲା କିଏ କାହାକୁ ବାହା ହେଇପାରିବ ଯାଇପାରିବ କଣ କରିବା ପଛେ କିଛି ପାର୍ଥକ୍ୟ ନାହିଁ କାହା କାହା ମଧ୍ୟରେ ଆମେ ସେଇ ଯୋଉଠୁ ଆମ ପାଟିରେ ସିଲେଇ କରି ବସିବୁ ଆମେ କିଛି ସେ ପଦେ ପଚାର କିନ୍ତୁ ଜାତିବାଦ ପ୍ରଚାର କରୁଛନ୍ତି ସେଇମାନେ ନିଜ ଜାତିରେ ବାହା ହବ ନିଜ ଜାତିରେ ଇଏ କରିବନି ସ୍ତ୍ରୀ ଲୋକଙ୍କୁ ଛାଡିବନି ଘରର ଇଜ୍ଜତ ସ୍ତ୍ରୀ ଲୋକ କିରେ କଣ ଇଜ୍ଜତ ପୁରୁଷଟା ଘରର ଇଜ୍ଜତ ନୁହେଁ ଇଏ କି ବାଛ ବିଚାର ତମେ ସବୁ କଲାବେଳକୁ କରିବ ଆମେ ସେ କଥା କହିବାକୁ ଆମର ଭୁଲ ତମେ ଅତ୍ୟାଚାର କରିବି ଚାଲିବ ଆମେ ଯଦି ଅତ୍ୟାଚାର ଉପରେ ସରଳୋତ୍ତର କରିବୁ ଇତିହାସ ଲଗେଇକି ସନ୍ଦର୍ଭରେ ଆପଣଙ୍କ ଆମ ମତେ କାହିଁ ପ୍ରଚାର କରୁଛୁ ତମେ କରୁଛ କାହିଁ ଏଗୁରା ଆଜି ପର୍ଯ୍ୟନ୍ତ କାହିଁ କରିଚାଲିଛ ସେଗୁରା ଆମେ ବନ୍ଦ କରିବୁନି ତ ଆପଣ କହିଲାଟା ଭୁଲ ହେଇଗଲା ଏଇ କଥା ଆପଣ କହୁଛନ୍ତି ନାଇଁ କି? ଗୋବିନ୍ଦ ବାବୁ ଗୋଟେ ମିନିଟ ବର୍ତ୍ତମାନ ଯେତେବେଳେ ଆମର ରାଷ୍ଟ୍ରପତି ମୁର୍ମୁ ଗଲେ ଦିଲ୍ଲୀ ଗଲେ ଗୋଟେ ମଣିଷଟାକୁ ଶୁଦ୍ଧିକରଣ କରାଯିବା ଏଇଟା ଆପଣ କେମିତି ଲାଗୁଛି ସେ ମଣିଷଟା ତାକୁ କଣ ଶୁଦ୍ଧିକରଣ କଲା ପରେ ସେ ସେଠି ବସି ପାରିଲା କୁହ କେମିତି ଲାଗୁଛି ଏଟା ବ୍ରାହ୍ମଣବାଦ ଆପଣ ଜଣେ ମଣିଷ ଆପଣଙ୍କୁ ବି କଣ ଶୁଦ୍ଧିକରଣ କରିବା ଦରକାର କି କାରଣ ସେ शुद्धिकरण ଆଦିବାସୀ सर ମହିଳା पर्सनल व्यू सर କୁହ शुद्धिकरण तो बहुत प्रकार शुद्धिकरण थाए आमे ନା କି भितर ଶୁଦ୍ଧିକରଣ realize ହଁ ସେ ସବୁ ଗାଲୁଆ ଯୁକ୍ତି ଆସିବ ତା ଦେହରେ ସବୁ ନା ତା ସବୁ ଗାଲୁ ଯୁକ୍ତି କେମିତି ଆସିବ ଶୁଦ୍ଧିକରଣ କରାଯାଏ କେମିତି କେମିତି ଶୁଦ୍ଧିକରଣ କରାଯାଏ ମଣିଷ କୁହନ୍ତୁ ମଣିଷ ଗାଧେଇଲେ इक्वालिटी विषय ଗାଧେଇଲେ कहले ପବିତ୍ର ହେଇଯାଏ এই जो ସାର୍ ମଣିଷ କହିଲେ ଇକ୍ୱାଲିଟି ଯୋଉ ଶଙ୍କରାଚାର୍ଯ୍ୟ ମାନେ କହିବା ଦରକାର ଯେ ଜାତି ଭେଦ କିଛି ରହିବ ନାହିଁ ସମସ୍ତେ ସମାନ କୁହ ହେଇଯିବେ ମୁଁ ସେଇଥିରେ ରାଜି ନିଶ୍ଚିତ କିନ୍ତୁ ସାର୍ ମୁଁ ଗୋଟେ ପସିବିଲିଟି ଆପଣଙ୍କୁ ପଚାରିବି ଯେ ଏଇଟା ସମ୍ଭବ କି ଯେ ଗୋଟେ ଅଫିସରେ ଗୋଟେ ବ୍ୟାଙ୍କରେ କିମ୍ବା ଗୋଟେ କଲେକ୍ଟର ଅଫିସରେ କିମ୍ବା ତହସିଲ ଅଫିସରେ ଆମେ କହିବା ଯେ ତହସିଲଦାର କ୍ଲର୍କ ଆଉ ସେ ପିଅନ ଆଉ ସେ ସିକ୍ୟୁରିଟି ସମସ୍ତଙ୍କ ସମାନ ଆଉ କେହି କାହାରି ଭିତରେ ଅନ୍ତର ରଖିବେ ନାହିଁ ସେ ତହସିଲଦାର ଆସିଲେ ବି ଗେଟରେ ଢୁକିଲା ବେଳେ ସିକ୍ୟୁରିଟିକୁ ସାଲ୍ୟୁଟ ମାରିକି ଯିବ ଆଉ ସେ କ୍ଲର୍କ ଯେତେବେଳେ ବସିଥିବ ଢୁକିଲା ବେଳେ ତହସିଲଦାର ତାକୁ ବି ସାଲ୍ୟୁଟ ମାରିକି ଯିବ ଏଇଟା ସମ୍ଭବ କି ସାର୍ କ୍ୟାଟେଗରାଇଜେସନ ଗୋଟେ କିଛି ଅଛି କି ସେଇଟା ନା ମିନିଟ୍ ଡିଭିଜନ ପ୍ରଶ୍ନ ସେଇଟା ହେଲା ଅଫିସ କଥା କ୍ୟାପାବିଲିଟି ଦବାକୁ ବୁଝିପାରୁଛ ଚାହୁଁଛି କିଛି ସାର୍ ସାର୍ ଗୋଟେ ମ୍ୟାଡାମ ମିନିଟ୍ କୁହନ୍ତୁ ହଁ 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 ଆଚ୍ଛା ରାଇଟ୍ ସାର୍ ଠିକ ଅଛି ତହସିଲଦାର ଆଚ୍ଛା ଆମ ସମାଜରେ କିଏ ତହସିଲଦାର କିଏ ପିଅନ ଆଉ କିଏ କାହାକୁ ସାଲୁଟ ମାରିବା ଉଚିତ ଆପଣ ଶୂଦ୍ର ହେଇଥିଲେ ବି ଆପଣ ଆପଣ ନିଚ କୂଳରେ ହେଇଥିଲେ ବି କିନ୍ତୁ ଯଦି ଆପଣଙ୍କ ଗୋଟେ ଜ୍ଞାନ ଥିବ ଆପଣଙ୍କ ଗୋଟେ ନଲେଜ ଥିବ ଆପଣଙ୍କ ଗୋଟେ ବିଦ୍ୟା ଥିବ ଆପଣଙ୍କ ଗୋଟେ ଶିଷ୍ଟାଚାର ଥିବ ଆପଣ ଉଚ୍ଚରେ ଆପଣ ବ୍ରାହ୍ମଣରେ ଗଣତି ହେବେ କିନ୍ତୁ ଆପଣ ହଁ ବ୍ରାହ୍ମଣ କି କୂଳରେ ବି କେତେ ଜଣ ନିଚ ଶୂଦ୍ର ଲୋକ ବ୍ରାହ୍ମଣ ହେଇସାରିଲେଣି ଟିକେ ମତେ କହିଲେ କେତେ ଜଣ ଶୂଦ୍ର ଲୋକ ଯାଇକି ଜଗନ୍ନାଥ ମନ୍ଦିରରେ ପୂଜା କରିଦେଣି ବ୍ରାହ୍ମଣ ହେଇକି ଏ ଜଗନ୍ନାଥ ପ୍ରଶ୍ନର ମନ୍ଦିର ଉତ୍ତର କଥା କହିଲେ ଦେଇପାରିବେ କି? ଆଜ୍ଞା ବହୁତ ବଢିଆ କଥା କହିଲେ ଜଗନ୍ନାଥ ମନ୍ଦିର ତ ଆଜ୍ଞା ସାଲ ବେଗ ପାଇଁ ରଥ ଅଟକେଇ ଦେଲେ ଠାକୁର ଠାକୁର କେବେ ପାତରଙ୍କର କରିଥାନେ କେବେ ଆମେ ତ ସେ ମଣିଷ ଜିନିଷଟା ହେଇଥିଲା କେବେ ହେଇଥିଲା ସେ ଆଜ୍ଞା ଜିନିଷ ଆଜ୍ଞା ଏବେ ଗୋଟେ ଏବେ ସେକେଣ୍ଡ ଆପଣ କଣ କୁହନ୍ତୁ ଗୋଟେ ଏବେ ବା ଏବେକାର ରାମନାଥ ଘଟଣା କୁହନ୍ତୁ ଏବେ ଏବେ ରାମନାଥ ନା ନାଇଁ କୋବିନ୍ଦ ଗୋଟେ ଗଲେ ତାକୁ ସେକେଣ୍ଡ ବାଟରେ ଅଟକେଇ ଦେଲେ ଆଜ୍ଞା ଗୋଟେ ସେକେଣ୍ଡ ତାଙ୍କର ପ୍ରଶ୍ନର ଉତ୍ତର ମୁଁ ଦଉଛି ବାବା ସାହେବଙ୍କଠୁ ଅଧିକା ଜ୍ଞାନୀ ଲୋକ ଭାରତରେ କଣ ବିଶ୍ୱରେ କେହି ଥିଲେ ବାବା ସାହେବ ତାଙ୍କର ପ୍ରଥମ ଅଫିସ ଆରମ୍ଭ କଲେ ତାଙ୍କୁ ଫାଇଲ ଦିଏ ତାଙ୍କର ପିଅନ ଫୋପାଡ଼ିକି ତାହେଲେ କଣ କହିବେ ଏଠି ହଁ ବାବା ସାହେବଠୁ ଅଧିକା କରିବା ଜ୍ଞାନୀ କିଏ ଥିଲେ କି ମୁଁ ରାଜି ହଁ ଆପଣଙ୍କର ତାଙ୍କୁ କେମିତି ସେଣ୍ଟିମେଣ୍ଟ ଫାଇଲ ହର୍ଟ ଫୋପାଡ଼ି ନ ଦଉଥିଲେ ହଉ ହଁ ସାର୍ ଆପଣଙ୍କ କେମିତି ସେଣ୍ଟିମେଣ୍ଟ ହର୍ଟ ନ ହଉ ସେଇ ପାଇଁ ହଁ ଏଥିରେ ମୁଁ ରାଜି ଆପଣ ହଁ ଯୋଉଟା କହିଲେ କିନ୍ତୁ ମୋ ହିସାବରେ ହଁ ଏଇ ଭାରତ ହଁ ଦେଶରେ ଯୁଗ ହଁ ଯୁଗରୁ ଜ୍ଞାନୀ ମାନଙ୍କର ହଁ ଲାଇନ ଅଛି ଯେତେ କଣ ଥିଲେ ଜ୍ଞାନୀ ଅଛି ଯେତେ ନାଇଁ ନାଇଁ ହେଉଥିଲେ ବ୍ରାହ୍ମଣ ମାନଙ୍କ ଆଉ ପାଖରେ କଣ ଆଗକୁ ଜ୍ଞାନ ମଧ୍ୟ ଅଛି ହେବେ ସାର୍ ବ୍ରାହ୍ମଣ ଷ୍ଟକ୍ ମାନଙ୍କର କଣ ହେଇଯାଇନି ଜ୍ଞାନ ଅଛି ମତେ ପତା ଜ୍ଞାନୀ ବ୍ରାହ୍ମଣ ମାନଙ୍କ ପାଖରେ ଲୋକମାନଙ୍କ କଣ ଜ୍ଞାନ ଅଛି ଆବିର୍ଭାବ ହେବା କ- ଜନ୍ମ ହେବାଟା ନାଇଁ ନାଇଁ ଭାରତରେ ବନ୍ଦ ହେଇଯାଇନି ଆଗକୁ ବି ହେବେ ନାଇଁ ନାଇଁ ତାଙ୍କର କଣ ଜ୍ଞାନ ଅଛି ତା ବ୍ରାହ୍ମଣ ଆଗରୁ ବି ପାଖରେ କଣ ହେଇଛନ୍ତି ଜ୍ଞାନ ଅଛି କଣ ଜ୍ଞାନ ଅଛି ଆଜ୍ଞା କହନ୍ତୁ ନା କଣ ସେମାନେ ବର୍ତ୍ତମାନ ଆଜି ଯୋଉ ସାଇଣ୍ଟିଫିକ ଷ୍ଟେଜରେ କୁହନ୍ତୁ ଯାହାବି କୁହନ୍ତୁ ବ୍ରାହ୍ମଣ କୋଉଠି ସେ ଆଜ୍ଞା ଆଗରେ କେବଳ ଷଡଯନ୍ତ୍ର କରିବାରେ ଆଗରେ ଅଛି ବାକି କୌଣସି କ୍ଷେତ୍ରରେ ଆଗରେ ନାହିଁ ବୁଝିପାରିଲେ ହୁଁ ତା ପାଖରେ ସେମିତି ଏଇ କୌଣସି ଜ୍ଞାନ ନାହିଁ ଏଇଟା ଆପଣ ଟିକେ ଆଗରୁ ଆପଣ କହୁଥିଲେ ହଁ ଟିକେ ଆଗରୁ କହୁଥିଲେ ଯେ ଯେତେ ସବୁ ଉପର ପୋଷ୍ଟ ଅଛି ସବୁ ଗାରେ ବ୍ରାହ୍ମଣ ମାନେ କବ୍ଜା କରିକି ରଖିଛନ୍ତି ସେ ସେଇ ବନ୍ଧୁକ ଲଗେଇକି ସେଇ କବ୍ଜା ଷଡ଼ କରିଛନ୍ତି କି ସେଇ ଆରେ ବାବା ପୋଷ୍ଟ କଥା ପଡିନି ଷଡ଼ଯନ୍ତ୍ର କଥା ହଉଛି ଦେଖ ସେଇ ଷଡ଼ଯନ୍ତ୍ର ଟିକେ ସାର୍ ବୁଝିଲେ ସେଇ ସାର୍ ଟିକେ ଷଡ଼ଯନ୍ତ୍ର ଟିକେ କରିକି ଟିକେ ମୁଁ ନେଇଛନ୍ତି କହିଦଉ ସାର୍ ଟିକେ ଭାରତୀୟ ମାନଙ୍କ କଥା ଯୋଉ କହୁଛ ଭାରତରେ ସବୁ ଉଚ୍ଚ ବର୍ଗର ଲୋକ ଉଚ୍ଚରେ ଅଛନ୍ତି କିନ୍ତୁ ଆମେ ଯଦି ୱାର୍ଲଡ କୁ ଦେଖିବା ଆମ ଭାରତୀୟ ଲୋକ ଲାଷ୍ଟ 300 ବର୍ଷ ଭିତରେ ଦେଖ କଣ କଣ ଆଙ୍କର କଣ୍ଟ୍ରିବ୍ୟୁସନ ସ୍ପୋର୍ଟସ ରେ ଅଛି ସାଇନ୍ସ ରେ ଅଛି ଇଞ୍ଜିନିୟରିଂ ରେ ଅଛି ଟେକ୍ନୋଲୋଜିରେ ଅଛି ମେଡିସିନ ରେ ଅଛି କୋଉ ବିଦ୍ୟାରେ ଆଙ୍କର କଣ୍ଟ୍ରିବ୍ୟୁସନ କେତେଟା ନୋବେଲ ପ୍ରାଇଜ ପାଇଛନ୍ତି ଭାରତୀୟ ଲୋକ ଯେତିକି 140 କୋଟି ଗୋଟେ ଲୋକ ପ୍ରତି ଛୁଞ୍ଚି 6 ବି ଜଣ ତିଆରି ଜଣେ କରିଛନ୍ତି ନୋବେଲ ପ୍ରାଇଜ ଛୁଞ୍ଚି ପାଇବା କଥା କେହି ଗୋଟିଏ ହେଲେ ପାଇନାହାନ୍ତି ତେଣୁ ତାଙ୍କ ଜ୍ଞାନ ବୁଦ୍ଧି କଥା ଆମେ କେମିତି କହିବା ଆମେ ଯାହା କିଛି କରୁଛେ ସବୁ ବାହାରୁ ଆସୁଛି
117 ସବୁ କୋଟି ୟୁରୋପିଆନ ମୋବାଇଲ ଫୋନ ଇଣ୍ଡିଆରେ ଅଛି, ଗୋଟିଏ ହେଲେ ଇଣ୍ଡିଆନ ମ୍ୟାନୁଫାକ୍ଚର ଏପର୍ଯ୍ୟନ୍ତ ଇଣ୍ଡିଆରେ ନାହାନ୍ତି। କାହିଁକି ଏ ଜିନିଷ ହେଇଛି? ଆମର ଯଦି ଜ୍ଞାନ ବୁଦ୍ଧି ଏତେ ଥିଲା ଗଲା କୁଆଡେ ସେଟା ସବୁ? ତାହେଲେ ବ୍ରିଟିଶ ବାଲା ନେଇକି ପଳେଇଲେ ଜ୍ଞାନ ଗୁରା। ଖାଲି ଯେତେ ଦିନ ପର୍ଯ୍ୟନ୍ତ ଇଣ୍ଡିଆନ ଲୋକ କହିବେ ଆମେ ଜ୍ଞାନୀ ବୁଦ୍ଧି ଆମର ଜ୍ଞାନ ଅଛି ଆମର ପୁରାତନ ଜିନିଷ ଭଲ, ଏଇ ଯେତେ ଦିନ ଚାଲିଥିବ ସେଦିନ ଏମିତି ଆମକୁ ବାହାର ଲୋକ ଭକୁଆ ବନେଇକି ଆମଠୁ ଲୁଟ କରି ଚାଲିଥିବେ। ଏଇଟା ହେଲା ଜିନିଷ। ଯେପର୍ଯ୍ୟନ୍ତ ଆମେ ଧର୍ମକୁ ଧରି ଘଣ୍ଟି ବାଡଉଥିବୁ ସେପର୍ଯ୍ୟନ୍ତ ସେ ଆସି ଆମର ଘଣ୍ଟା ବାଡେଇକି ଯାଉଥିବେ। ନା ସେ ହିଁ ସିଏ ଯୋଉ ଚାଲିଛି, ସାର୍ ଏଇ ଯେତେବେଳେ ଜିନିଷଟା ଆପଣ କହିଲେ, ବୁଝୁନାହାନ୍ତି। ଏଇ ଜିନିଷଟା ଆକ୍ଚୁଆଲି ରାମାୟଣରେ ବି ଲେଖା ହେଇଛି। ଯଦି ଏତେ କଥା ଉଠିଲାଣି ମୁଁ କହିଦଉଛି, ମୋର ସେ ଶ୍ଲୋକଟା ମୁଁ ଆପଣଙ୍କୁ କହିଦେବି, ଯୋଉଠି ଲେଖା ହେଇଛି ଯେ ବ୍ରାହ୍ମଣ ଗୁଣ ରହିତ ମାରୁଥିବା ପିଟୁଥିବା ଅଭିଶାପ ଦଉଥିବା ବ୍ରାହ୍ମଣ ବି ପୂଜନୀୟ, କିନ୍ତୁ ବିପୁର ପ୍ରବୀଣ ଯୋଉଟା ଅଛି, ବିପୁର ପ୍ରବୀଣ, ହଁ ବୁଝିଲେ ଏକ୍ଜାକ୍ଟଲି, ସେ ଲୋକଟା। କିନ୍ତୁ ଯଦି ଶୂଦ୍ରର ଜ୍ଞାନ ଥିବ, ଗୁଣ ଥିବ, ଗୁଣବାନ ହେଇଥିବ, ଶିକ୍ଷାର ଅଧିକାରୀ ହେଇଥିବ, ସିଏ ପୂଜା ପାଇବାର ଅଧିକାର ନାହିଁ ତାର। ଏ କଥାଟା ରାମଚରିତ ମାନସରେ ଲେଖା ହେଇଛି। ଯେହେତୁ ଏ କଥାଟି ହଁ ସିଏ ତୁଳସୀଦାସ କହିଲେ, ଲେଖିକି ଯାଇଛି। ହଁ ବାସ୍, ଯେହେତୁ ତୁଳସୀଦାସ ସେ ଏଇ କଥାଟି କହିଲେ, ତେଣୁକରି ମୁଁ ଏଇ ଶ୍ଲୋକଟି କହିବା ପାଇଁ ବାଧ୍ୟ ହେଲି। ଏକ୍ଜାକ୍ଟ ଶ୍ଲୋକଟା ମୋର ମନେ ପଡୁନି, ବଟ୍ ଏଇଟା ସେମିତି ହଉଛି ବହୁତ ତାର କିଛି ଲେଖା ହେଇଛି ମ୍ୟାଡାମ, ଏଇ ଭାବାର୍ଥ। ଗୋଟିଏ କଣ କଥା, ବହୁତ ଲେଖା ହଁ ହେଇଛି, ବହୁତ ଏଟା ପୁରାଣରେ ତ ବହୁତ ମୁଁ ଲେଖା ଖାଲି ହେଇଛି। ସେ ପାଠ ପଢିବାରେ କହିଲେ ତ ଜ୍ଞାନୀ ସବୁବେଳେ ପୂଜା ପାଇବ, ମୁଁ ସେଥିପାଇଁକା ଏଇ ହୁଁ ଶ୍ଲୋକଟି କହିଲି, ହେଲା କି ଏଇ ଜିନିଷଟି କହିଲି। ବିପୁର ଏମିତି ତ ପ୍ରବୀଣ। ବହୁତ ଜିନିଷ ଲେଖା ହେଇଛି, ବୁଝିପାରିଲେ କି? ତେଣୁକରି ଆପଣ ଟିକେ ପଢନ୍ତୁ। ଆପଣ, ମୋ କହିବା କଥା, ଆପଣ ଆପଣଙ୍କର ଯୋଉ ଧର୍ମର ବହି ଅଛି ତାକୁ ହିଁ ପଢନ୍ତୁ, ସମ୍ବିଧାନ ବି ପଢନ୍ତୁ। ଆପଣଙ୍କୁ ଜଣା ପଡିଯିବ ସମ୍ବିଧାନ କଣ ଦିଏ ଆମକୁ, ମଣିଷ ହିସାବରେ ଆମକୁ ଅଧିକାର କଣ ଦିଏ, ଆଉ ମନୁସ୍ମୃତି ବା ଆମର ଧର୍ମଗ୍ରନ୍ଥ ଆମକୁ, ଆମ ଧର୍ମ ଆମକୁ କୋଉ ହିସାବରେ ଅଧିକାର ଦିଏ। ଆଉ ଧର୍ମ ଆପଣ ଆମକୁ ଯୋଉ କଣ କହୁଛନ୍ତି ଦେଇଛି, ଆମଠୁ ଆମେ କଣ ନେଇଛି, ଖାଲିଟାରେ ଏତିକି ଜିନିଷ ଚିନ୍ତା କଲେ ବହୁତ କିଛି ବାହାରେ। ଏଇଠି ଗପୁଛୁ, ନାହିଁ, ମୁଁ ଗୋଟେ ମହିଳା ହିସାବରେ ମୁଁ ଗୁଡାଏ ଜିନିଷ ପଢି ସାରିଲିଣି। ମୁଁ ଆଗରୁ ମୁଁ ବହୁତ ଧର୍ମପରାୟଣା ମହିଳା ଥିଲି, କିନ୍ତୁ ମୁଁ ଯେତେବେଳେ ମୋ ନିଜ ଧର୍ମ ଗ୍ରନ୍ଥ ପଢିଲି, ଗୀତା ପଢିଲି, ଶ୍ରୀମଦ୍ ଭାଗବତ ଗୀତା ପଢିଲି, ଭାଗବତ ମହାପୁରାଣ ପଢିଲି, ଭଗବତ ଗୀତା ପଢିଲି, ବେଦରୁ କିଛି କିଛି ଅଳ୍ପ ଋଗ୍ବେଦ, ଅଥର୍ବ ବେଦ, ଯଜୁର୍ବେଦ କିଛି କିଛି ପଢିଲି, ମନୁସ୍ମୃତି ପଢିଲି, ଆମର ଯୋଉ 18 ମହା ପୁରାଣ ଅଛି ମୁଁ ସବୁ ପଢିନି, ବଟ୍ ଶିବ ପୁରାଣ ପଢିଛି କମ୍ପ୍ଲିଟ, ପଦ୍ମ ପୁରାଣ ପଢିଛି କମ୍ପ୍ଲିଟ, ମତ୍ସ୍ୟ ପୁରାଣ ପଢିଛି କମ୍ପ୍ଲିଟ, ଏଇ 3ଟି ପୁରାଣ ମୁଁ ପଢିଛି। ସେଠି ଯାହା ଯାହା ଲେଖା ହେଇଛି, ମୁଁ କହୁନି ଆପଣ ଆମ ସହିତ ଯୁକ୍ତି କରନ୍ତୁ, ଜଷ୍ଟିଫାଇ କରନ୍ତୁ କୌଣସି ଜିନିଷ, ଆପଣ କେବଳ ନିଜର ଧର୍ମ ଗ୍ରନ୍ଥ ହିଁ ପଢନ୍ତୁ। ଆଉ ଯାହା ଅର୍ଥ ଲେଖା ହେଇଛି ତାକୁ ହିଁ ପଢିବେ। ୟାର ଅର୍ଥ ମାନେ ଏଠି ୟାର ଏଇଆ ନୁହଁ, ଏଇଆ ନା, ସେଟା ଛପା ହେଇଛି ଗୀତା ପ୍ରେସ ଗୋରଖପୁରରୁ, ମ୍ୟାଡାମ ଅଥେଣ୍ଟିକେସନ ଗୀତା ପ୍ରେସ ଗୋରଖପୁର ତାର ଦଉଛି, ଆପଣ ସେତକ ହିଁ ପଢି ଦିଅନ୍ତୁ, ତା ସହିତ ସମ୍ବିଧାନ ଟାକୁ ମ୍ୟାଡାମ ପଢନ୍ତୁ, ଆପଣଙ୍କୁ ଗୋଟିଏ ଜଣା କଥା ମୁଁ ପଡିଯିବ କହିଦଉଛି, ଡିଫରେନ୍ସ ସାରାଂଶ କଣ। ମ୍ୟାଡାମ ସାରାଂଶ ସାର୍ ଗୋଟିଏ ସାର୍ କଥା ସାର୍ କହିଦଉଛି, ଯେ ଯିଏ ଧର୍ମଗ୍ରନ୍ଥ ନର୍ମାଲି କୌଣସି ଧର୍ମ, ଖ୍ରୀଷ୍ଟିଆନ ହଉ, ମୁସଲିମ ହଉ, ହିନ୍ଦୁ ହଉ, କେହି ଧର୍ମଗ୍ରନ୍ଥ ବହି ପଢନ୍ତି 99% ରୁ ଅଧିକା ଲୋକ ମଧ୍ୟ ଧର୍ମଗ୍ରନ୍ଥ ବହି ପଢନ୍ତିନି, ଖାଲି ଆଠୁ ତାଠୁ ଶୁଣିକି ଜିନିଷ ଚାଲନ୍ତି। ଯୋଉ ଲୋକଟି ଧର୍ମଗ୍ରନ୍ଥ ପଢିବ ସେ ଆକ୍ଚୁଆଲି ଧର୍ମରୁ ଏବଂ ଭଗବାନଠୁ ଦୂରେଇ ଯିବ, ନହେଲେ ସେ ଧର୍ମଗ୍ରନ୍ଥ ପଢିକି ସେ ଧର୍ମକୁ ବ୍ୟବହାର କରିକି ଧନ୍ଦା କରିବା ଆରମ୍ଭ କରିବ। ଏ ଦିଟା ଜିନିଷ ସମାଜରେ ଚାଲିଛି। ଆଉ ଯୋଉମାନେ ପଢୁନାହାନ୍ତି ସେ ଏମିତି ଅଛି ଅବବାଦ ଯୁକ୍ତି, ଆମ ସଂସ୍କୃତି ମହାନ ଥିଲା, ଆମର ଋଷିଗୁରା ବହୁତ ଜ୍ଞାନୀ ଥିଲେ, ବହୁତ ପଣ୍ଡିତ ଥିଲେ, ତାଙ୍କର ପାଣ୍ଡିତ୍ୟରେ ଏମିତି ଥିଲା ଯେ ଆମେ ପୁରା ବିଶ୍ୱଗୁରୁ ହେଇଯାଇଥିଲୁ, ଅମକ ହେଇଥିଲୁ ସମକ, ଯୋଉ ପୂର୍ବ ଇତିହାସ ଗୌରବ ଗଣି ଗଣିକି ଏ ଭିକ ମାଗି ଅବସ୍ଥା ବସ ଆମର ପଳେଇ ଆସିବ, ଇଏ କେବେ ବାହାରି ପାରିବେନି। ଏଇ ଯୋଉ ଜିନିଷଟା ହଉଛି, ଏଇଟା ଯୋଉ ଚାଇଲ୍ଡହୁଡ ପିଲାବେଳେ ଯୋଉ ମୁଣ୍ଡରେ ପୁରିଆ ଯାଇଛି, ସେଇ ସମସ୍ୟା ଏମାନେ ସବୁ ବହୁତ ଲୋକ ପଶୁଛନ୍ତି ଏଥିରେ। ଏ ବିପ୍ଳବ ମଧ୍ୟ ଦେଖୁ ସାର୍, ସେଇଥିରୁ ଜଣେ। ଭାରତ ପୃଥିବୀର ଏକମାତ୍ର ଦେଶ ଯୋଉଠି ଘିଅକୁ ଜଳାଯାଏ, କ୍ଷୀରକୁ ଶିବଲିଙ୍ଗ ଉପରେ ଢଳାଯାଏ, ଗୋମୂତ୍ର ଆଉ ଗୋବର ଖିଆଯାଏ। ଭାରତ ନାଇଁ ଏକମାତ୍ର ଦେଶ ସେପଟେ ବି ସାର୍ ପୃଥିବୀରେ। ନାଇଁ ଓଟ ମୁତ୍ର ବି ଖାଆନ୍ତି ସେପଟେ, ଓଟ ମୁତ୍ର ବି ସେପଟେ ପିଅନ୍ତି, ଏ ଦଳଟା ବି ଅଛନ୍ତି। ଆଜ୍ଞା ସାର୍। ସେ ଦଳ ଆପଣ ଦେଖିବେ ସବୁ ଧର୍ମର ସାରମର୍ମ ଗୋଟିଏ, କିଛି ଲୋକ ମ୍ୟାକ୍ସିମମ୍ ଲୋକଙ୍କୁ ଏମିତି ଶୋଷଣ କରିବା, ଏଇଟା ହେଲା ଏକ୍ଜାକ୍ଟଲି ମେନ୍ ଜିନିଷ। ଆପଣ ଏକଦମ ଠିକ କଥା କହିଲେ, ସବୁ ଧର୍ମର ସାରମର୍ମ ଗୋଟିଏ, ଏକଦମ ଠିକ। ଗୋଟିଏ କିନ୍ତୁ ସେଇଠି ସାର୍ ଗୋଟେ କଥା ମୁଁ କହୁଛେ, ଯୋଉ ବ୍ରିଟିଶ ମାନେ ଆସିଥିଲେ ତାଙ୍କର ଲାଙ୍ଗୁଏଜ ଇଂଲିଶ, ସେମାନେ ଆମକୁ ଇଂଲିଶ ଶିଖେଇଲେ, ସେଇ ଇଂଲିଶରେ ସାର୍ ଆମ ସଂସ୍କୃତିରେ ଯୋଉ ଭାଷା ଥିଲା ସେଇଠି ଆମେ ମାଉସୀ ପିଉସୀ କାକା ଖୁଡି ଏମାନଙ୍କୁ ଡିଫରେନ୍ସିଏଟ କରିକି ଆମେ ଏକ୍ସପ୍ରେସ କରିପାରୁଥିଲେ, କିନ୍ତୁ ଇଂଲିଶରେ ସେଭଳିଆ ଶବ୍ଦ ନାହିଁ ଯେ ସେମାନେ ରିଲେସନକୁ ସ୍ପେସିଫିକାଲି ଡିସ୍କ୍ରାଇବ କରିପାରିବେ, କି କୌଣସି ଫିଲିଂକୁ କି କୌଣସି ନାଉନକୁ, ତାଙ୍କର ଭୋକାବୁଲାରୀ ବହୁତ କମ ଥିଲା। କିନ୍ତୁ ଆମର ଯୋଉ ସଂସ୍କୃତି ଥିଲା, ଆମର ଭାଷା ଏକଦମ ପିନ ପଏଣ୍ଟେଡ,
ଆଉ ସେଇ ଭଳିଆ ସାର୍ ଧର୍ମ ଜାତି ମତ ପନ୍ଥ ଏଗା ସବୁ ଗୋଟିଏ ନାହିଁ ଏଗା ସବୁ ଅଲଗା ଅଲଗା ଆରେ ୟାଙ୍କର ମିନିଂ ଶୁଣ ସବୁ ଶୁଣ ଅଲଗା ବାବା ଅଲଗା। ଶୁଣ ଯେ ବ୍ରିଟିଶ ମାନଙ୍କ କଥା କହିଲେ ମୁଁ କହୁଛି ବ୍ରିଟିଶ ମାନଙ୍କର ଭୁଲ କଣ କହୁଛି। ବ୍ରିଟିଶ ବାଲା ଆଜ୍ଞା ସବୁଠୁ ବଡ ଭୁଲ କଲେ ଯେ ଆମ ଭାରତୀୟ ଲୋକଙ୍କୁ ଇଂରେଜୀ ପାଠ ପଢେଇଲେ ଆଉ ଏ ଲୋକଙ୍କୁ ନେଇକି ଆହୁରି ଇଂଲଣ୍ଡ ଆମେରିକା ନେଇ ବୁଲେଇଲେ ବୁଝିପାରିଲ। ଯୋଉ କଣ ଜିନିଷଟା କଲେ ସାର୍ ମୋଗଲ ମାନେ କରିନଥିଲେ। ଆଁ କଣ ଭୁଲ କଲେ? ଭୁଲ କଲେ ଏଇଆ ଯେ ଭାରତୀୟ ବାଲାଙ୍କୁ ଇଂଲିଶ ପାଠ ପଢେଇଲେ ଇଂଲିଶ ଲାଙ୍ଗୁଏଜ ପଢେଇଲେ ଏବଂ ତାକୁ ନେଇକି ବାହାରେ ଇଂଲିଶ ପଢେଇଲେ ପାଠ ନ ପଢେଇଥିଲେ ନେଇକି ସେମାନେ କେମିତି କାମ କରିଥାନ୍ତେ ସାର୍ ଇଂଲିଶ ପାଠ ନ ଶୁଣ ପଢେଇଥିଲେ ଶୁଣ ତାଙ୍କର ଚାକର ଆରେ କେମିତି ରଖିବେ? କଥା ଶୁଣି ସାର୍ ମୋ ତାଙ୍କ ସରିଲା ପରେ ଭାଷା କହିବ। ବୁଝିବା ପାଇଁ ତ ଲୋକ ଦରକାର। ମୋ ତାଙ୍କ ମୋ ଭାଷା କଥା ସରିଲା ପରେ କହିବ ଇଂଲିଶ ଭାଷା ପଢି କଣ ଭୁଲ ହେଲା ବ୍ରିଟିଶ ମାନଙ୍କ ପାଇଁ ମୁଁ କହୁଛି ଯେ ସେମାନେ ଇଂଲିଶ ପଢିବା ଆଜ୍ଞା ଦ୍ୱାରା ଏବଂ ଲୋକଙ୍କୁ ଇଂଲିଶ ପଢେଇଲେ ଏବଂ କିଛି ଲୋକଙ୍କୁ ଜ୍ଞାନୀ ଲୋକ ସୁଭାଷ ବୋଷ ହଉ ନେହେରୁ ମହାତ୍ମା ଗାନ୍ଧୀ ଯେତେ ଦେଖିବ ବଡ ବଡ ନେତା ସବୁ ଯାଇକି ବାହାରେ ପାଠ ପଢିକି ଆସିଲେ ଅରବିନ୍ଦ ଘୋଷ ସବୁ ବାହାରେ ପାଠ ପଢିକି ଭାଇ ଆଇଲେ। ଭାଷାକୁ ମୁଁ ଶୁଣ ଇନଫିରିୟର ଟିକେ ବୋଲି କହୁନି କି ଟିକେ ଟିକେ କାରଣ ଟିକେ ଇଂଲିଶ ଚୁପ ମୋର ରୁହ ମୁଁ ଗୋଟିଏ କହିଦଉଛି ସବଜେକ୍ଟ ସାର୍। ଇଂଲିଶ ଟିକେ ଇଜ ଏ ଶୁଣ ହଁ ସବଜେକ୍ଟ ଇଂଲିଶ ପୁରା ଦ୍ୟାଟ୍ସ ଅଲ୍ ଫର ମି। ଶୁଣ ସେ କଥା ମୁଁ ସବଜେକ୍ଟ କଥା ନଉନି କଥା ହେଲା ଯେହେତୁ ପଢେଇଲେ ଏମାନେ ଯେହେତୁ ବାହାରେ ବୁଲିକି ଆସିଲେ ଯୋଉ ଜିନିଷଟା ମୋଗଲ ବାଲା କରିଥିଲେ ମୋଗଲ ବାଲା କେବେ ଆରବ କି ପାର୍ସି ପଢେଇକି ଇରାନ ଲାଙ୍ଗୁଏଜ ଇଜ ଇରାକ ଆଡେ ଜଷ୍ଟ ବୁଲେଇ ଫର ନାହାନ୍ତି। କମ୍ୟୁନିକେସନ। ସେମାନେ ଇଣ୍ଡିଆକୁ ଆଇଲେ ଇଣ୍ଡିଆରେ ବସିକି ଶାସନ କଲେ ଆକୁ ଗୋରୁ ଭଳିଆ ପିଟିଲେ ଏବଂ ଆକୁ ଜୋତା ଚଟେଇକି ସବୁ କାମ କଲେ। ଭାଷାର ଗୋଟେ କିନ୍ତୁ ଭାଷାର ଉଦ୍ଦେଶ୍ୟ ଇଂରେଜ ବାଲା ଯେହେତୁ ଇଂଲିଶ ପଢେଇଲେ ଇଏ ଲୋକମାନେ ବାହାରକୁ ଯାଇକି ଯେତେବେଳେ ଦେଖିଲେ ଜ୍ଞାନଟା ଆକ୍ଚୁଆଲି କଣ ଇକ୍ୱାଲିଟି କଣ ଇଣ୍ଡିପେଣ୍ଡେନ୍ସ କଣ ଫ୍ରିଡମ କଣ ଲିବର୍ଟି କଣ ଯେତେବେଳେ ଜାଣିଲେ ସିଏ ସାର୍ ଆସିକି ଇଂଲିଶ ମାନଙ୍କ ପଛରେ କହିଲେ ଯେ ତମେ ଏଗୁଡା କଣ ଆମ ଏଗେନଷ୍ଟରେ କରୁଛ ଯୋଉଥିପାଇଁ କି ଏମାନେ ସ୍ୱାଧୀନତା ସଂଗ୍ରାମ ଟା ଜୋର ଧରିଲା ଏଥିପାଇଁ ନହେଲେ ଆଗରୁ ଗୋଟେ ଜାତୀୟତାବାଦ ବୋଲି ଜିନିଷ ହିଁ ନଥିଲା ଜାତୀୟ ଜିନିଷ ଆସିଲା ଏଇଥିପାଇଁ କି ଯେ ଯେହେତୁ ମାନେ ଇଂଲିଶ ପଢିକି ବାହାରକୁ ଗଲେ ଫ୍ରାନ୍ସ ଗଲେ ସୁଇଜରଲ୍ୟାଣ୍ଡ ଗଲେ ସ୍ପେନ ଗଲେ ସେଠି ଦେଖିଲେ ଆକ୍ଚୁଆଲି ଲିବର୍ଟି କଣ ଲୋକ ଅଧିକାର କଣ କରୁଛନ୍ତି କି ବ୍ରିଟିଶ ମାନେ ଏଠି କରୁଛନ୍ତି କଣ ତାଙ୍କ ଦେଶରେ ଲୋକଙ୍କୁ କେମିତି ରଖୁଛନ୍ତି ଆମ ଦେଶରେ ଆମ ଲୋକଙ୍କୁ କେମିତି ରଖୁଛନ୍ତି ସେଇଠି ଯୋଉ ତାଙ୍କ ଭିତରେ ଆନ୍ଦୋଳନ ଯୋଉଥିପାଇଁ କି ଓକିଲ ଏବଂ ଜର୍ଣ୍ଣାଲିଷ୍ଟ ଯୋଉ ସାମ୍ବାଦିକ ସେମାନେ ହିଁ ଆଗ କଂଗ୍ରେସ ପାର୍ଟି ଗଠନ କରି ସେଇମାନେ ଆନ୍ଦୋଳନକୁ ଆଗକୁ ନେଲେ। ଏଥିପାଇଁ ନାଇଁ ସେ ନାଇଁ ସବୁ ମୁଁ ଯଦି ଟିକେ ସେମାନେ ପଢେଇ ଆଜ୍ଞା ନଥାନ୍ତେ ଇଂଲିଶ ଆଜି ସେଠି ପର୍ଯ୍ୟନ୍ତ ବି ବାବୁ ଶାସନ କରିଥାନ୍ତେ କିଛି ଅସୁବିଧା ସାର୍ ନଥାନ୍ତା ଆପଣଙ୍କ ସେଠି ବାବୁ ଭିତରୁ କେହି ସେଠି ବାବୁ ଭାଷାର ପରିଭାଷା ଟା କହିପାରିବେ କି? ସେଠି ବାବୁ ମୁଁ ଗୋଟେ ଆପଣଙ୍କ ଭିତରୁ ଟିକେ କେହି ବି ପଛରେ ଯିବା ସମସ୍ତେ ଜାଣିଛୁ ଆମେ ସମସ୍ତେ ଜାଣିଛୁ ଭାଷାର ପରିଭାଷା କଣ କିନ୍ତୁ ଆମେ ଆଲୋଚନା ଆଜ୍ଞା କରିବା ପାଇଁ ଯେହେତୁ ବସିଛେ କେହି ଜଣେ ଗୋଟେ କହିପାରିବେ କି ଯେ ଭାଷାର ପରିଭାଷାଟା କଣ ଗ୍ରାମାର ବହିରେ ବି ଅଛି ଇଂଲିଶରେ ବି ଅଛି ହିନ୍ଦୀରେ ବି ଅଛି ଓଡିଆରେ ବି ଅଛି କେହି ଜଣେ ଗୋଟେ ତାର ପରିଭାଷାଟା ଟିକେ ଗୋଟେ ଲାଇନ କି ଦୁଇ ଲାଇନରେ କହିପାରିବେ କି ଦୟା କରିକି ସାର୍? ନାଇଁ ନାଇଁ କଲେ କଣଟା ହବ ସେଥିରୁ ମତେ କହୁନାହାନ୍ତି କୁଆଡେ କଣଟା ହବ ଯାଉଛନ୍ତି ଆମ ଟପିକ ବିଷୟବସ୍ତୁରୁ ଆପଣ କୁଆଡେ ଟପିକ ହଠାତ୍ କୁଆଡେ କରି ଭାଷାର ପଳେଇଲେ? ପରିଭାଷା ଲିଙ୍ଗୁଇଷ୍ଟିକ ରିସର୍ଚ୍ଚ କରିବାକୁ ବସୁନି ଏଠି ଭାଷା ମୁଁ ପରିଭାଷାଟା ମୁଁ କମ୍ୟୁନିକେସନ ମିଡିୟମ ଆଉ କଣ ତାদের ମୁଁ କହୁଛି ପରିଭାଷାଟା ଯଦି ମୋର ଭୁଲ ଥାଏ ମତେ କ୍ଷମା କରିବେ ପରିଭାଷାଟା ଏଇଆ ଯେ ନାଇଁ ନାଇଁ ଆପଣ ପରିଭାଷା ଲାଙ୍ଗୁଏଜ ଇଜ ରଖନ୍ତୁ ଆପଣଙ୍କ ପାଖରେ ଆଜ୍ଞା କୁହନ୍ତୁ କୁହନ୍ତୁ କଣ କୁହନ୍ତୁ ଦରକାର ଆପଣ କଣ ପରିଭାଷା ରଖନ୍ତୁ ଆପଣଙ୍କ ଦରକାର ପାଖରେ କଣ? ଦରକାର କିଛି ନାହିଁ ସେ ବିଷୟ ସେଠି ପରିଭାଷା ବାବୁ ଆପଣ ଯୋଉଟା କହୁଛନ୍ତି ଆପଣଙ୍କ ମୁଣ୍ଡରେ ଯୋଉ ଏତେ ଜିନିଷ କଥା ରହିଛି କହୁଛନ୍ତି ସେ ଏଇନା ମୁଣ୍ଡ ଯଦି ଜିନିଷରୁ ବାହାର ପଚରା ଯିବ କୋଉଠି ପିଲାମାନେ ପାଠ ପଢୁଛନ୍ତି ତାହେଲେ ଇଂଲିଶ ମିଡିୟମ ହିଁ ବାହାରିବ ଭାଷାର ପାଟିରୁ। ସିଏ ଆମ ଭାବକୁ ପ୍ରକାଶ କରିପାରିବା ଦରକାର ଆମ ଭାବକୁ ବର୍ତ୍ତମାନ ପ୍ରକାଶ ନ ସେଇ କରି ପାରିଲେ ସେ ସେଇ ଭାଷା ମାନେ ଆରେ ବାବା ସେଇ efficiency ଜିନିଷ ନାହିଁ। ଭାବ ପ୍ରସାର ସବୁ ମାନେ କରିବ ଭାଷା ପଢିଲେ ସବୁ ଜିନିଷ ଆସିବ କାହିଁ ଆସିବ Yes, sir. ଭାଷାର ଭାବ ପରିଭାଷା ପ୍ରକାଶ କରିବା ଭାଷାର ପାଇଁ ଆମକୁ ଭାଷା ଦରକାର ହୁଏ ତା ଠିକ ଛଡା ହଁ ଆଉ କିଛି ବର୍ତ୍ତମାନ ବି ଯୋଉ ଆପଣ ଭାଷା ଭାଷା କଥା ଇଂଲିଶ ଇଜ ନଟ୍ ଗ୍ରେଟ୍ ଭାଷା କି ଓଡିଆ ଇଜ ନଟ୍ ଗ୍ରେଟ୍ ସବୁ ଭାଷାର ମୂଲ୍ୟ କୌଣସି ସମାନ ଭାଷା ଗ୍ରେଟ୍ ଆମେ ନୁହଁ। ଆମେ ବର୍ତ୍ତମାନ yes, ଆମେ ମୁଁ ଓଡିଆରେ ତ ଛଅ କଥା ହଉଛେ ସାତଟା ଭାଷା ଜାଣିଛି ସାର୍ ନାଇଁ ଆମେ ଓଡିଆରେ କଥା ହଉଛେ ଆମେ ବୁଝିପାରୁଛେ ନା ଆଜ୍ଞା ଯଦି ଆମେ ଆଜ୍ଞା ଆମେ ଏଠି ଅନ୍ୟ ଆମେ ତାମିଲ ଭାଷା କହିବା କିଏ ବୁଝିପାରିବ ହଁ? ଯଦି କିଏ ଏକ୍ଜାକ୍ଟଲି ମାଲୟାଲୀ ସାର୍ ଭାଷା କେହି କହିବ କିଏ ବୁଝିପାରିବେନି ବୁଝିପାରିବ ତ ନାଇଁ କାହିଁକି ନା ଆମେ ଓଡିଆରେ ତେଣୁ କଥା ହଉଛେ ସାର୍ ଯେ ସମସ୍ତେ ଭାଷାର ବୁଝିପାରିବେ ଭାଷାର ବୋଲି yes, yes, ଭାଷାର ପରିଭାଷା ଏହା ଜଣେ ଯାହା କହୁଛି ଆଜ୍ଞା ଯଦି ଅନ୍ୟ ଜଣେ ତାହା ପ୍ରାଞ୍ଜଳ ବୁଝିପାରୁଛି ଦ୍ୟାଟ ଇଜ କଲ୍ଡ ଭାଷାର ପରିଭାଷା ସେଇଟା ହିଁ ଭାଷାର ପରିଭାଷା ଆପଣଙ୍କୁ ଆଉ ବର୍ତ୍ତମାନ ମୁଁ ଆପଣଙ୍କୁ ସେଥିପାଇଁ ଗୁରୁ ଭାବରେ ଆପଣଙ୍କ ମୁଁ ଭାଷା ମୁଁ ନମସ୍କାର କହିବି କରୁଛି ସାର୍ ବିଟୁ ଆପଣ ବାବୁ ଆପଣ ପରଫେକ୍ଟ ବା କଥା କମେଣ୍ଟରେ କହିଛନ୍ତି ଲେଖିଛନ୍ତି ମୂର୍ଖ ଦଳ ନିର୍ଲଜ ଆପଣ କଣ ହଁ ଆମକୁ ଆଜ୍ଞା ଭାଷାର ଜ୍ଞାନ ଆଚ୍ଛା ଆସିକି ଦଉଛନ୍ତି? ନାଇଁ ନାଇଁ ଛାଡନ୍ତୁ ଆପଣ ବା ମ୍ୟାଡାମ ନିଜେ ସେ ଯୋଉ କମେଣ୍ଟରେ ସେ ଲେଖିଛନ୍ତି ଶୁଣନ୍ତୁ ମୂର୍ଖ ଦଳ ମ୍ୟାଡ଼ାମ ବୋଲିକା। ଆଚ୍ଛା ମ୍ୟାଡାମ ସେ ମ୍ୟାଡ଼ାମ ଶୁଣନ୍ତୁ ମ୍ୟାଡ଼ାମ ସେଇଟା ପାଇଁ ସରି ଆଉ ସେଇଟା ହଉଛି ଗୋଟେ ଟ୍ରିକ୍ ମ୍ୟାଡ଼ାମ ଯଦି ଜଣକୁ ପ୍ରିକ୍ ନ କରାଯାଏ ପିଞ୍ଚ ନ କରାଯାଏ ସେ ରିସ୍ପନ୍ସ କରିବ ନାହିଁ ସେଟା ଓକେ ପିଞ୍ଚ ଓକେ ନାଇଁ ଆକାରରେ ନାଇଁ ନାଇଁ ହବ ଆମେ ଆପଣ ଆପଣଙ୍କୁ ଆସୁଛନ୍ତି ଆମେ ଏମିତି ଏଇଟା ହଉଛି ରେସ୍ପନ୍ସ କରୁନୁ ଆପଣଙ୍କର କିନ୍ତୁ ଆମେ ସନାତନ ଜାଣିଛୁ ଧର୍ମ। ଲୋକଙ୍କ ମାଇଣ୍ଡ ସେଟ୍ କଣ ଜାଣିଛୁ ଆମେ ଏଇଟା ହଉଛି ହିନ୍ଦୁ ଆଜ୍ଞା ଧର୍ମ ବୁଝିପାରିଲେ କି ଅନ୍ୟକୁ ନାଇଁ ନାଇଁ ନିଚ ଠିକ ଅଛି ଦେଖେଇବାଟା ହିଁ ହିନ୍ଦୁ ଧର୍ମ
ବୁଝିପାରିଲେ ଆଚ୍ଛା, ମୁଁ ଗୋଟେ ତ ମିନିଟ୍। ଜନ୍ମ ହେଇଛି ଯେ ଧର୍ମରେ ମୁଁ ଜାଣିନି। ଏଇଟା ଆମେ ତ ଦେଖନ୍ତୁ ମ୍ୟାଡାମ ଆପଣଙ୍କ ମନରେ ହିନ୍ଦୁ ଧର୍ମ ପ୍ରତି କେତେ ଘୃଣା ଅଛି ଯେ ଆମେ ତ ଡିସ୍କସନ କରୁଛେ କିନ୍ତୁ ଆପଣ ଏଇ କଥାଟାକୁ ଆପଣ ହିନ୍ଦୁ ଧର୍ମ ଆଡେ ଟାଣି ଆଣିଲେ ମାନେ ଆପଣଙ୍କ ମନରେ ନାଇଁ କେତେ ନାଇଁ ହିନ୍ଦୁ ଧର୍ମ ବିସଙ୍ଗତି ଅଛି। କଥା ନୁହେଁ ବ୍ରାହ୍ମଣବାଦ ଯୋଉ ବ୍ରାହ୍ମଣବାଦ ବିରୁଦ୍ଧରେ ଆମେ ସବୁବେଳେ ନାଇଁ, ନାଇଁ, ହିନ୍ଦୁବାଦ କିନ୍ତୁ ଯୋଉଟା ମ୍ୟାଡାମ କହୁଛନ୍ତି ତ ହିନ୍ଦୁ ବ୍ରାହ୍ମଣବାଦ ଧର୍ମ ସେଟା କହିଲେ କହୁଛନ୍ତି। ନା ମ୍ୟାଡାମ ତ ହିନ୍ଦୁ ତ ହେଲା ହିନ୍ଦୁ ସେଇ ଶବ୍ଦଟା ସେଇଟା ତ ଗୋଟେ ବ୍ରାହ୍ମଣବାଦ ଗାଳି। ଧରନ୍ତୁ ବ୍ରାକେଟରେ ବ୍ରାହ୍ମଣବାଦ। ମ୍ୟାଡାମ ତ ହିନ୍ଦୁ କହିଲେ ନା କଥାଟା ତ ବାହାରିଲା ନା ନା ହିନ୍ଦୁ ମୁଁ ସେଇଟା ପାଟିରୁ। ଶବ୍ଦଟା ହିଁ କରେକ୍ସନ ଗୋଟେ କରିଦେଇ କହିଲି ଗାଳି। ବ୍ରାହ୍ମଣବାଦ ବ୍ରାକେଟ ସହ ବ୍ରାହ୍ମଣ। ହିନ୍ଦୁ ଆଜ୍ଞା, ତ ଧର୍ମ ହିଁ ସେଟା ନାହିଁ ଟିକେ ଆପଣ କୋଉଠୁ ରୁହନ୍ତୁ ହିନ୍ଦୁ ଧର୍ମ ପ୍ରମାଣ କରିପାରିବେ? ଟିକେ ହିନ୍ଦୁ ରୁହନ୍ତୁ, ମୁଁ ଶବ୍ଦଟା ହିଁ ବୁଝେଇଦେବି ଗୋଟେ ତାଙ୍କୁ। ଗାଳି, ମୋଗଲ ମାନେ ଶୁଣନ୍ତୁ, ଦେଇଥିବା ଗାଳି। ଧର୍ମ କିଛି ନାହିଁ। ଆଉ ଧର୍ମର ପରିଭାଷା ଶୁଣନ୍ତୁ। ଧର୍ମର ପରିଭାଷା ଏହା ହେଲା ଯେ ପାଣିର ଧର୍ମ ଶୀତଳତା, ଅଗ୍ନିର ଧର୍ମ ଉଷ୍ମତା, ମଣିଷର ଧର୍ମ ମାନବିକତା। ଇଏ ଧର୍ମ ନୁହଁ, ଇଏ ପନ୍ଥ। ଇଏ ଯୋଉ ଗୋଟେ ମୁସଲମାନ, ଗୋଟେ ହିନ୍ଦୁ, ଏସବୁ ପନ୍ଥ। ଆଉ ହିନ୍ଦୁ ଗୋଟେ ଶବ୍ଦ, ଇଏ ଗାଳି। ମାନେ ଯେତେବେଳେ ମୁସଲମାନ ଆସିଥିଲେ, ମୋଗଲ ଆସିଥିଲେ, ସେମାନେ ଆମ ମାନଙ୍କ ଉପରେ ଜଜିଆ କର ଲଦେଇଥିଲେ। ଯଦି ଆପଣଙ୍କ ଜମିରୁ 100 ବସ୍ତା ଧାନ ଆଦାୟ ହୁଏ, 90 ବସ୍ତା ସେମାନଙ୍କୁ ଦବାକୁ ପଡୁଥିଲା। ଯଦି ନ ଦଉଥିଲ ତାହେଲେ 90 କରୋଡ ମାଡ ଖାଇଲା ବେଳେ ମରି ଯାଉଥିଲ। ତେଣୁ ଡରି ମରି ଲୋକ ସାର୍ ଦଉଥିଲେ। ଜଜିଆ କର ତେଣୁ ଯୋଉ ସାର୍ ଜଜିଆ କରରୁ ବ୍ରାହ୍ମଣ ମାନେ ଏକ୍ସେମ୍ପଟେଡ ଥିଲେ ସାର୍। ନିଶ୍ଚିତ ଭାବରେ ସେମାନେ କହିଥିଲେ, ଦେ ଆର୍ ସେମାନେ ଏକ୍ସେମ୍ପଟେଡ ଫ୍ରମ୍ କହିଥିଲେ ଜଜିଆ। ଯେ ସେମାନେ କହିଥିଲେ ତମେ ବିଦେଶୀ ଆମେ ବିଦେଶୀ, ଆମ ମାନଙ୍କର ଲକ୍ଷ୍ୟ ଗୋଟେ। ତେଣୁକରି ସିଏ ଲେଖିଥିଲେ ଆଲ୍ଲାହ ଉପନିଷଦ, ଲେଖିଥିଲେ ଆଲ୍ଲାହ ଉପନିଷଦ ଯେ ଆଲ୍ଲାହ ଇଜ ଗଡ, ଆଲ୍ଲାହ ଇଜ ଗ୍ରେଟ ଲେଖିଥିଲେ। ଆଉ ସେ କହିଥିଲେ ଯେ ଭିକ ମାଙ୍ଗ କେ ଖାଇବୋ ମସଜିଦ ମେ ଶୋଇବୋ। ଏଇଟା କିଏ ହଁ ଲେଖିଥିଲା? ତୁଳସୀଦାସ, ତୁଳସୀଦାସ କହିଥିଲେ। ବୁଝିପାରିଲେ? ବୁଝିଲେ? ସାର୍ ଆମେ ତେଣୁ ଟପିକ ଆପଣ ବାହାରକୁ ଆଉ ଯାଉଛନ୍ତି। ନାଇଁ, ମୁଁ ଆଉ ଟିକେ ଠିକ ଆଉ ଅଛି। ଗୋଟେ କହିଦଉଛି। ବର୍ତ୍ତମାନ ଆମେ ଯୋଉ ଏଇନା ଆପଣ କହିଲେ ଇଂରେଜ ମାନେ ଆମକୁ ନେଇକି ଶିଖେଇଲେ ବୋଲି ଭୁଲ ନାହିଁ। ମୋଗଲ 800 ବର୍ଷ ଯେତେବେଳେ ଶାସନ କଲେ, କାହା ମନରେ ଆସିନଥିଲା ମୋଗଲ ମାନଙ୍କୁ ପଠେଇବା ପାଇଁ ତାଙ୍କ ଦେଶକୁ। ଇଂରେଜ ମାନେ ଯେତେବେଳେ 200 ମାନେ 150 ବର୍ଷ ଶାସନ କଲେ, କାହା ମନରେ ଆସିନଥିଲା। ତେବେ ଆସିଲା କେତେବେଳେ? ଏଇଟା ସେତେବେଳେ ଆସିଲା ଯେତେବେଳେ ଏଠାର ମନୁବାଦୀ ଲୋକମାନେ ଗାନ୍ଧୀଙ୍କୁ କହିଲେ ବାପୁ ଏମାନଙ୍କୁ ଏଥର ପଠେଇବାକୁ ଚେଷ୍ଟା କର। ସେତେବେଳେ ମହାତ୍ମା ଗାନ୍ଧୀ ଗୋଟେ କହିଥିଲେ ଯେ କାହିଁକି ନା ସେମାନେ ବିଦେଶୀ ଲୋକ ନା। ଆରେ ସେମାନେ ବିଦେଶୀ, ତମେ କୋଉଠାର? ତମେ ତ ବି ବିଦେଶୀ ନା। ସେତେବେଳେ ତାଙ୍କ ମାଇଣ୍ଡରେ ଷ୍ଟ୍ରାଇକ୍ କରିଥିଲା ଯଦି ଏ ବୁଢା ପାଟି କରିବ ତାହେଲେ ସମସ୍ତେ କାଉ ଭଳିଆ ଚିଲେଇବେ। ତେଣୁ ଆକୁ ହିଁ ଖତମ କରିବା ରିୟଲିଟି ସାର୍ ଦରକାର। ତେଣୁ ରିୟଲିଟି ସାର୍ ଗାନ୍ଧୀ ଉପରେ ଶୁଣନ୍ତୁ ଆଜ୍ଞା ସାର୍ ଆଜ୍ଞା ଶୁଣନ୍ତୁ ନା ଟିକେ ଟିକେ ହଁ ବ୍ରେକ୍ କରନ୍ତୁ। ମୁଁ ଦ୍ରୌପଦୀ ମ୍ୟାଡାମଙ୍କୁ ରିକ୍ୱେଷ୍ଟ କରିବି ସେ ଯୋଉ ହଁ ଆସିଛନ୍ତି ବିଜି ସାର୍ ତାଙ୍କୁ ପଚାରନ୍ତୁ ସେ ହୁଁ। ଧାର୍ମିକ ଲୋକ ଆଉ କି ଧର୍ମ ଗ୍ରନ୍ଥକୁ ଅନୁସରଣ କରନ୍ତି କି ମାନନ୍ତି। ଆମ ପାଖରେ ସେଟା ଯୋଉ ଛାଡନ୍ତୁ ଥିଲା ଆଜ୍ଞା, ଧର୍ମ ମୁଁ ତାଙ୍କୁ ତାଙ୍କ ବୁଝେଇ କି ସେଇଥିରେ ଧର୍ମ ତାଙ୍କୁ କିଛି ନୁହଁ। କୋଶ୍ଚିନ୍ କରନ୍ତୁ। ଆରେ ଧର୍ମ କିଛି ନୁହଁ, ଧର୍ମ ଇଜ ନଥିଙ୍ଗ। ଧର୍ମର ନାଇଁ କୌଣସି ନାଇଁ ପରିଭାଷା ନାହିଁ। ଧର୍ମ ମୁଁ ସେ ଗୋଟେ କଥା ପନ୍ଥା, କହୁନି। ବୁଝିଲ? ସେ ଧର୍ମ ଗୋଟେ ଧର୍ମକୁ ପନ୍ଥା, ସାର୍ ଧର୍ମ ନାଇଁ କିଛି ନାହିଁ। ଶୁଣନ୍ତୁ, ଆମକୁ ସେ ସମ୍ବିଧାନ ଆମକୁ ଅଧିକାର ଦେଇଛି। ଧର୍ମଗତ ସ୍ଵାଧୀନତା ଆମର ଆର୍ଟିକଲ 25 ରୁ 28 ଯାଏଁ ଅଛି। ଯିଏ ଯେକୌଣସି ଧର୍ମକୁ ମାନି ପାରିବ, ଯିଏ ଯେକୌଣସି ଧର୍ମ ପାଇଁ ଟ୍ୟାକ୍ସ ପେ କରିପାରିବ, ଯିଏ ଯେକୌଣସି ଧର୍ମର ପ୍ରଚାର ପ୍ରସାର କରିପାରିବ। ଆର୍ଟିକଲ ଅଧିକାର ଅଛି, ଠିକ ଅଛି, 25 ରୁ କରନ୍ତୁ। 28 ଯାଏଁ ଏଟା ଦେଇଛନ୍ତି। କିନ୍ତୁ 19 ନମ୍ବର ଆର୍ଟିକଲ ବା ମତେ ଅଧିକାର ଦେଇଛି ବାକ୍ ସ୍ୱାଧୀନତା ଅଧିକାର। ଆପଣ ଆପଣଙ୍କ ଧର୍ମର ପ୍ରଚାର ପ୍ରସାର କରିପାରନ୍ତି। ଏଇଠି ଜଣେ ଲେଖିଛନ୍ତି ସବୁ ଧର୍ମ ବିଷୟରେ କାହିଁକି କହୁନ? ମୁଁ କାହିଁକି ସବୁ ଧର୍ମ ବିଷୟରେ କହିବାକୁ ଯିବି? ମୁଁ ମୋ ମୁଁ ଘରର ଯୋଉ ସଫା କରିବି ଧର୍ମରେ ପର ଜନ୍ମ ହେଇଛି, ଘର ମୁଁ ଯୋଉ ଧର୍ମରେ ଜନ୍ମ ହେଇଛି, ଯୋଉ ଧର୍ମ ମତେ ଅନାଦର କରିଛି, ମତେ ଛୁଇଁନି, ମୁଁ ସେଇ ଧର୍ମ କଥା କହିବି ନା। ମାନେ ଆପଣ ଏହା କହୁଛନ୍ତି ଯେ ମୋ ଘରେ ଖାଇତେ ନାହିଁ, ମୋ ମା ପଡିଛି ମଲା ଶଯ୍ୟାରେ, କିନ୍ତୁ ଯେହେତୁ ପଡୋଶୀର ମା ମରିଯାଇଛି ମୁଁ ସେଇଟାକୁ ଦେଖିକି ଖୁସି ହେବି ନା କଣ? ମୋ ଧର୍ମରେ ପରା ଏତିକି ଅଛି। ମୁଁ ନିଜେ ଫେସ୍ କରିଛି। ମୁଁ କାହିଁକି ଆଉ କୋଉ ଧର୍ମ ବିଷୟରେ କହିବି? ପ୍ରଥମ କଥା, ମୁଁ କୌଣସି ଧର୍ମକୁ ବିରୋଧ ହିଁ କରୁନି। ମୁଁ କହୁଛି ମୁଁ ଏଗୁଡାକ ଫେସ୍ କରିଛି। ବୁଝିପାରିଲେ କି? ଆପଣ ଆପଣଙ୍କ ଧର୍ମ ମାନନ୍ତୁ, ଯାହା କରିବାର ଅଛି କରନ୍ତୁ। ଆପଣଙ୍କୁ ସମ୍ବିଧାନ ଅଧିକାର ଦେଇଛି, କିନ୍ତୁ ସେଇ ସମ୍ବିଧାନ ମତେ ଅଧିକାର ଦେଇଛି 19 ବାକ୍ ସ୍ୱାଧୀନତା ଅଧିକାର, ଫ୍ରିଡମ ଟୁ ସ୍ପିଚ୍। ବୁଝିପାରିଲେ କି? ଆପଣ ଯଦି ଆପଣଙ୍କ ହିନ୍ଦୁ ଧର୍ମ ଆଗେ ଡିସାଇଡ୍ କରନ୍ତୁ। ଆପଣ ହିନ୍ଦୁ ନା ସନାତନୀ? ଆପଣ ସେଇ ଧର୍ମକୁ ବିଲଙ୍ଗ କରନ୍ତି, ସେ ଧର୍ମ ବିଷୟରେ ଆପଣ ନିହାତି କହିବେ। କିନ୍ତୁ ତା ପୂର୍ବରୁ ଛୋଟ ରିକ୍ୱେଷ୍ଟ, ଆପଣ ଟିକେ ପଢି ଦିଅନ୍ତୁ ଆପଣଙ୍କ ଧର୍ମ ଗ୍ରନ୍ଥ ଗୁଡାକ। ପଢିଦେଲା ପରେ ଆପଣଙ୍କର ଡାଉଟ୍ସ ଆହୁରି କ୍ଲିୟର ହେଇଯିବ। ହେଲା। ଆଉ ଯଦି କଣ କହିବାର ଅଛି କୁହନ୍ତୁ, ନହେଲେ ଆଉ କିଏ ଯଦି ଷ୍ଟୁଡିଓରେ ଅଛି ନିଅନ୍ତୁ ତାଙ୍କୁ। ନାଇଁ ମୁଁ ଏଇ ହିନ୍ଦୁ ଧର୍ମ ବିଷୟରେ ଗୋଟେ କଥା କହିବାର ଅଛି ବିଟୁ ବାବୁଙ୍କୁ। ଦୁନିଆରେ ଏତେ ଧର୍ମ ଅଛି, କୋଉ ଧର୍ମ ତା
धार्मिक लोक मना करनी जे मो धर्म ग्रंथ बही पढ़नी बेली किंतु ए हिंदू धर्म गोटे धर्म सी स्त्री लोक आ शूद्र मान कहूँ तुम बही पढ़नी धर्म बही तुम पढ़िया मना तुम ये इमित उद्भट धर्म कहले सब कह कौन तुम आम विरुद्ध कहूँ तुम तो जल जल से कम करुच आम तुम विरुद्ध कहीं कहू तुम तो निजे निज विरुद्ध कहूच ये लोक मंदिर पूरे पूरी इठी ब्राह्मण जीवनी सेवा कर से अलग घर आमर एमती अच्छी सेमती अच्छी तुम कौन कमन गोटे अच्छी कि ना गोटे कमन जाति छुआ छुआ जाति प्रथा ये गोटे कमन पाइबा आउ किसी कमन पाइबे हिंदू धर्म कमन है गोटे तथापि जुक्ति करने आसबे आम धर्म महान बहुत संस्कृति परंपरा अमक सम कि परंपरा ସେମାନେ feel ये धर्म କରୁଛନ୍ତି sir। ସେମାନେ ସେ ଫିଲ୍ ଜିନିଷଟା କରିବା feel କରୁଛନ୍ତି। ଫିଲ୍ କରିବେ ସେମାନେ କାରଣ ସେମାନେ ସେମାନେ ଗୋଟେ ସାଇଡ୍ superior ଦେଖା ନା। ହେଇଛି ନା ନାଇଁ ନାଇଁ ତାଙ୍କର ମିଷ୍ଟେକ୍ ବୋଲି ମୁଁ କହିବିନି ପିଲା ବେଳେ ଜିନିଷ ଚାଲି ତାଙ୍କୁ ଗୋଟେ ଲାଇନ୍ ଟା ଦେଖା ଯାଇଛି ସବୁଆଡେ ଦେଖ ମୁଁ କଣ ଦେଖୁନି ମୁଁ ଧାର୍ମିକ ଚ୍ୟାନେଲ ବି ଦେଖୁଛି ତାଙ୍କ କଥା ବି ଶୁଣୁଛି ଆମର ଯୋଉ ରାଷ୍ଟ୍ର କଥା ବି ଶୁଣୁଛି ମୁସଲିମ କଥା ବି ଶୁଣୁଛି ଖ୍ରୀଷ୍ଟିଆନ କଥା ବି ଶୁଣୁଛି ସମସ୍ତେ ଜିନିଷ ଆରେ ଖ୍ରୀଷ୍ଟିଆନ ମୁସଲିମ ମୁଁ ଯେଟା ପାର୍ସିକି ଯୋଉ ସିଣ୍ଟୋ କଥା ଯଦି ଏଠି ଗପିବି ସିଣ୍ଟୋ ଧର୍ମ ଏଠି ଅଛି ଜାପାନରେ ତାର କିଛି ଅର୍ଥ ଅଛି ସେମିତି ଏଠି ହିନ୍ଦୁ ଲୋକ ମେଜରିଟି ହିନ୍ଦୁ ଲୋକ ସଫରର ହିନ୍ଦୁ ଲୋକ ସବୁ ଅସୁବିଧାର ସେମିତି ଫେସ୍ କରୁଛନ୍ତି ମୁଁ ଆଙ୍କ କଥା କହିବି ନା ସେ ଜାପାନରେ କଣ ସମସ୍ୟା ହେଲା ମୁଁ ସେ କଥା ଏଠି ଗପିବି ଏ ଚ୍ୟାନେଲରେ କଣ ତାର ଅର୍ଥ ଅଛି ଲୋକ ସେ କଥା କହନ୍ତି ତମେ କାହିଁ ହିନ୍ଦୁ ଧର୍ମ ବିଷୟରେ କହୁଛ ଏଇଟା କୋଉ ଧର୍ମ କଥା କହିବି ଏଠି ବସିକି ମୁଁ କୋଉ ସମସ୍ୟା କଥା ଏଇ ଭାରତର ସମସ୍ୟା ନେଇ କହିବି ନା ଜାପାନ ନା ରଷିଆ ସମସ୍ୟା ଏଠି ଗପିବି ତାର କିଛି ଅର୍ଥ ଅଛି ଲୋକ ତ ବୁଝିବାକୁ ନାରାଜ ତମେ କାହିଁ ହିନ୍ଦୁ ଧର୍ମ ବିଷୟରେ କହୁଛ କଣ ତା ଦେହରେ କହିବ କଣ କାହିଁ ପଠାଣ ଏଇଠି ବିରୁଦ୍ଧରେ ଜଣେ କାହିଁ କହୁନ ମୁସଲିମ ବିରୁଦ୍ଧରେ କାହିଁ କହୁନ କମେଣ୍ଟ କରୁଛନ୍ତି ଯେ ଡ୍ରାଫଟିଂ କମିଟିରେ କେତେ ଜଣଙ୍କର ସାଇନ ଦରକାର ପଡିଥିଲା। ହଁ ଡ୍ରାଫଟିଂ କମିଟି ସାଇନ୍ କରିବେନି ସାଇନ୍ କରିବେ କେତେ 284 ନା ପଇସା ନେଇଛ କଣ ଦେଖନ୍ତୁ ମ୍ୟାମ୍ ମାଗଣା ଲେଖିଛୁ କି ପଇସା ନେଇଛ ଫାସିଲିଟି ନେଇଛ ସାଇନ୍ କରିବନି ପ୍ରଥମେ କନଷ୍ଟିଚ୍ୟୁଏଣ୍ଟ ଆସେମ୍ବଲିର ସଭ୍ୟ ଥିଲେ 399 ଜଣ ତା ଭିତରୁ 206 ମତେ ହସ ଲାଗେ ଯେମିତି ପାଠ ପଢେଇଲା ଭଳିଆ ଲାଗୁଛି ଆଉ ଶୁଣି ଦିଅନ୍ତୁ ତା ଭିତରୁ 296 ଜଣ ଇଲେକ୍ଟେଡ ଥିଲେ 93 ଜଣ ସିଲେକ୍ଟେଡ ଥିଲେ ଯୋଉ ରାଜା ରାଜୁଡା ପ୍ରିନ୍ସଲି ଷ୍ଟେଟ ଗୁଡାକ ଥିଲା ସେ ପୁଣି ଯୋଉ ଇଲେକ୍ଟେଡ ଥିଲେ 296 ଜଣ ପ୍ରଥମ କଥା ମୁଁ କହୁଛି ତା ଭିତରୁ ହୁଁ ଚାରିଟା ଯୋଉ ଦିଲ୍ଲୀ ଅଜମେର କୁର୍ଗ ବାଲୁଚିସ୍ତାନ ଏମାନେ ଅଲଗା ଥିଲେ 292 ଜଣ ଅଲଗା ଥିଲେ ପୁଣି ଯେତେବେଳେ ପାକିସ୍ତାନ ତିଆରି ହେଇଗଲା 90 ଜଣ ପଳେଇଗଲେ ଆଉ 299 ଜଣ ରହିଲେ ଏବେ ଆମର ଜାଣିପାରିଲେ ତ ଆମ୍ବେଦକର ନାଇଁ ନାଇଁ ମ୍ୟାଡାମ ଆମ ଆମ୍ବେଦକର କନଷ୍ଟିଚ୍ୟୁସନ ଆସେମ୍ବଲି ଇଲେକ୍ଟ ହେଇ କେମିତି ଗଲେ ଆମ ଇଣ୍ଡିଆ ତାଙ୍କୁ ଇଲେକ୍ଟ କରିଦେଲେନି ବାଂଲାଦେଶର ହଁ ଜଣେ ନେତା ଥିଲେ ଏକ୍ଜାକ୍ଟଲି ଦଳିତ ନେତା ଯୋଗେନ୍ଦ୍ର ମଣ୍ଡଳ ହଁ ସିଏ ହଁ କହିଲେ ମୋ ଜାଗାରେ ଠିଆ ମୁଁ ତତେ ଜିତେଇଲି ସେ ବହୁତ ପପୁଲାର ଲିଡର ଥିଲେ ସେଠି ଆମ୍ବେଦକର ପପୁଲାର ଥିଲେ ବଟ୍ ଆମ ଦଳିତ ଲୋକ ଭିତରେ ହାଇକାଷ୍ଟ ଭିତରେ ନଥିଲେ ପପୁଲାର କିନ୍ତୁ ଆମ୍ବେଦକର ସେପଟେ ଏରିଆରେ ପପୁଲାର ଥିଲେ ଏବଂ ସେ ଯୋଉ ଯୋଗେନ୍ଦ୍ର ମଣ୍ଡଳ ବହୁତ ପପୁଲାର ଥିଲେ ନେତା ହିସାବରେ ସିଏ ଆମ୍ବେଦକର କହିଲେ ମୁଁ ତ ଇଲେକ୍ଟ କରୁ ତୁ ଯାହା କରୁଛୁ ଆସେମ୍ବଲି ଯା ମୁଁ ତ ଏତେ ପାଠଶାଠ ପଢିନି ମୁଁ ଯାଇ ସେଠି କଣ କରିବି ବହୁତ ପପୁଲାର ଯୋଗେନ୍ଦ୍ର ମଣ୍ଡଳ ତାଙ୍କ ତ ଗୋଟେ ଭବିଷ୍ୟତ ଅଲଗା ପ୍ରକାର ତାଙ୍କର ଅତୀତ ଅଲଗା ପ୍ରକାରିଆ ସେ ଆଲୋଚନା କରିବା ନାହିଁ ଏଇ ଜିନିଷରୁ ସେମାନେ ସେଠିକି ଯାଇଥିଲେ ଆଉ କୁହନ୍ତୁ ବିଟୁ ବାବୁ କଣ କହୁଥିଲେ ହେଲେ ଆପଣ ଲିଭ୍ କରନ୍ତୁ ହଁ ନାଇଁ ବିଟୁ ବାବୁଙ୍କ ଠାରୁ ନବା କିଛି ତାଙ୍କ ଠାରୁ ଆନ୍ସର କିଛି ନବା ବିଟୁ ବାବୁ ଆପଣ ଜାତି ପ୍ରଥାକୁ ବିଶ୍ୱାସ କରନ୍ତି ବିଟୁ ବାବୁ ଏ ତ ନାଇଁ କହିବେ ବିଟୁ ଭାଇ ପ୍ଲିଜ ଅନମ୍ୟୁଟ କରନ୍ତୁ ଆଉ କୁହନ୍ତୁ କି ଜାତି ପ୍ରଥା ଆମ ପାଇଁ ସମାଜ ପାଇଁ କେତେ ହିତକର ଆଉ ତା ଆମେ ଫଳପ୍ରଦ ପାଉଛି ରହିବା ଆବଶ୍ୟକ କି ଅନାବଶ୍ୟକ ବିଟୁ ବାବୁ ବିଟୁ ବାବୁ ପ୍ଲିଜ ଆନ୍ସର ଦେଖନ୍ତୁ ବିଟୁ ବାବୁ ସେ ଅନମ୍ୟୁଟ ଆଇଡଲ ଅଛନ୍ତି କରୁନାହାନ୍ତି ତାଙ୍କୁ ଗୋଟେ କାମ କରନ୍ତୁ ଷ୍ଟୁଡିଓରୁ ଇଏ ବାହାର କରିଦିଅନ୍ତୁ ଷ୍ଟୁଡିଓ ବାହାର କରନ୍ତୁ ଆଉ ଯିଏ କିଏ ଅଛନ୍ତି ଷ୍ଟୁଡିଓକୁ ଆଣନ୍ତୁ ଆଉ ଯିଏ ଅଛନ୍ତି ତାକୁ ନିଅନ୍ତୁ ନାଇଁ ଷ୍ଟୁଡିଓରୁ ମୁଁ ତାଙ୍କୁ ଚାହୁଁନି ବାହାର କରିବା ପାଇଁ ତାଙ୍କ ଠାରୁ କିଛି ଶୁଣିବାକୁ ଚାହୁଁଛି କି ସେ ଚାହୁଁଛନ୍ତି କି ନାହିଁ ଏ ହଉ ବିଷୟରେ ତାହେଲେ ଠିକ ଅଛି ଆଉ ଜଣକୁ ସେଟା କାହାକୁ ଆଡ ବିଟୁ କରନ୍ତୁ ବାବୁ ଆଉ ଯୋଉଟା ସେଟା କହିଛନ୍ତି ସେ ତହସିଲଦାର ପିଅନ କଥା ଏକ୍ସାମ୍ପଲ ଦେଲେନି ଅଫିସ ଆନାଲୋଜି ପୁରା ଜାଣିକି ନା ବହୁତ ଲୋକ ସେ ସବୁ ଗୁଣ ଅଛି ହଁ ହଁ ଅଫିସ ସେଟା କହନ୍ତି କର୍ପୋରେଟ ମାନେ ଜିନିଷ ଆଣିକି ପୁରେଇକି ତାକୁ ହଁ କରିବା ହଁ ଜଷ୍ଟିଫାଇ ମାନେ କେମିତି ଜାତି ଗୋଟେ ଜଷ୍ଟିଫାଇ କରିବୁ ଆଉ କଣ କେମିତି ଗୋଟେ ଜଷ୍ଟିଫାଏ କରିବା ପାଇଁ ଜଷ୍ଟିଫାଇ କରିବୁ ଆଉ କଣ ଆରେ ମୂଳରୁ ରାସନାଲ ଡିଭିଜନ ଅଫ ଓଡିଆ ସାର୍ ଲେବର ଟା କାହିଁକି ହିଁ ଗୋଟେ ନାହାନ୍ତି କି? ଇଲୋଜିକାଲ ଜିନିଷ ये डिविजन ऑफ लेबर टा दरकारी नहीं सर इकोनॉमिक्स रे जोड़े पाठ पढ़ा हुए ପୁଣି ଇକୋନୋମିକ୍ ସାଇଡ୍ दरकारी ପଳେଇଲା नहीं ନାଇଁ ଆପଣ ନାଇଁ ଠିକ ସୋସାଇଟି ଡିଭିଜନ ଅଫ ଲେବର କଣ ନାଇଁ ଦରକାର ନାଇଁ ଠିକ डिविजन ऑफ सोसाइटी लेबर डिविजन ऑफ लेबर ସାର୍ କଣ ପାଇଁ ପ୍ଲିଜ ଜେନେରେସନ କଣ ଦରକାର नहीं सोसाइटी टा ही जेनरेशन गोटे टू जेनरेशन इंस्टीट्यूशन थिला
ନାଇଁ ନାଇଁ ଆମର ଯୋଉ सोसाइटी सोसाइटी टा थिला सेई थिला कथा रखुं छाड़े थिला कथा रखुं वर्तमान डिविजन ଏଇ ऑफ लेबर ଯେତେବେଳେ सोसाइटी ଥିଲା कोन दरकार ସେତେବେଳେ ଡିଭିଜନ ଅଫ ଲେବର ଥିଲା ସାର୍ ଯେତେବେଳେ ବର୍ତ୍ତମାନ सोसाइटी ନାହିଁ ଟା କିନ୍ତୁ ବର୍ତ୍ତମାନ କାହିଁ ରଖା ହେଇଛି ବର୍ତ୍ତମାନ ନାହିଁ କାହିଁ ରଖା ହେଇଛି ବର୍ତ୍ତମାନ ତୁମେ ବ୍ରାହ୍ମଣ ପୁଅ ଏକ୍ସାକ୍ଟଲି ବ୍ରାହ୍ମଣ କାହିଁ ହବ ନାଇଁ ସେଇଟାରେ ତ ମୁଁ ଡିଭିଜନ ରାଜି ଲେବର ନାହିଁ କାହିଁ ସାର୍ ରହିବ ବ୍ରାହ୍ମଣର ପୁଅ ଡିଭିଜନ ବ୍ରାହ୍ମଣ ଲେବର କେବେ ନାହିଁ ବି ରହିବନି ବିଟୁ ବାବୁ ବ୍ରାହ୍ମଣର ପୁଅ ବ୍ରାହ୍ମଣ ହଁ ନାହିଁ ହଁ କିନ୍ତୁ ଜେ ସାର୍ ଶୂଦ୍ର ଘରେ ବି ଜନ୍ମ ପ୍ଲିଜ ହେଇକି ସାର୍ ସେ ଟିକେ ଯଦି ପ୍ଲିଜ ଜ୍ଞାନ ମ୍ୟୁଟ ପାଇବ କରନ୍ତୁ ସେ ଯଦି ଜେ ସାର୍ ଲୋକ ମଙ୍ଗଳ କାର୍ଯ୍ୟ କରିବ ସେ ବ୍ରାହ୍ମଣ କିଛି କିଛି ଆଉ ନୁହେଁ ଯଦି ଆପଣଙ୍କ ବ୍ରାହ୍ମଣ ଯୁକ୍ତି ଗୁରା ଘରେ ସବୁ ଅବାନ୍ତର ଯୁକ୍ତିର କିଛି ସତ୍ୟତା ନାହିଁ ସମାଜରେ ଦେଖୁଛୁ ଯୋଉଟା ଆମେ ସେଇଟା କହୁଛୁ ଆପଣ ଯୋଉ ସବୁ ଥିଓରିଟିକାଲ ଯୋଉ ପଢେଇ ଦେଲା ଭଳିଆ କହୁଛନ୍ତି ଆସି ସେ ତ ଅଛନ୍ତି ଗୁଡାଏ ଲୋକ ଏମିତି ପଢିଲା ଭଳିଆ ଯୋଉଟା ପ୍ରାକ୍ଟିକାଲ ଚାଲିଛି ସେଇଟା କଥା ଯଦି କହିବେ ଆଉ ଗ୍ରହଣୀୟ ହବ ଇମ୍ପ୍ରାକ୍ଟିକାଲ କଥା କୁହନ୍ତୁନି ହ୍ୟାଲୋ ଠିକ ଜୟ ଅଛି ହିନ୍ଦ୍ ଆପଣ ମାନେ ଜାରି ରଖନ୍ତୁ ଆଲୋଚନା। ଜୟ ଭୀମ ସମସ୍ତଙ୍କୁ ମୁଁ ରହିଲି। ଗୁଡ୍ ନାଇଟ୍ ଗୁଡ୍ ନାଇଟ୍ ଗୁଡ୍ ନାଇଟ୍। ନିଶ୍ଚିନ୍ତ ସାର୍ ନିଶ୍ଚିନ୍ତ ରାସନାଲ ଓଡିଆ ଭାଇଙ୍କୁ ଜଏନ କରନ୍ତୁ ହେଲା। ହଁ ଯେ ହଁ ବିଟୁ ବାବୁ ଆପଣଙ୍କର ଥ୍ୟାଙ୍କ କଣ ପ୍ରକୃତ ଉଦ୍ଦେଶ୍ୟ କଣ ଆକ୍ଚୁଆଲି ଆମର ଉଦ୍ଦେଶ୍ୟ ହଉଛି ଆମେ ସମାଜରେ ସମାନତା ଆଣିବାକୁ ଚେଷ୍ଟା କରୁଛୁ ଏଜୁକେସନ ସାଇନ୍ସ କୁ ଆଗେଇ ନେବାକୁ ଚେଷ୍ଟା କରୁଛୁ ଜାତି ପ୍ରଥା ଅନ୍ଧବିଶ୍ୱାସକୁ ହଟେଇବାକୁ ଚାହୁଁଛୁ ଏତିକି ହଉଛି ମୁଖ୍ୟ କଥା ଆମର କୌଣସି ଧର୍ମ ଏକ୍ସାକ୍ଟଲି ରହିଲା କେତେ ନ ରହିଲା କେତେ ଆମର ଯିବା ଆସିବା କିଛି ଯାଏସ ନାହିଁ ଅନ୍ୟ ଦେଶ ବହୁତ ଆଜ୍ଞା ଆଗକୁ ଯାଉଛନ୍ତି ସୁରକ୍ଷିତ ଅଛନ୍ତି ସେମାନେ ନିଜର ଟେକ୍ନୋଲୋଜି ବଢାଉଛନ୍ତି ତ ଏବଂ ଆପଣ ଚାଇନା ଗୋଟେ ଟେକ୍ନୋଲୋଜି ସାଇନ୍ସ ଡୁପ୍ଲିକେଟ ସୂର୍ଯ୍ୟ ବିଷୟରେ ତିଆରି ଦିଅନ୍ତୁ କରିସାରିଲେଣି ଆପଣ ଟେକ୍ନୋଲୋଜି ହଁ ସାଇନ୍ସ ବିଷୟରେ ସେମିନାର କରନ୍ତୁ ଜ୍ଞାନ ଦିଅନ୍ତୁ ଆମର ଆପଣ ନାଇଁ ନାଇଁ ଆପଣ ଧର୍ମକୁ ଏଇଟା କାହିଁକି କଣ କାହିଁ ନୋଉଛନ୍ତି ବାଧୁଛି ଆମର ଆପଣଙ୍କୁ ଅଲଗା ଅଲଗା ଟପିକ ଆଜ୍ଞା ପ୍ରତ୍ୟେକ ଦିନ ଅଲଗା ଅଲଗା ଟପିକ ରେ ଆମର ହଉଛି ଆଜି ଯୋଉ ଟପିକ ଥିଲା ଆଜି ସେଇ ବିଷୟରେ ଆଲୋଚନା ହବ ସାଇନ୍ସ ଯେ ଟେକ୍ନୋଲୋଜି ଆପଣ ଆଗେଇ ପାରୁନି ପ୍ରତ୍ୟେକ ଦେଖ ଏଇ ଯୋଉ ଅନ୍ଧବିଶ୍ୱାସ ରୂଢି ପ୍ରଥା ସକାଶେ ସାଇନ୍ସ ଟେକ୍ନୋଲୋଜି ଆମେ ଆଗେଇ ପାରୁନେ ପଛଉଛୁ ଆପଣଙ୍କର ତ ସାର୍ ସବୁ ଆଲୋଚନା ସବୁ ଯାହାବି ଆପଣ ଛାଡନ୍ତି ସବୁଥିରେ ଟାର୍ଗେଟ ମାନେ ସେଟା ଗୋଟେ କ୍ରିଟିକାଲ ୱେରେ ଆପଣ କରନ୍ତି ଯେମିତି କି ପିନ୍ ପଏଣ୍ଟ କରିପାରିବେନି କିନ୍ତୁ ଆପଣ ସେଟା କାଇଦା କରିକିରି ସେଟା ନାଇଁ ନାଇଁ ହିନ୍ଦୁ ଧର୍ମକୁ ଶୁଣନ୍ତୁ ଟାର୍ଗେଟ ଆମେ କରନ୍ତି ଆମେ ପିନ୍ ପଏଣ୍ଟଲି ଶୁଣନ୍ତୁ ହିନ୍ଦୁଜିମରେ ଆମେ କାଷ୍ଟିଜିମ ଟାକୁ ଆମେ ହିନ୍ଦୁ ବିରୋଧ କରୁଛୁ ମୁଁ କହିବୁ ତା ବିଷୟରେ ଆକ୍ଚୁଆଲି ସାର୍ ଶୁଣନ୍ତୁ ଆପଣ ଖାଲି ପ୍ରତ୍ୟେକ ହିନ୍ଦୁ ଜିନିଷର ଧର୍ମର ମୂଳ କାହିଁକି ହଉଛି ମଙ୍ଗଳ ଚିନ୍ତା ହିନ୍ଦୁ କରୁଛନ୍ତି ଧର୍ମ କାରଣ ଆପଣ ମ୍ୟାକ୍ସିମମ୍ ଲୋକ ଖ୍ରୀଷ୍ଟିଆନ ହିନ୍ଦୁ ମାନଙ୍କର ଧର୍ମ ଅଛନ୍ତି ମୁସଲିମ ହିନ୍ଦୁ ଧର୍ମ ମାନଙ୍କର ଲୋକ ବି ବେଶୀ ଚିନ୍ତା କରନ୍ତୁ ପ୍ରଫିଟ ହେଇକି ଅଛନ୍ତି ସାର୍ ସାର୍ ମୁଁ ଆପଣ ଆରବରେ କଣ ଖ୍ରୀଷ୍ଟିଆନ ସମସ୍ୟା ଆଉ ନେଇ କାହିଁକି ମୁସଲିମ କହିବି ମାନଙ୍କର ବିରୋଧୀ କି ଆପଣ ନାଇଁ ନାଇଁ ଚାହୁଁନାହାନ୍ତି ଆପଣ କି ଖ୍ରୀଷ୍ଟିଆନ ଆଉ ଆରବରେ ମୁସଲିମ କଣ ମାନଙ୍କର ବି ସମସ୍ୟା ଆମେ ଉନ୍ନତି କାହିଁ ସେ ହଉ ସମସ୍ୟା ଆଲୋଚନା କରିବୁ ମୋ ଘରର ସମସ୍ୟା ମୁଁ ଆଲୋଚନା କରିବି ନା ପଡିଶା ଘର ସମସ୍ୟା ଆଲୋଚନା ଆପଣଙ୍କର କରିବି କୋଉ ଘର ସାର୍ ଆପଣଙ୍କର ଘର ଆଁ ହିନ୍ଦୁଟା ଆପଣଙ୍କର ଘର କି ଆମେ ଯୋଉଠି ଜନ୍ମ ନାଇଁ ନାଇଁ ହେଇଛୁ ହିନ୍ଦୁ ସେଇଟା ଘର ହଉଛି ନୁହେଁ ଯୋଉ ଆମର ଘର ସମାଜଟା ଅଛି ଇଣ୍ଡିଆନ ବୁଝିଲେ କି ନାଇଁ ସୋସାଇଟି କଥା ମୁଁ କହୁଛି ଆମେ ଆମ ଇଣ୍ଡିଆନ ସୋସାଇଟି ସମାଜର ଏଇଟା ହିନ୍ଦୁ ସୋସାଇଟି ଯୋଉମାନେ କି ନାଇଁ ନାଇଁ ମୁଁ ଇଣ୍ଡିଆନ ସେଇ କଥା ସୋସାଇଟିଟା କହୁଛି ବା ହିନ୍ଦୁ ସୋସାଇଟି ଇଣ୍ଡିଆନ କି ସୋସାଇଟିରେ ଯୋଉ ମ୍ୟାକ୍ସିମମ୍ ଲୋକ ଯୋଉ କଲଚରରେ ଅଛନ୍ତି ସେ କଲଚର ବିରୁଦ୍ଧରେ କହୁଛୁ ଯୋଉ ବ୍ରାହ୍ମଣବାଦରେ ଗ୍ରସିତ ସେ ବ୍ରାହ୍ମଣବାଦ ବିରୁଦ୍ଧରେ କହୁଛୁ ଆମେ ବୁଝିପାରିଲେ ମାନେ ଆମ ସାଙ୍ଗେ ଯଦି କିଏ ଯିଏ ମୁସଲିମ ଲୋକ ଖ୍ରୀଷ୍ଟିଆନ ଲୋକ ଯୋଡି ହେବେ ଆମେ ତାଙ୍କୁ ମଧ୍ୟ ସେ କଥା କହିବୁ ଆପଣଙ୍କ ସହିତ ସାର୍ଟିଫିକେଟ ନେବା ଦରକାର ଯଦି କି ଖ୍ରୀଷ୍ଟିଆନ ମୁସଲିମ ଲୋକ ଆସନ୍ତି ଆମେ ତାଙ୍କ ସହିତ ଆଜ୍ଞା ଖ୍ରୀଷ୍ଟିଆନ ଇସଲାମ କଥାବାର୍ତ୍ତା କରିବୁ ସାର୍ ବୁଝିପାରିଲେ ଆମେ ଆପଣ ତ ସେମିତି ବୋଗସଟାରେ ଆକାଶକୁ ଛୋପ ପକେଇଲା ଭଳିଆ ଖ୍ରୀଷ୍ଟିଆନ ମୁସଲିମ ବସିକି ଗପିବୁ ତାଙ୍କ ବିରୁଦ୍ଧରେ ଆପଣ ତ ଯଦି କୌଣସି ଖ୍ରୀଷ୍ଟିଆନ ରାସନାଲ ଭାଇ ଆମର ଆସନ୍ତି କି ମୁସଲିମ ଭାଇ ଆସନ୍ତି ଆମେ ତାଙ୍କ ସହିତ ଖ୍ରୀଷ୍ଟିଆନିଟି ବୁଦ୍ଧିଷ୍ଟ ଲୋକ ଆସିଲେ ବୁଦ୍ଧିଷ୍ଟ ବିହେଭିୟର କଥାବାର୍ତ୍ତା କରିବୁ ତାଙ୍କ ଧର୍ମରେ କଣ ଠିକ ସମସ୍ୟା ଅଛି କଣ ହଉଛି କଣ ନାହିଁ ସେ ସମସ୍ୟା କରୁ ଆପଣ ଯେହେତୁ ଦେଖନ୍ତୁ ହିନ୍ଦୁ ହେଇକି ଆଇଛନ୍ତି ଆମେ ଆପଣ ହିନ୍ଦୁ ହିନ୍ଦୁ ବିଷୟରେ କଥାବାର୍ତ୍ତା ଧର୍ମରେ କରୁଛୁ ଜନ୍ମ ହେଇଛୁ ଠିକ ଆମେ ଅଛି ହିନ୍ଦୁ ମୁଁ ସେ ଧର୍ମରେ ବିଷୟରେ ଜନ୍ମ ହେଇଛୁ ଆମ ପରିବାର ଲୋକ ବି ହିନ୍ଦୁ ଅଛନ୍ତି ଆମର ସାହି ପଡିଶା ଲୋକ ବି ହିନ୍ଦୁ ଅଛନ୍ତି ଆମ ସାଙ୍ଗସାଥି ବି ହିନ୍ଦୁ ଅଛନ୍ତି ଆଉ ଆମେ ଆମ ଧର୍ମରେ ଥିବା ପ୍ରୋବ୍ଲେମ ଟାକୁ ଆମେ ସଲ୍ଭ କରିବାକୁ ଚେଷ୍ଟା କରୁଛୁ ଏଇଟା କିଛି କୌଣସି ଖରାପ ଜିନିଷ ସଲ୍ଭ ନୁହଁ କରିବାକୁ ଆମେ ତାଙ୍କ ଚେଷ୍ଟା ଯୋଉ ଧର୍ମ ବିଷୟରେ କରୁଛନ୍ତି ସଫିସିଏଣ୍ଟ ତାକୁ ଜିନିଷ ଜାଣିନୁ ଭଲ ଉପାୟରେ ତାଙ୍କ କରିବେ ନା ଧର୍ମ ସାର୍ ବିଷୟରେ କହିବା ପାଇଁ ଆପଣ ତାଙ୍କର ବି ତାଙ୍କୁ କଷ୍ଟ ଦେବେ ଆର୍ଟିଷ୍ଟ ଯଦି ମାନେ ତାଙ୍କ ଅଛନ୍ତି ମନରେ କଷ୍ଟ ଏକ୍ସ ଦେବେ ଯଦି ମୁସଲିମ ଆର୍ଟିଷ୍ଟ ଅଛନ୍ତି ଖ୍ରୀଷ୍ଟିଆନ ମାନେ ବି ଅଛନ୍ତି ସେମାନେ ଅଛନ୍ତି ଅଛନ୍ତି କହୁଛନ୍ତି ଅଛନ୍ତି ଆପଣ ଦେଖନ୍ତୁ ଜାବେଦ ଜାଫର ଅଖତର କିଏ ହେରେଟିକ ଅଛି ଜାଣିଛନ୍ତି କିଏ ଜାବେଦ ଅଖତର କିଏ ଅଛନ୍ତି କିଏ ଜାଣିଛନ୍ତି ଆପଣ ଜାଭେଦ ଅଖତର ହଁ ଜାଭେଦ ଅଖତର ରାଇଟର କଥା କହୁଛନ୍ତି ହଁ ହଁ ହୁଁ ଜାଣିଛନ୍ତି ଆପଣ ହଁ ସିଏ ଜାଭେଦ କେମିତି ଅଖତର କୁହନ୍ତି ଆମର ଜାଣିଛନ୍ତି ତାଙ୍କ ଧର୍ମକୁ ମୁଁ ଜାଣିଛି ସାର୍ ସେଇ ଦେଖିଛନ୍ତି ସବୁ ଧର୍ମରେ କିଛି ବିରୋଧୀ ଥାନ୍ତି କିଛି ସାପୋର୍ଟର ଥାନ୍ତି ଅନ୍ଧଭକ୍ତ ବି ଥାନ୍ତି ସବୁ ଧର୍ମରେ କେହି କେହି ହଁ ଜ୍ଞାନୀ ଥାନ୍ତି ବହୁତ ଅଳ୍ପ ଥାନ୍ତି ଜ୍ଞାନୀ ଆଉ ଆପଣ ମ୍ୟାକ୍ସିମମ୍ ସବୁ ଆମେ ଆମେ ଧର୍ମାନ୍ଧ ହିଁ ଆମେ ଥାନ୍ତି କେବେ କହିଛୁ ଆମେ କେବେ କହିଛୁ ହିନ୍ଦୁ ଧର୍ମ ଟାକୁ ପୃଥିବୀରୁ ବିଲୋପ କରିଦିଅ ବା ମାନେ ଶେଷ କରିଦିଅ ବୋଲି କହିଛୁ କେବେ କିନ୍ତୁ ସାର୍ ଯୋଉ ଆମେ ହିନ୍ଦୁ କହିଛୁ ଏଇ ଲୋକମାନେ ଆପଣଙ୍କର ଧର୍ମରେ କଥା ଥିବା ଶୁଣିବେ ଏଇ ବା ଯୋଉ ପ୍ରୋବ୍ଲେମ ପୋଷ୍ଟର ଅଛି ଦେଖିବେ ତାଙ୍କ ମନ ତ କଷ୍ଟ ହବ ନା ଆପଣଙ୍କ ସେମାନେ ଆପଣଙ୍କୁ ଶୁଣନ୍ତୁ କହି ନ କଷ୍ଟ ହଉ ପାରନ୍ତି କଣ ଆପଣଙ୍କ ଧର୍ମର ସେମାନେ କଷ୍ଟ ଶୁଣନ୍ତୁ କାମ କାହିଁ ଶୁଣନ୍ତୁ କରୁଛନ୍ତି ମାନେ ଆପଣଙ୍କ ଆପଣଙ୍କୁ ଧର୍ମର ବି କଷ୍ଟ ଜାତିବାଦ ଦବା ଖତମ ରକମ ସେମାନେ କରନ୍ତୁ କହିବେ ଶୁଣନ୍ତୁ ପଛୁଆ ବର୍ଗ ନାଇଁ ନାଇଁ କହିବେ ବିଟୁ ବାବୁ ଭିକ ବିଟୁ ବାବୁ ନଉଛ ବିଟୁ ବାବୁ କହିବେ ବିଟୁ ବାବୁ ଆପଣଙ୍କୁ ଆପଣଙ୍କ କଷ୍ଟ ହବ ଧର୍ମର ଜାତିବାଦ ଖତମ କରନ୍ତୁ କାଷ୍ଟିଜିମ ଖତମ କରନ୍ତୁ ପାଖଣ୍ଡବାଦ ଖତମ କରନ୍ତୁ ଯେ ବାବା କଲଚର ଖତମ କରନ୍ତୁ ଆଉ ଅନ୍ଧବିଶ୍ୱାସ ଖତମ କରନ୍ତୁ ଆମର ଆପଣ ଧର୍ମ ବିଷୟରେ କହିବାର କୌଣସି ଅଧିକାର ନାହିଁ ଆଉ କିଛି କହିବୁନି ଆମେ ଖୁସି ହବୁ ସେ ଧର୍ମ ଯେତିକି ସାର୍ ଯେତିକି ଆପଣ ଧର୍ମ ଅଛି ସବୁ ହେତୁବାଦୀ ଧର୍ମ ତ ଆମେ ଧର୍ମକୁ ମୁଣ୍ଡେଇକି ବୁଲିବୁ ତାପରେ ଆପଣ ଆମର ହେତୁବାଦୀ ତ କିଛି ସାର୍ ଦରକାର ନାହିଁ ସେ ଧର୍ମ ଆପଣ ନିଶ୍ଚୟ ଭାବରେ ହେତୁବାଦୀ ହେତୁବାଦୀ ତ ହୁଁ ହେତୁବାଦୀ ଆମେ ମାନେ ବାସ୍ତବବାଦୀ ହେତୁବାଦୀ ନୁହେଁ ବାସ୍ତବବାଦୀ ଆମେ
ବାସ୍ତବବାଦୀ ତ ଆମେ ହେତୁବାଦୀ, ବାସ୍ତବବାଦୀ, ତର୍କବାଦୀ, ଆମେ ହ୍ୟୁମାନିଷ୍ଟ, ମାନବବାଦୀ, ହ୍ୟୁମାନିଷ୍ଟ ଓକେ ଏଇସବୁ ବାଦୀ ଆମେ। ଧର୍ମ ସହିତ ତ ଆପଣଙ୍କର କିଛି ଲେନଦେନ ନାହିଁ କୌଣସି ଧର୍ମ ସହିତ ଆପଣଙ୍କର କିଛି ଲେନଦେନ ନାହିଁ ଆପଣ ଧର୍ମରେ ବିଶ୍ୱାସ ଧର୍ମ ହିଁ ସହିତ କରନ୍ତି ଆମର କୌଣସି ସମ୍ପର୍କ ନାହିଁ, କିନ୍ତୁ ଧାର୍ମିକ ବ୍ୟବସ୍ଥା, କୌଣସି ସମ୍ପର୍କ ଧାର୍ମିକ ନାହିଁ। ଧାର୍ମିକ ଯୋଉ ପାଖଣ୍ଡବାଦ ଚାଲିଛି, ସେ ପାଖଣ୍ଡ ଦ୍ଵାରା ଆମର କ୍ଷତି ହଉଛି, ସମାଜର କ୍ଷତି ହଉଛି। ସେ କଥା ଆମେ କିନ୍ତୁ ଲୋକମାନଙ୍କୁ ଜାଗ୍ରତ କରୁଛୁ ଯେ କୋଉ ଏଇ ସବୁ ଧର୍ମର ଜିନିଷ ସହିତ ତମର ପାଖଣ୍ଡତା ନାହିଁ କ୍ଷତି ନା ହଉଛି, କୋଉ ତମେ ଏଥିରୁ ବାହାରି ପଲିଟିସିଆନ ଆସ। ପାଖଣ୍ଡତା ନାହିଁ ଏଚ୍ ଅଛି ଯୋଉ ସମ୍ବିଧାନ ନାଇଁ ନାଇଁ 51 ଏଚ୍ ଯୋଉ ଅଛି ସାଇଣ୍ଟିଫିକ ଟେମ୍ପରେଚର ବଢେଇବା, ସେଟା ଆମର କର୍ତ୍ତବ୍ୟ ବୋଲି ଲେଖା ହେଇଛି ବୋଲି ସେ ଜିନିଷଟା ଆପଣ ପଢିଛନ୍ତି ନା ନାହିଁ? ଆମର କେତେ ଆଉ ସେଟା ଆମେ କନଷ୍ଟିଟ୍ୟୁସନାଲ ଡ୍ୟୁଟି ବି ଅଛି, ସେ ଡ୍ୟୁଟି କୁ ଆମେ ଫିଲଅପ ଅନ୍ତର୍ବିଶ୍ୱାସକୁ କରୁଛୁ। ନ ହଟେଇକି ଏ କାମଟା ଓକେ କେମିତି କରିବୁ କୁହନ୍ତୁ? ସେଇ ଅଧିକାରଟା ତ ସମସ୍ତଙ୍କର ଅଛି ସାର୍ ଧର୍ମ ସହିତ ଟେମ୍ପରମେଣ୍ଟ ହଁ ବଢେଇବାର ଅଛି, ନିଶ୍ଚୟ ଅଛି। କିଏ ଆପଣ ପାଳନ କରନ୍ତୁ, କରୁଛି, କିଏ ପାଳନ ଟେମ୍ପରମେଣ୍ଟ କରୁନି। ବଢେଇବାର ଆପଣ କରନ୍ତୁ, ଆମ ସହିତ ଯୋଡିକି ଆପଣ କରନ୍ତୁ। ନାଇଁ ନାଇଁ ସାର୍ ମାନେ ଏମିତି ଏଇ ଯୋଉ ଟେମ୍ପରମେଣ୍ଟ ବଢେଇବା କଥା କହିଲେ ଆପଣ ଯଦି ସମାଜର ଭଲ ଚାହୁଁଛନ୍ତି ଆପଣ କେମିତି ଭାବରେ ବ୍ରିଜ ତିଆରି କରିବେ ଆପଣ ସେଇଟା ଚିନ୍ତା କରିବେ ନାଇଁ ଆପଣ ନାଇଁ ବ୍ରିଜ ସିଏ ବିଷୟରେ ଅନ୍ଧବିଶ୍ୱାସକୁ ଶୁଣନ୍ତୁ ନ ବିଟୁ ବାବୁ, ହଟେଇକି ଆପଣ କେମିତି କରିବେ କୁହନ୍ତୁ? ସିଏ ନାଇଁ ନାଇଁ ବିଟୁ ବାବୁ, ସେ ବିଷୟରେ ଆପଣଙ୍କୁ ଆମେ ପରାମର୍ଶ ନବାକୁ ଚାହୁଁନୁ। ଆପଣ ବି ପରାମର୍ଶ ଦେବା ଦରକାର ନାହିଁ। ଆମେ ରୋକଟକ ମୁଁ କହିଦଉଛି ଆପଣଙ୍କୁ। ପରାମର୍ଶ ନ ଆପଣ ସେତିକି ନିଅନ୍ତୁ ଜ୍ଞାନ କିନ୍ତୁ ଥିଲେ ଆମେ ଆପଣ ଆପଣଙ୍କୁ ନେଇଥାନ୍ତୁ। ଆପଣ ଯୋଉ ଭଳିଆ ଯୁକ୍ତି କରିକି ଆରମ୍ଭ କରୁଛନ୍ତି କଥାକୁ, ସେଥିରେ ଆପଣଙ୍କୁ ଜାଣୁଛୁ। ଆମର ଆପଣଙ୍କଠୁ ପରାମର୍ଶ ନେବା ଦରକାର ହିଁ ନାହିଁ। ଆପଣ ଓକେ, ନେଇ ବି ପାରିବେ ନାହିଁ ସାର୍ ଯୋଉ ପାତ୍ରରେ ଯୋଉ ନାଇଁ ନାଇଁ ମୁଁ ଜିନିଷ ଦରକାର ଧରିବ ନାହିଁ ଆପଣଙ୍କୁ, ସେଇଥିରେ ଆପଣଙ୍କୁ ସେଇଆ ହିଁ ପରାମର୍ଶ ରହିବ ଦରକାର ନାହିଁ ଆପଣଙ୍କୁ। ଆମେ ଜାଣିଛୁ ଆପଣଙ୍କ ପରାମର୍ଶ କଣ, ମୁଁ ଜାଣିଛୁ ପରାମର୍ଶ ଦରକାର ନାହିଁ ଆପଣଙ୍କୁ। ଆଜ୍ଞା ଆଜ୍ଞା ନାଇଁ ଆଜ୍ଞା ଆପଣ ନିହାତି ଡାଇରେକ୍ଟଲି ଇନଡାଇରେକ୍ଟଲି ଆଜ୍ଞା ସେଇ ଗୋଟେ ଜିନିଷକୁ ପୁଣି ମିନିଟ୍ ଇମ୍ପୋଜ କରିବାକୁ ଓକେ ଚାହୁଁଛନ୍ତି, ରିଇନ୍ଫୋର୍ସ କରିବାକୁ ସାର୍ ଚାହୁଁଛନ୍ତି। ସାର୍ ଗୋଟେ ଓକେ ମିନିଟ୍ ବର୍ତ୍ତମାନ ଆଚ୍ଛା ଠିକ ଅଛି ଆପଣ ଯୋଉ କହୁଛନ୍ତି ହିନ୍ଦୁ ଧର୍ମ ମହାନ ଏବେ ବର୍ତ୍ତମାନ ଗୋଟେ ରାମ ମନ୍ଦିର ତିଆରି ହେଲା ଉତ୍ତରପ୍ରଦେଶରେ ଅଯୋଧ୍ୟାରେ ଆଜ୍ଞା ଆମ ଦେଶ ପାଇଁ କଣ ଆଜ୍ଞା ଲାଭ ହେଇଛି କୁହନ୍ତୁ କୁହନ୍ତୁ ସାର୍ ଆମ ଏଇପାଇଁ ଦେଶ ମୁଁ କହୁଛି ହିନ୍ଦୁ ଧର୍ମ ମହାନ କାରଣ ସମସ୍ତେ କୁହନ୍ତି ଯେ ମୋ ବାପା ମା ବଡ ସମସ୍ତଙ୍କର ପାଇଁ ସମସ୍ତଙ୍କର ମା ବାପା ବଡ ନାଇଁ ଆପଣଙ୍କର ନାଇଁ ପାଇଁ ଆପଣଙ୍କର ମା ଆପଣ ବାପା ବଡ ଆପଣ ମୋ ପାଇଁ ମୋ ମା ବାପା ବଡ ଶୁଣନ୍ତୁ ନାଇଁ ନାଇଁ ଆପଣ ପଏଣ୍ଟରେ କଥାବାର୍ତ୍ତା କରନ୍ତୁ ବୁଲାନ୍ତୁନି ହଁ ବର୍ତ୍ତମାନ ଯୋଉ ରାମ ମନ୍ଦିର ତିଆରି ହେଲା ଭାରତରେ ଏତେ କରୋଡ ହଁ ଟଙ୍କା ଖର୍ଚ୍ଚ ହେଲା ଆମ ଦେଶ ହଁ ପାଇଁ କଣ ଲାଭ ହେଲା କୁହ କଣଟା ସାର୍ କଣ ଲାଭ ହେଇଛି କଣ ଲାଭ ହେଲା କୁହ ନା କେତେ ହଁ କଣ ଆଚ୍ଛା ଲାଭ ଆଚ୍ଛା ହେଇଛି ଆମ ଦେଶର ଜିଡିପି ରେଭିନ୍ୟୁ ବଢିଲା ରେଭିନ୍ୟୁ ଟୁରିଷ୍ଟରେ ନାଇଁ ରେଭିନ୍ୟୁ ନାଇଁ ଇନକମ୍ କେତେ ହେଇଛି ନାଇଁ ଟୁରିଷ୍ଟ ରେଭିନ୍ୟୁ ଛାଡନ୍ତୁ ଆମ ଦେଶର କଣ ସାଇଣ୍ଟିଫିକ ପାଇଁ ଛାଡିଦବା ଡେଭଲପମେଣ୍ଟ ସେଇଟା ହେଲା ତ କିଛି ଇନକମ୍ ସୋର୍ସ ଆଁ? ନାଇଁ ନା ନାଇଁ ନା ନା ସେଇ ସେଇଟା ତ ସେଇଟା ପଇସାଟା ହେଲା ତ ରେଭିନ୍ୟୁ ହେଲା ଆଁ? ସାର୍। ସେଇ ନାଇଁ ନାଇଁ ମନ୍ଦିରରୁ ଯୋଉ ଆପଣଙ୍କର ପଇସାଟା ଆସିବ ସରକାର ତ ଖର୍ଚ୍ଚ କରିବ ମନ୍ଦିର ଆଚ୍ଛା ସେ ପଇସା କିଏ ନଉଛି ବର୍ତ୍ତମାନ ସେ ଯୋଉ ହେଲା ଏବେ ପୁରୀ ମନ୍ଦିରରେ ଯୋଉ ପଇସା ହୁଣ୍ଡିରେ ପଡୁଛି ସେଥିରୁ ବ୍ରାହ୍ମଣ ମାନେ ଆଜ୍ଞା ନଉଛନ୍ତି 30% ହେଲା ଆମ ଦେଶ ହଁ ଆମର ରାଜ୍ୟକୁ କେତେ ଆସୁଛି ରାଜ୍ୟକୁ କିନ୍ତୁ କୁହ ଆପଣ ମାନେ ତ ଟଙ୍କା ଗୋଟେ ବି ଦେଇତେ ନାହିଁ ସେଇ ହୁଣ୍ଡିରେ ଆମେ ନାଇଁ ଆପଣ ନାଇଁ ମାନେ ତ ଆପଣ ଯୋଉ ଟଙ୍କା ଗୋଟେ ବି ଦଉଛନ୍ତି ଦେଇତେ ନାହିଁ ସେଠି ଆରେ ଆପଣ ଯୋଉ ସମ୍ପତ୍ତିର ଦଉଛନ୍ତି ଟଙ୍କା ଅପବ୍ୟବହାର ସେ କଥା ପଡିଛି, କିଏ ଦଉ ନଦଉ ସେଇଟା ବଡ କଥା ଆପଣ ନୁହେଁ। ମାନେ ତ ସେଠି ଆପଣ ଟଙ୍କା ଗୋଟେ ସେଟା ଆମର ଦଉନାହାନ୍ତି ଆପଣଙ୍କର ଆମର କାହିଁ ରାଜ୍ୟ ଚିନ୍ତା ପାଇଁ ହଉଛି ଶୁଣନ୍ତୁ ଆମ ଦେଶ କେତେ ପାଇଁ କଣ ନଉଛି ଲାଭ କେତେ ହଉଛି ଆପଣ ନଉଛି ଗୋଟେ ହସ୍ପିଟାଲ ଆପଣ ଖୋଲିବାକୁ ଆରମ୍ଭ ଦେବାରେ କଣ କରନ୍ତୁ, ଲାଭ ସକ୍ଷମ ହଉଛି ନାହିଁ ବୃଦ୍ଧାଶ୍ରମ କିନ୍ତୁ କିଏ ଖୋଲିବାକୁ ଆରମ୍ଭ ନେଇଗଲେ କରନ୍ତୁ, ଆପଣଙ୍କର ଅନାଥ ଆଶ୍ରମ ଖୋଲିବା ପାଇଁ ଆପଣଟେ ଆରମ୍ଭ କରନ୍ତୁ କରନ୍ତୁ, ଆମେ ସେଠି ଡୋନେଟ ପଏଣ୍ଟରେ କରିବୁ। କଥାବାର୍ତ୍ତା କରନ୍ତୁ ପଏଣ୍ଟରେ କଥାବାର୍ତ୍ତା ଆଜ୍ଞା କରନ୍ତୁ ଆପଣ ଏପଟରେ ବୁଲନ୍ତୁ ହସ୍ପିଟାଲ ପଏଣ୍ଟରେ ଆରମ୍ଭ କଥାବାର୍ତ୍ତା କରନ୍ତୁ, କରନ୍ତୁ ହଁ ବୃଦ୍ଧାଶ୍ରମ ସାର୍ ଆରମ୍ଭ ପଏଣ୍ଟ ଆପଣ କରନ୍ତୁ, ହସ୍ପିଟାଲ କରନ୍ତୁ ଅନାଥ ନା ଆଶ୍ରମ ରାମ ଆରମ୍ଭ କରନ୍ତୁ, ମନ୍ଦିର ଆମେ ସେଠି ତିଆରି ଡୋନେଟ ହେଇଛି କରିବୁ। ରେଭିନ୍ୟୁ ଜେନେରେସନ କେତେ ହେଇଛି ଦେଖନ୍ତୁ ବର୍ତ୍ତମାନ କଣ ପର୍ଯ୍ୟନ୍ତ ରେଭିନ୍ୟୁ ଆଉ ଜେନେରେସନ ଭବିଷ୍ୟତରେ କେତେ ରେଭିନ୍ୟୁ ହେବ ସେଟା ଜେନେରେସନ କଣ ହେଇଛି ଆକଳନ କରିବେ କଣ ହେଇଛି ତାହେଲେ ନାଇଁ ନାଇଁ ନେହେରୁ ଷ୍ଟିଲ ପ୍ଲାଣ୍ଟ ଖୋଲିକି ଭୁଲ କରିଛି, ଇଏ ମନ୍ଦିର ଖୋଲିଥିଲେ ଭଲ ହେଇଥାନ୍ତା କହୁଛନ୍ତି ଆପଣ। ତାହେଲେ ଏଇ ଯୁକ୍ତି ଆପଣଙ୍କର ଆଁ? ତ? ସାର୍ କେତେ ଏଇ ୱାର୍କ ଯୋଉ ହେଇଛି ନେହେରୁ କଣ ଷ୍ଟିଲ ସେଠି ପ୍ଲାଣ୍ଟ ଖୋଲିକି ଭୁଲ କରିଛି, ଏଇଟା ଷ୍ଟିଲ ମନ୍ଦିର ପ୍ଲାଣ୍ଟ ଖୋଲିବାର ଥିଲା କହୁଛି ତାର। କହୁଛି ସାର୍ ଷ୍ଟିଲ ପ୍ଲାଣ୍ଟରେ ର ମେଟେରିଆଲ ସବୁବେଳେ ଦରକାର ପ୍ରଡକ୍ସନ ଜେନେରେସନ କରତେ କିନ୍ତୁ ସେ ମନ୍ଦିରରେ ର ମେଟେରିଆଲ କିଛି ଦରକାର ନାହିଁ ଲୋକ ଏମିତି ଯିବେ ହୁଣ୍ଡିରେ ଫିଙ୍ଗି ଫିଙ୍ଗି ଆସିବେ नो ର ନାଇଁ ମେଟେରିଆଲ୍ସ କୋଉଥିପାଇଁ ଆଉ ସେ ସେ ଦବା ପଇସା ମୋ କଣ କହିବା କଥା କରାଯିବ? ସେ କୋଉଥିପାଇଁ ପଇସା କୋଉଠି ସେଇଟା ଯାଉଛି ସେଇଟା ସେଟା କୋଉ ସେଇଟା ଫଣ୍ଡରେ ଖର୍ଚ୍ଚ ହଉଛି ଆଁ? ନିଶ୍ଚିତ ହଁ ସେଇଟା କୋଉ କହୁଛି ସାର୍ ଫଣ୍ଡରେ ଖର୍ଚ୍ଚ କହୁଛି ହଉଛି ନିଶ୍ଚିତ ସବୁ ତାହେଲେ ଦର୍ଶକ ଆପଣ ମାନେ ଏଇଟା ହଁ ଏଇଟା ବିଟୁ ଭୁଲ ବାବୁ ଟିକେ କରୁଛନ୍ତି, ମ୍ୟୁଟ ଆପଣ କରନ୍ତୁ ମନ୍ଦିର ଖୋଲିବା କଥା। କହୁଛି ବିଟୁ ବାବୁ ଟିକେ ମ୍ୟୁଟ କହିଲି କରନ୍ତୁ ସବୁ ଦର୍ଶକ ମାନେ ବି ଶୁଣନ୍ତୁ ଆପଣ କି ଦେଖନ୍ତୁ ମନ୍ଦିର କେବଳ ଯୁକ୍ତି ଖୋଲା କରିବା ହଉଛି ସେଇ ପୂର୍ବରୁ ହୁଣ୍ଡି ପାଇଁ ନାଇଁ ନାଇଁ ରିଏଲି ମନ୍ଦିର ଖୋଲା ହଉଛି ହୁଣ୍ଡି ପାଇଁ, ମନ୍ଦିର ହଁ କେବଳ ମନ୍ଦିର ଖୋଲା ହଉଛି ବ୍ରାହ୍ମଣଙ୍କର ସେଇ ମନ୍ଦିର ଇନକମ ହୁଣ୍ଡି ପାଇଁ ଖୋଲିଦିଅନ୍ତୁ, ହୁଣ୍ଡି ପାଇଁ ତାପରେ ଜଣା ପଡିଯିବ ହୁଣ୍ଡିରେ କେତେ ଯାଇକିରି ସବୁ ଭକ୍ତି ଅଛି କଣ ଅଛି। ରାଇଟ ନାଇଁ ନାଇଁ ଆପଣ ସେଠୁ କିଛି ପାଇବେନି ଆପଣ ଯଦି ମନ୍ଦିରକୁ ଯାଉଛନ୍ତି ଆପଣ ଯୋଉ ଆଶା ରଖି ଯାଉଛନ୍ତି କି ଆମେ ମୋ ପୁଅ ଭଲ ହେଇଯିବ ମୋ ପୁଅ ଭଲ ପାଠ ପଢିବ ମୋ ପୁଅ ଚାକିରି କରିବ ଇଏ କରିବ ସେ ଆଶାରେ ନାହିଁ କେବଳ ଆପଣ ସେଇ ହୁଣ୍ଡିରେ ପଇସା ଦେବା ପାଇଁ ଆପଣଙ୍କୁ ସେଠି ସ୍ୱାଗତ କରାହଉଛି ଆପଣ ସେଠି ହୁଣ୍ଡିରେ ପଇସା ଭରନ୍ତୁ ଆଉ ଆପଣଙ୍କର ସେଇ ଯୋଉ ମନ୍ଦିରର ରିଭେନ୍ୟୁ ବଢାନ୍ତୁ ରିଭେନ୍ୟୁ ବଢିଲେ ଦେଶର ଟୁରିଷ୍ଟ ଇଏ ବଢିବ ଏସବୁ ପାଇଁ ମନ୍ଦିର ତିଆରି ନା ହଉଛି ନା ତ ମୋ ଦର୍ଶକ କହିବା ମାନେ କଥା ଆପଣ ହଉଛି ବୁଝି କି ରଖନ୍ତୁ ଆପଣ ଆମର ହସ୍ପିଟାଲ ଆଡଭାନ୍ସ ହସ୍ପିଟାଲ ଆଉ ଆମର ଯୋଉ ବୃଦ୍ଧାଶ୍ରମ ହଉ ଅନାଥ ଆଶ୍ରମ ହଉ କି ଆମର ଆନିମାଲ ସେଲ୍ଟର ହଉ ନାଇଁ ଏଇ ସବୁ ବିଟୁ ଜିନିଷ ବାବୁ ଖୋଲିବାଟା ନିହାତି ହଁ ଦରକାର ହଁ ନା ନାଇଁ ମନ୍ଦିର ଖୋଲିବା ଦରକାର ବିଟୁ କେତିକି ବାବୁ ମନ୍ଦିର ଖୋଲିବା ବହୁତ ଦରକାର ବଢିଆ ମେସେଜ ଦେଲେ ଘର ଘରକା ଗାଁ ହଁ ଗାଁ ମନ୍ଦିର ସାଇନ୍ସ ତିଆରି ସାଇନ୍ସ କରିବା। ଓଡିଆ ଭାଇ ମୁଁ ଏତିକି କହିବାକୁ ଚାହିଁବି ବିଟୁ ଭାଇ ବହୁତ ବଢିଆ ମେସେଜ ଦେଲେ ଯେ ମନ୍ଦିର ହୁଣ୍ଡି ପାଇଁ ଖୋଲା ହଉଛି ଆଉ ଦର୍ଶକ ମାନେ ମୋର ମଧ୍ୟ ଶୁଣି ଦିଅନ୍ତୁ କି
मंदिर हुंडी रे जाके पैसा भरिया ପାଇଁ ହିଁ ମନ୍ଦିର ଖୋଲା ହଉଛି ସେଥିଲାଗି ଆପଣ ଯୋଉ ମନ୍ଦିରରୁ ଯୋଉ ଆଶା ନେଇକି ଯାଉଛନ୍ତି କି ନାଇଁ ମନ୍ଦିରରେ ଆପଣଙ୍କୁ ମିଳିବ କିଛି ଭଲ ଗୋଟେ ଭଲ କର୍ମ କରିବାର ପାପ ନାଶ ହେଇଯିବ ଇଏ ନାଶ ହେଇଯିବ ଏସବୁ ଜିନିଷ କିଛି ସବୁ କିଛି ମିଛ କଥା କେବଳ ହୁଣ୍ଡିରେ ପଇସା ଭରିବା ପାଇଁ ହିଁ ମନ୍ଦିର କରାହଉଛି ନା କଣ ବିଟୁ ବାବୁ ଆଉ କିଛି କୁହନ୍ତୁ। ହଁ ପଇସା ନଦେଲେ ତାପରେ କେତେ କଣ ମନ୍ଦିର ଚାଲିବ ସେ ଦେଖିବା ଆଉ କେତେ ବ୍ରାହ୍ମଣ ପୂଜା କରିବ ବିନା ପଇସାରେ ଜଣା ପଡିଯିବ ତାପରେ ଯେ ହଉ ଠିକ ଅଛି ବିଟୁ ବାବୁ ବିଦା କରନ୍ତୁ ବହୁତ ହେଇଗଲା ୟୁ ଆର୍ ଏକ୍ସଷ୍ଟେଡ୍ ୱିଥ୍ ଇନ୍ ହିଜ୍ ଡିସ୍କସନ୍ ତାପରେ ଆଉ କିଏ ଅଛନ୍ତି କି ଆଣନ୍ତୁ। ପିଓର ଅନ୍ଧଭକ୍ତ ଜଣେ ଆମେ ପାଇଛନ୍ତି ଆଜି ସେଥିପାଇଁ ମୁଁ ଖୁସି। ନା ନା ଡିବେଟ୍ ଅନ୍ଧଭକ୍ତ ନୁହଁ ଡିବେଟ୍ କରିବା ଦରକାର କାରଣ ଦେଖନ୍ତୁ ଆପଣ ବହୁତ ମାନଙ୍କୁ ପରିବର୍ତ୍ତନ ହେବା ପାଇଁ ବର୍ଷ ବର୍ଷ ଲାଗିଗଲା କିନ୍ତୁ ସେ ଗୋଟେ ଦିନ ତ ହଁ ପରିବର୍ତ୍ତନ ହେଇପାରିବେନି ନା ନା ବୁଝିପାରିଲେ ପରିବର୍ତ୍ତନ ଗୋଟେ ତେଣୁ ସ୍ଲୋ ଆପଣ ପ୍ରୋସେସ ତାଙ୍କୁ ଦୋଷ ଦେଇପାରିବେନି ବୁଝିପାରିଲେ ସିଏ ଯାହା ନାଇଁ କହୁଛନ୍ତି ଠିକ ଅଛି ଏବେ ଯଦି ବିଟୁ ବାବୁଙ୍କ ଗାଁରେ କୌଣସି ଝିଅ ପଳେଇଲେ ଛାଡି ଦେଖିଲେ ବିଟୁ ବାବୁଙ୍କ ଗାଁରେ ଯଦି କୋଉ ଝିଅ ଭୂମିରୁ ଜନ୍ମ ହେଇଥିବ ତାହେଲେ ରାମାୟଣ ହେଇଥିବ ଯଦି ବିଟୁ ବାବୁ ତାଙ୍କ ମାଙ୍କର କାନରୁ ଜନ୍ମ ହେଇଥିବେ ମହାଭାରତ ହେଇଥିବ ସେଥିରେ ଦୁଃଖ କରିବା କଣ ଅଛି ପଳେଇଲେ ବିଟୁ ବାବୁ। ସାର୍ ଆପଣ ତାଙ୍କ ମାନସିକତା ଦେଖୁନାହାନ୍ତି ଷ୍ଟିଲ୍ ପ୍ଲାଣ୍ଟ କଲେ ର ମ୍ୟାଟେରିଆଲ ଦରକାର ସେଥିପାଇଁ ସେଇଟା ନାଇଁ ଖୋଲିବାଟା ଠିକ ନାଇଁ ନୁହେଁ ଏଥିରେ ବିନା ର ମ୍ୟାଟେରିଆଲ ତାଙ୍କୁ ଚାଲିବ ମାନେ ତାଙ୍କୁ ମୁଁ ଦିସ୍ ବୁଝେଇ ଇଜ ହାଉ ଦେଇଥାନ୍ତି ନା ଦ ମାଇଣ୍ଡ ଯଦି ସେଟ୍ ଅଫ ଦ ପିପୁଲ। ନାଇଁ କୁନ୍ତି ରିୟାଲିଟି ସାର୍ ଗୋଟେ ଆମର 15 ଜଣେ ଯୋଉ ଏ ତ ବିଟୁ ବାବୁ ଗଲେ ସିଏ ତ ଯାହା କହୁଥିଲେ ଏବେ ଦିବାକର ଯାଦବ ଜଣେ ହଁ ରହିଛନ୍ତି ସେ ତାଙ୍କର ବହୁତ ପ୍ରୋବ୍ଲେମ ହଁ ଅଛି ତାଙ୍କୁ କେବେ ହଁ ଇନଭାଇଟ କରିବା ବୁଲାନ୍ତୁ ଏଠିକି ଆଉ ସିଏ ଡାକନ୍ତୁ ଡାକନ୍ତୁ ଏବେ ଆଜି ତ ଡାକନ୍ତୁ ହେଇପାରିବନି ଦେଖ ଆମେ ନେକ୍ସଟ ଲାଇଭକୁ ଡାକିବା ନା ଆଜି ହେଇପାରିବନି ଟାଇମ ବହୁତ ଠିକ ଅଛି ହେଇଗଲାଣି ତାଙ୍କୁ ନେକ୍ସଟ ଲାଇଭକୁ ଆଜ୍ଞା ଡାକିବା ଆଉ ଠିକ ଅଛି ଓକେ ଓକେ ଶୁଭରାତ୍ରି ଓକେ ମୁଁ ସମସ୍ତେ ମୁଁ ବି ଜୟ ବିଦାୟ ଭୀମ ନଉଛି ଓକେ ହଁ ଆଜ୍ଞା ଜୟ ଆଜ୍ଞା ହନୁମାନ ଆଜ୍ଞା ସମସ୍ତଙ୍କୁ ହଁ, ବିଦାୟ ଶୁଭରାତ୍ରି ସମସ୍ତେ ଜୟ ଗୁଡ ଭୀମ ନାଇଟ୍ ଓକେ ଜୟ ଭୀମ ଜୟ ଭୀମ।
एकदम पिन पॉइंटेड आउ सेही भलिया सर धर्म जाति मत पंथ एगा सब गुटे नाही एगा सब अलगा अलगा अरे याकर मीनिंग ଶୁଣ सब ଶୁଣ अलगा ବାବା अलगा ଶୁଣ ଯେ ବ୍ରିଟିଶ ମୋର ପ୍ଲଟ ନମସ୍କାର ନମସ୍କାର କୃଷ୍ଣ ବାବୁ ଆଉ ଆଜି ତ ଏ ବିଶେଷ ଆଲୋଚନା ଆମ୍ବେଦକରଙ୍କର ବୋଲି ଇଏ ପାଇଁ ଆମେ କ୍ରେଡିଟ କେବଳ ତଥାକଥିତ ନାହାନ୍ତି ସମସ୍ତଙ୍କୁ ସେ ସବୁ ଜଣେ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟି ହିସାବରେ ମୁଁ ଟିଚର ଅଛି ଜଣେ ମୁଁ ନିଜ ଛୁଆଙ୍କୁ ନିଜ